श्रीचैतन्यमनविष्टं स्थापितं येन भूतले शेङ्गरूपकथामयं ददाति पदं तिकं वन्देऽहं श्रीगुर श्रीयुतपदकमलं श्रीगुरून् वैष्णवांस श्रीरूपं साग्रजातं सहगण रघुनाथान्वितं तं सजीवं साद्वैतं सावधूतं परिजनसहितं कृष्णचैतन्यदेवं श्रीराधाकृष्णपदं सहगण ललिता श्रीविशाखान्वितांश्च हे कृष्ण करुणा सिंधु दीनबंधु जगोत्पते गोपीश गोपिका कांत राधा कांत नमस्ते तप्त कांचन गौरांगी राधे वृंदावनेश्वरी वृषभानुसुतदेवी प्रणमामि हरि प्रिय वाञ्छाकल्पतरोभस्य कृपा सिन्धुवैव च पतितानं पावनेभ्यो वैष्णवेभ्यो नमो नमः नमो महावदन्नाय कृष्णप्रेमप्रदायते कृष्णाय कृष्णचैतन्य नम्न गौरीतिसे नमः नीलाचलनिवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासदि गौरभक्तवृंद हरे कृष्णा 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 हरे 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 राम 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 हरे 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 कृष्णा 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 हरे 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 राम 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 हरे हरे जोश से हरे कृष्णा 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 हरे 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 राम 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 हरे हरे ओम नमो भगवते वासुदेवाय ओम नमो भगवते वासुदेवाय ओम नमो भगवते वासुदेवाय आनन्दलीलामय विग्रहाय हेमावदीपो तस्मै महाप्रेमरसप्रदाय चैतन्यचन्द्राय नमो नमस्ते चैतन्यचन्द्राय नमो नमस्ते चैतन्यचन्द्राय नमो नमस्ते नमो विष्णुपादाय कृष्णपृष्ठाय भूतले श्रीमते गौरगोविंद नामिने नमो विष्णुपादाय कृष्णपृष्ठाय भूतले श्रीमते भक्तिवेदांत स्वामिनी नामिने नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पश्चातशिकारि जय श्री गुरुदेव जय श्री प्रभुपाद जय आचार्य वृंद जय वैष्णव वृंद जय गौर निताई कृष्ण बलराम जगन्नाथ बलदेव सुदर्शन राधा गोपीनाथ गोविंद राधे गोविंद गोविंद सीताराम हरे कृष्ण गतकाली आमे अधिक मास जहाँ कहुच्छी
ପୁରୁଷୋତ୍ତମ ମାସ ବିଷୟରେ ଆମେ ଆଲୋଚନା କରିଥିଲୁ। 12ଟି ମାସ ରହିଛି। ପ୍ରତ୍ୟେକ ମାସର ଏକ ଏକ ଅଧିପତି ଦେବତା ଅଛନ୍ତି। ସେଠାରେ 2 ବର୍ଷ 8 ମାସ 16 ଦିନ 4 ଘଣ୍ଟା ଥରେ ଆଉ ଏକ୍ସଟ୍ରା ଗୋଟେ ମାସ ଆସୁଛି, ଯାହାକୁ କୁହାଯାଉଛି ବହିର୍ଜଗତ ଲୋକମାନେ କହନ୍ତି ମଳ ମାସ, ଯେଉଁ ମାସରେ କୌଣସି ସଂକ୍ରାନ୍ତି ନାହିଁ, ଯେଉଁ ମାସରେ କୌଣସି ଶୁଭକର୍ମ ନାହିଁ, ତାହାକୁ ବହିର୍ଜଗତ ଲୋକମାନେ ମଳ ମାସ କହୁଛନ୍ତି। ଆମର ବୈଷ୍ଣବମାନେ କହନ୍ତି କ'ଣ ଅଧି ମାସ। ଏହାର କୌଣସି ଅଧିପତି ଦେବତା ନଥିଲା, ତେଣୁ ଏହାକୁ କେହି ସ୍ୱୀକାର କଲେ ନାହିଁ। ସ୍ୱୀକାର ନ କରିବା ଯୋଗୁଁ ଅନାଥ ହୋଇଗଲେ। କିନ୍ତୁ ସେ ଭଗବାନ ନାରାୟଣଙ୍କ ପାଖକୁ ଉପନୀତ ହେଲେ, ତାଙ୍କର ଦୁଃଖର କଥା ସେ ବ୍ୟକ୍ତ କଲେ। ଭଗବାନ ନାରାୟଣ ତାଙ୍କ ସାଙ୍ଗରେ ନେଇ ଗୋଲକ ବୃନ୍ଦାବନକୁ ଗଲେ। ଗୋଲକ ବୃନ୍ଦାବନକୁ ଯାଇ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣରେ ପ୍ରଣତ ହୋଇ ଦୁଃଖର କଥା ବ୍ୟକ୍ତ କଲେ। ସେହିପରି ଏହାକୁ କୁହାଯାଉଛି ଶରଣାଗତ। କେହି ଯଦି ଏହିପରି ଭଗବାନଙ୍କ ଚରଣରେ ଶରଣାପନ୍ନ ହେଇଯିବ, ତାହେଲେ ଭଗବାନଙ୍କ କୃପାରୁ ସେ ସର୍ବୋତ୍ତମରେ ପରିଣତ ହେଇଯିବ। ତେଣୁ ଗୀତାରେ ଯେମିତି ଭଗବାନ କୃଷ୍ଣ କହୁଛନ୍ତି, ମାଂ ହି ପାର୍ଥ ବ୍ୟାପାଶ୍ରିତ ଯେପିଷୁ ପାପ ଜନୟ ଶ୍ରେୟ ବୈଶ୍ୟ ତଥା ଶୂଦ୍ର ତେପି ଜାନ୍ତି ପରାମ ଗତି। ଏଠାରେ କୁହାଯାଉଛି କ'ଣ? ସ୍ତ୍ରୀ ଏକ ପାପଜନୀ, ବୈଶ୍ୟ ଏକ ପାପଜନୀ, ଶୂଦ୍ର ଏ ବି ଏକ ପାପଜନୀ। କଥା ବୁଝିପାରୁଛନ୍ତି କଥା? କିଏ କହୁଛନ୍ତି ଏ କଥା? କିଏ କଥା କହୁଛନ୍ତି? ହଁ, କିଏ କହୁଛନ୍ତି? ହଁ, ଏ ସାଉଣ୍ଡ ଟିକେ କ'ଣ ଏତେ ଗୁଡ଼ିକ ସାଉଣ୍ଡ ହେଉଛି? ଗୋଟେ ଫ୍ୟାନ୍ ବନ୍ଦ କରିଦିଅ, ବନ୍ଦ କରିଦିଅ। କିଏ କହୁଛନ୍ତି? ନା ରେ, କାହାର ପାଟିରେ କୌଣସି କଥା ଆସୁନି। କହୁଛନ୍ତି କିଏ? ହଁ ହଁ, ଭଗବାନ କୃଷ୍ଣ କହୁଛନ୍ତି। ହଁ, ଏଇ କଥା କହିପାରୁନାହାନ୍ତି, ଆଉ କ'ଣ? ଭଗବାନ କୃଷ୍ଣ ନିଜେ ଏଇ କଥା କହୁଛନ୍ତି। ତେସ ପାପଜନୀ। ପାପଜନୀ ଏଥିଲାଗି କୁହାଯାଉଛି, ଏମାନେ ସ୍ୱତନ୍ତ୍ର କୌଣସି ଏହି ପ୍ରକାର ଅଷ୍ଟାଙ୍ଗ ଯୋଗ, ରାଜଯୋଗ, ଧ୍ୟାନ ଯୋଗ ଏସବୁ ଅଭ୍ୟାସ କରିପାରନ୍ତି। ଏମିତି କ'ଣ ବେଦ ଅଧ୍ୟୟନର ଅଧିକାର ଏମାନଙ୍କର ନାହିଁ। ବେଦ ଭଗବାନ କୃଷ୍ଣ ବଦ୍ଧ ଜୀବମାନଙ୍କୁ ଦେଲେ କେଉଁଥିଲାଗି? ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହେବା ପାଇଁ। ତେଣୁ ଏ ଜଗତରେ ସମସ୍ତେ ମାୟାମୁକ୍ତ ଜୀବ, ବଦ୍ଧ ଜୀବ। ମାୟାମୁକ୍ତ ଜୀବର ନାହିଁ କୃଷ୍ଣ ସ୍ମୃତି ଜ୍ଞାନ। ଜୀବର କୃପାয় କହିଲ କୃଷ୍ଣ ବେଦ ପୁରାଣ। ଆମେ ଯେ ଜଗତରେ ଅଛୁ, ଏ ଜଗତକୁ କୁହାଯାଉଛି କ'ଣ? ଅଜ୍ଞାନର ଅନ୍ଧକାର। ଏଠାରେ ଆମେ ବାସ୍ତବ ଜ୍ଞାନରୁ ବଞ୍ଚିତ ହେବା ଯୋଗୁଁ ଧର୍ମକୁ ଛାଡ଼ି ଅଧର୍ମରେ ଲିପ୍ତ ହେଇଯାଇଛି। ତେଣୁ ଅଧର୍ମରେ ଲିପ୍ତ ହୋଇ ବିବିଧ ପ୍ରକାର ଗର୍ହିତ ପାପ କର୍ମ କରୁছে, ବେଦ ବହିର୍ଭୂତ ନିଷିଦ୍ଧ କର୍ମ। ଯେମିତି ଶାସ୍ତ୍ରରେ କୁହାଯାଉଛି, 3 ପ୍ରକାର କର୍ମ କଥା କୁହାଯାଉଛି: କର୍ମ, ବିକର୍ମ, ଅକର୍ମ। କର୍ମ କହିଲେ ବେଦ ବିହିତ ଯେଉଁ ସକାମ କର୍ମ, ପୂର୍ଣ୍ଣ କର୍ମ, ଏହାକୁ କୁହାଯାଉଛି କର୍ମ। କଥା ବୁଝିପାରୁଛନ୍ତି? ଏହାକୁ କର୍ମ କୁହାଯାଉଛି। ବେଦ ବିହିତ ଯେଉଁ ପୂର୍ଣ୍ଣ କର୍ମ, ଯାହାକୁ ସକାମ କର୍ମ କୁହାଯାଉଛି, ଏହାକୁ କୁହାଯାଉଛି କର୍ମ। ବିକର୍ମ
শাস্ত্র নিষিদ্ধ কর্ম, শাস্ত্রে যা মানা କରାଯାଇଛି সেই ସବୁ କର୍ମ କରିବା, ଏହା ହେଉଛି କ'ଣ? ବିକର୍ମ। ତାର ମାନେ କ'ଣ? ପାପ କର୍ମ। କଥା ବୁଝିପାରୁନ? ବୁଝିବା ପାଇଁ ଚେଷ୍ଟା କରନ୍ତୁ। କର୍ମ ତତ୍ତ୍ୱ ବହୁତ ଜଟିଳ। ତେଣୁ ଗୋଟେ ପ୍ରକାର କୁହାଯାଉଛି କର୍ମ, ଯାହାକୁ କୁହାଯାଏ ଶାସ୍ତ୍ର ବିହିତ କର୍ମ। ଶାସ୍ତ୍ରରେ ଯାହା ଦିଆଯାଇଛି সেই ଅନୁସାରେ ଯେଉଁ କର୍ମ କରାଯାଏ ତାହାକୁ କୁହାଯାଉଛି କ'ଣ? କର୍ମ। ବୁଝିହେଲା? ଏହାକୁ ପୁଣ୍ୟ କର୍ମ କୁହାଯାଉଛି, ଏହାକୁ ସକାମ କର୍ମ କୁହାଯାଉଛି। ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଆଉ ବିକର୍ମ, ବିକର୍ମ କହିଲେ ଯାହା ଶାସ୍ତ୍ରରେ ମନା କରାଯାଇଛି সেই ସବୁ କର୍ମ, ତାର ମାନେ ପାପ କର୍ମ। ଶାସ୍ତ୍ରରେ କ'ଣ ମନା କରାଯାଇଛି? କ'ଣ କୁହାଯାଇଛି ଶାସ୍ତ୍ରରେ? ଯେମିତି ଶାସ୍ତ୍ରରେ ଭାଗବତ କୁହାଯାଉଛି, ଦୂତଂ ପାନଂ ସ୍ତ୍ରୀୟ ସୁନା ଯଥା ଅଧର୍ମ ଚତୁର୍ବେଦ। ଏ ଚାରି ପ୍ରକାର ହେଉଛି ଅଧର୍ମ, ମାନେ ପାପ କର୍ମ। ଦୂତ, ତାସ ପାଶା ଜୁଆ ଲଟେରୀ ଖେଳିବା, ଏସବୁ ପାପ କର୍ମ। ପାନ, ଚା ପାନ, ବିଡ଼ି, ସିଗାରେଟ୍, ଗଞ୍ଜା, ଅଫିମ, ମଦ ଏସବୁ ପିଇବା ଖାଇବା, ଏହା ହେଉଛି ପାପ କର୍ମ। ଦୂତଂ ପାନ, ସ୍ତ୍ରୀ ଅବୈଧ ସ୍ତ୍ରୀ ସଙ୍ଗ, ଏସବୁ ପାପ କର୍ମ, ଗର୍ହିତ ପାପ କର୍ମ। ଆଉ ସ୍ତ୍ରୀ ବୈଶ୍ୟ, ଦୂତଂ ପାନ ସ୍ତ୍ରୀ ସୁନା, ସୁନା କହିଲେ ଅନ୍ୟ ଜୀବମାନଙ୍କୁ ମାରି ସେମାନଙ୍କ ମାଂସ ଆହାର କରିବା, ମାଂସ ଆହାର, ଏସବୁ ପାପ କର୍ମ। କଥା ବୁଝିପାରିଲେ? ଚାରି ପ୍ରକାର ଅଧର୍ମ, ଏ ଚାରି ପ୍ରକାର ଅଧର୍ମ କୁହାଯାଉଛି। କିନ୍ତୁ ଆମର ଇସ୍କନ ତରଫରୁ ସମଗ୍ର ଦୁନିଆରେ ଏଇ ଯେଉଁ କୃଷ୍ଣ ଭାବନାମୃତ ଆନ୍ଦୋଳନ ପ୍ରଚାର ଚାଲିଛି, તે ପ୍ରଚାର ପ୍ରଥମ ଆମକୁ ନିଷେଧ ଦିଆଯାଉଛି ଚାରି ପ୍ରକାର ପାପ କର୍ମ ନିଜକୁ ବିରତ ହେବାକୁ ପଡ଼େ। ତାପରେ ଯଦି ନାମ କରିବେ, ସେ ନାମ କରି ତାପରେ ତାର ଡେଷ୍ଟିନେସନ୍ ଯେଉଁ କୃଷ୍ଣ ପ୍ରେମ, ସେ ପ୍ରାପ୍ତ ହେଇପାରିବ। ପ୍ରଥମେ ଚାରି ପ୍ରକାର ପାପରେ ସ୍ତମ୍ଭକୁ, ଏହାକୁ ଆମକୁ କ'ଣ କରିବାକୁ ହେବ? ଏହାକୁ ବନ୍ଦ କରିବାକୁ ହେବ। ବନ୍ଦ କରି ତାପରେ ଭକ୍ତି ଯୋଗ, ଆମକୁ ଭକ୍ତି ଯୋଗଟା କ'ଣ? ଭଗବାନଙ୍କ ନାମ, ଏହାକୁ କ୍ରନ୍ଦନ ସହକାରେ, ସ୍ମରଣ ସହକାରେ କୀର୍ତ୍ତନ ଜପ, ଏହାକୁ କୁହାଯାଉଛି ଭକ୍ତି ଯୋଗ। ଭକ୍ତି ଯୋଗ କାହାକୁ କୁହାଯାଉଛି? ତେଣୁ ବୃନ୍ଦାବନ ଦାସ ଠାକୁର, ଯିଏକି କୃଷ୍ଣ ଲୀଳାରେ ଥିଲେ କ'ଣ? ବ୍ୟାସଦେବ। କୃଷ୍ଣ ଲୀଳାରେ ଯେଉଁ ବ୍ୟାସଦେବ ଥିଲେ, ସେଇ ବୃନ୍ଦାବନ, ସେଇ ବ୍ୟାସଦେବ ଚୈତନ୍ୟ ମହାପ୍ରଭୁଙ୍କ ଲୀଳାରେ ଆସିଛନ୍ତି କେଉଁ ରୂପରେ? ବୃନ୍ଦାବନ ଦାସ ଠାକୁର ରୂପରେ। ତ ସେଇ କୃଷ୍ଣ ବର୍ତ୍ତମାନ ଇଏ ଚୈତନ୍ୟ ମହାପ୍ରଭୁ। ତେଣୁ ବ୍ୟାସ ଅବତାର ରୂପରେ ସେ ଭାଗବତମ, ଏଇ ଗ୍ରନ୍ଥ ସେ ଲେଖିଥିଲେ। କିଏ? ବ୍ୟାସଦେବ, କୃଷ୍ଣ ଦ୍ୱୈପାୟନ ବେଦବ୍ୟାସ। আর সেই ব্যাসদেব বর্তমানে চৈতন্য মহাপ্রভু লীলারে আসি চৈতন্য ভাগবতম লেখে। মহাপ্রভু সম্বন্ধে যে ভাগবতম, তাকে চৈতন্য ভাগবত, ইয়াকে কুହାଯାଉଛି କ'ଣ? ଶ୍ରୀମଦ୍ ଭାଗବତ। କଥା ବୁଝିପାରୁଛନ୍ତି? ইয়াকে କୁହାଯାଉଛି ଶ୍ରୀମଦ୍ ଭାଗବତ। সেই ଭଗବାନ ଏକି, সেই কৃষ্ণ ବର୍ତ୍ତମାନ କ'ଣ? ବର୍ତ୍ତମାନ ଚୈତନ୍ୟ ମହାପ୍ରଭୁ ଗୌରାଙ୍ଗ। କଥା ବୁଝିପାରିଲେ? ତ ସେ ବ୍ୟାସଦେବ ରାଇଟର ହିସାବରେ ସେ ଲିଖିଥିଲେ ଶ୍ରୀମଦ୍ ଭାଗବତ। আর সেই ব্যাসদেব বর্তমান আসছেন চৈতন্য মহাপ্রভু লীলারে বৃন্দাবন দাস ঠাকুর রূপে। বৃন্দাবন দাস ঠাকুর রূপে আসি সে চৈতন্য ভাগবতম লেখে। ইয়া ଆମେ ଦେଖିବା ମହାପ୍ରଭୁଙ୍କ ସମ୍ବନ୍ଧରେ এই যে ভিন্ন ভিন্ন ব্যাসদেব এসব লিখেছে। কেই লিখেছেন চৈতন্য চরিতামৃত, কেই লিখেছেন চৈতন্য মঙ্গল, কেই লিখেছেন ভক্তি রত্নাকর, কেই লিখেছেন চৈতন্য ভাগবত। কথা বুঝিপারলে? ଏସବୁ ଏଥେଣ୍ଟିକ୍ ସ୍କ୍ରିପ୍ଚର୍ସ, ପ୍ରାମାଣିକ ଗ୍ରନ୍ଥ। ତ ଏଠାରେ ମଜାର କଥା ହେଉଛି ଏହା, ଭଗବାନ ଚୈତନ୍ୟ ମହାପ୍ରଭୁଙ୍କ ସମ୍ବନ୍ଧ ଯେତେବେଳେ ଇଏ ବୃନ୍ଦାବନ ଦାସ ଠାକୁର ଲେଖୁଥିଲେ, ସେତେବେଳେ ତାଙ୍କର ଗ୍ରନ୍ଥର ନାମ ସେ ଦେଇଥିଲେ ଚୈତନ୍ୟ ମଙ୍ଗଳ। କଥା ବୁଝିପାରୁଛନ୍ତି? ଚୈତନ୍ୟ ମଙ୍ଗଳ। କିନ୍ତୁ ସେଇ ସମୟରେ ସମସାମୟିକ ଆଉ ଜଣେ ରାଇଟର
ସେ ଲେଖିଲେ ଲୋଚନ ଦାସ ଠାକୁର। ସେ ଏହି ଗ୍ରନ୍ଥର ନାମ ଦେଲେ କ'ଣ ଚୈତନ୍ୟ ମଙ୍ଗଳ। ତ ଦୁଇଟା ଗ୍ରନ୍ଥ ଯଦି ଏକା ନାମ ହେବ ଲୋକମାନେ କେମିତି ତା ବୁଝିବେ କାହାର କେଉଁଟା? ହଁ, ତେଣୁ ଚୈତନ୍ୟ ମଙ୍ଗଳରେ ଯେ ପ୍ରଥମ ଲେଖକ ହିସାବରେ ବୃନ୍ଦାବନ ଦାସ ଠାକୁର, ତାଙ୍କର ମାତା ହେଉଛନ୍ତି ନାରାୟଣୀ ଦେବୀ। ନାରାୟଣ ଦେବୀଙ୍କର ନିର୍ଦ୍ଦେଶରେ ଏ ବୃନ୍ଦାବନ ଦାସ ଠାକୁର ତାଙ୍କର ଗ୍ରନ୍ଥର ନାମ ପରିବର୍ତ୍ତନ କରିଦେଲେ। ଚୈତନ୍ୟ ମଙ୍ଗଳରୁ ହେଇଗଲା କ'ଣ ଚୈତନ୍ୟ ଭାଗବତ। ଆଲୋଚନ ଦାସ ଠାକୁରଙ୍କର ଯେ ଚୈତନ୍ୟ ମଙ୍ଗଳ ରହିଲା। ଯେମିତି ଚୈତନ୍ୟ ମଙ୍ଗଳରେ ଇଏ ଲୋଚନ ଦାସ ଠାକୁର ସେ ମହାପ୍ରଭୁଙ୍କ ପାର୍ଷଦ, ସେ ସମସାମୟିକ ଲୋକ। ସେ ଏକ ଭବିଷ୍ୟତ ବାଣୀ କରିଛନ୍ତି, ଯେଉଁ ଭବିଷ୍ୟତ ବାଣୀ କେତେ ପ୍ରାମାଣିକ, ତା ଆଜି ବାସ୍ତବ ରୂପଦାନ ଆମେ ଦେଖିବାକୁ ପାଉଛେ। ଯେମିତି ସେ କହୁଛନ୍ତି, ଏବେ ନାମ ସଂକୀର୍ତ୍ତନ ତୀକ୍ଷ୍ଣ ଖଡ଼୍ଗ ଲଇଆ অন্তর অসুর জীবের ফেলিব কাটিয়া। যদি কোনো পাপী ধর্ম ছাড়ি দূর দেশে যায়, আমার সেনাপতি ভক্ত যাইবে তথায়। କେତେ ସୁନ୍ଦର ଏକ ପ୍ରାମାଣିକ ସେ ଭବିଷ୍ୟତବାଣୀ କରିଥିଲେ। ଦେଖନ୍ତୁ ଏଠାରେ ଏବେ ନାମ ସଂକୀର୍ତ୍ତନ ଅର୍ଥାତ୍ ଭଗବାନ ଚୈତନ୍ୟ ମହାପ୍ରଭୁଙ୍କ ଆସିବା ପୂର୍ବରୁ ଯେତେ ଅବତାର ଏ ଜଗତକୁ ଆସିଥିଲେ, ସମସ୍ତ ଅବତାର ମାନେ କ୍ରୋଧ ବଶତଃ ହାତରେ ଅସ୍ତ୍ର ନେଇ ଅସୁରମାନଙ୍କୁ ସଂହାର କରିଥିଲେ। ଯେମିତି କ'ଣ କୃଷ୍ଣ ସ୍ୱରୂପରେ ଏହିପରି ସୁଦର୍ଶନ ଚକ୍ର ନେଇ ଶିଶୁପାଳ ଆଦି ଏମାନଙ୍କୁ ସବୁ ମସ୍ତକ ଛେଦନ କରିଛନ୍ତି କ୍ରୋଧ ବଶତଃ। ହଁ, କିନ୍ତୁ ସେଇ କୃଷ୍ଣ ଯେତେ ଚୈତନ୍ୟ ମହାପ୍ରଭୁ ରୂପେ ଆସିଲେ, କିନ୍ତୁ ସେ ଆଉ ଅସ୍ତ୍ର ଧାରଣ କଲେ ନାହିଁ। ହଁ, ତେଣୁ ଏକ ବୈଷ୍ଣବ ଆଚାର୍ଯ୍ୟ ସେ କହୁଛନ୍ତି, ଇଏ ଲେଖିଛନ୍ତି, ରାମ ଆଦି ଅବତାରେ କ୍ରୋଧେ ନାନା ଅସ୍ତ୍ର ଧରେ ଅସୁରରେ କରିଲ ସଂହାର। ଏବେ ଅସ୍ତ୍ର ନା ଧରିଲ ପ୍ରାଣେ ନା ବଧିଲ ଚିତ୍ତ ଶୁଧିଲ ସବାର। କେତେ ବଢ଼ିଆ କଥା କହୁଛନ୍ତି। ଶୁଣ, ଧ୍ୟାନ ସାଗର ଶୁଣନ୍ତୁ। ଗୋଟେ ଗୋଟେ କଥା ଯଦି ବୁଝିପାରିବେ, ଆମର ସମସ୍ତ ଅପସିଦ୍ଧାନ୍ତ ଖଣ୍ଡନ ହେଇଯିବ। ଆମର ଦିବ୍ୟ ଜ୍ଞାନରେ ଉଦୟ ହେଇଯିବ। ସେତେବେଳେ ଆମର ଆଉ କୌଣସି ବନ୍ଧନ ରହିବ ନାହିଁ। ଭଲ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ରାମ ଆଦି ଅବତାର, ରାମ ପର୍ଯ୍ୟନ୍ତ, ରାମ ଆଦି କଲେ ଆଉ ଯେତେ ସବୁ ଅବତାର ମାନେ ଆସିଥିଲେ, ସମସ୍ତ ଅବତାର ଯେମିତି ନରସିଂହ ରୂପରେ ଯେତେବେଳେ ଆସିଥିଲେ, ମତ୍ସ୍ୟ ରୂପରେ ଯେତେବେଳେ ଆସିଥିଲେ, ତାପରେ ନାରାୟଣ ରୂପରେ ଯେତେବେଳେ ଆସିଥିଲେ, ଏଇ ସବୁ ଭିନ୍ନ ଭିନ୍ନ ଯେ ଅବତାର ମାନେ ସବୁ ଆସିଥିଲେ, ଭିନ୍ନ ଭିନ୍ନ ରୂପ ଧାରଣ କରି ସେମାନେ ଅସୁରମାନଙ୍କୁ ସଂହାର କରିବା ପାଇଁ ହାତରେ ଅସ୍ତ୍ର ଧାରଣ କରିଥିଲେ। ଭଗବାନ କୃଷ୍ଣ ଗୀତାରେ କହିଛନ୍ତି କ'ଣ, ତିନୋଟି କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ପ୍ରତି ଯୁଗେ ଯୁଗେ ସେ ଯୁଗ ଅବତାର ରୂପ ଧାରଣ କରି ଏ ଜଗତକୁ ଆସିଛନ୍ତି। ହଁ, ଯେମିତି ଗୀତାରେ କ'ଣ କହିଲେ, ତିନୋଟି କାର୍ଯ୍ୟ କ'ଣ କହିଲେ, ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତମ୍ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ପ୍ରତି ଯୁଗେ ଯୁଗେ ଭଗବାନ ଯୁଗ ଅବତାର ରୂପ ଧାରଣ କରି ଆସନ୍ତି। ଯୁଗ ଅବତାର ରୂପରେ ଧାରଣ କରି ଆସି ଯେତେବେଳେ ସାଧୁମାନଙ୍କର ଉପରେ ଅତ୍ୟାଚାର ଚାଲିଛି, କେଉଁମାନଙ୍କର ଅତ୍ୟାଚାର? କେଉଁମାନଙ୍କର ଅତ୍ୟାଚାର? ପ୍ରତ୍ୟେକ ସାଧୁମାନଙ୍କର ଉପରେ ଭକ୍ତମାନଙ୍କ ଅତ୍ୟାଚାର। ସାଧୁମାନଙ୍କର ଉପରେ କେଉଁମାନଙ୍କର ଅତ୍ୟାଚାର? ହଁ, ଅସୁରମାନଙ୍କ ଅତ୍ୟାଚାର। ହଁ, ତ ସେ ଅସୁରମାନଙ୍କର ଅତ୍ୟାଚାର, ତେଣୁ ନିଜ ଭକ୍ତକୁ ସୁରକ୍ଷା ଦେବା ପାଇଁ ଭଗବାନ ହାତରେ ଅସ୍ତ୍ର ଧାରଣ କରି ଅସୁରମାନଙ୍କୁ ସଂହାର କରେ। ତା ପ୍ରତ୍ୟେକ ପ୍ରମାଣ କ'ଣ? ଗୋଟେ ପରିବାରରେ ଆମେ ଦେଖିବା ପାଇବା ଯେ ହିରଣ୍ୟକଶ୍ୟପ ଏକ ଦୁର୍ଦ୍ଧର୍ଷ ଅସୁର ଥିଲେ। ବ୍ରହ୍ମାଙ୍କ ଠାରୁ ସେ ବର ପ୍ରାପ୍ତ ହେଇଥିଲେ, ସେ ଦିନରେ ମରିବା ନାହିଁ, ରାତିରେ ମରିବା ନାହିଁ, ଜଳରେ ମରିବା ନାହିଁ, ସ୍ଥଳରେ ମରିବା ନାହିଁ, ଅନ୍ତରିକ୍ଷ ମରିବା ନାହିଁ, ଦେବତାମାନଙ୍କ ହାତରେ ମରିବା ନାହିଁ, ଅସୁରମାନଙ୍କ ହାତରେ ମରିବା ନାହିଁ, କୌଣସି ସର୍ପମାନଙ୍କ ହାତରେ ମରିବା ନାହିଁ, ମନୁଷ୍ୟମାନଙ୍କ ହାତରେ ମରିବା ନାହିଁ, ଏମିତି କ'ଣ ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟ କୌଣସି ଜୀବମାନଙ୍କର ହାତରେ ମରିବ। କିପରି ବୁଦ୍ଧିମାନ ବ୍ୟକ୍ତି ଥିଲା ହିରଣ୍ୟକଶ୍ୟପ। ହିରଣ୍ୟକଶ୍ୟପ କାହାର ପୁତ୍ର ଥିଲା?
ହଁ କଶ୍ୟପ କଶ୍ୟପ ଦେବତା ଅସୁର ଗଣ ସମସ୍ତଙ୍କର ସେ ପିତା। ହଁ ଏ ଜଗତ ଯେତେ ପ୍ରକାର ପ୍ରଜାତି ସମସ୍ତ ପ୍ରଜାତି ମାନଙ୍କର ପିତା ହେଉଛନ୍ତି କିଏ? ଏ କଶ୍ୟପ ମୁନି। ହଁ ସେଇ ତାଙ୍କର ପୁତ୍ର ହିରଣ୍ୟକଶ୍ୟପ। ତାଙ୍କର ଏକ ପତ୍ନୀଙ୍କ ନାଁ ହେଉଛି ଦିତି। ଦିତିଙ୍କ ଠାରୁ ଇଏ ଦୁଇ ଦୈତ୍ୟ ଆସିଛନ୍ତି, ହିରଣ୍ୟାକ ହିରଣ୍ୟକଶ୍ୟପ। କଥା ବୁଝିପାରୁଛନ୍ତି? ତାଙ୍କର ଆହୁରି ଜଣେ ପତ୍ନୀ ଅଦିତିଙ୍କ ଠାରୁ ଇଏ ଦେବତାମାନେ ଆସିଛନ୍ତି। ହଁ ଦନୁଙ୍କ ଠାରୁ ଯେମିତି ଆସନ୍ ଦାନବ, ହଁ ଦନୁଙ୍କ ଠାରୁ ଠିକ୍ ସେହିପରି ବିନତାଙ୍କ ଠାରୁ ଗରୁଡ଼ ଆଦି ଏମାନେ ଆସିଛନ୍ତି। କଦ୍ରୁଙ୍କ ଠାରୁ ସର୍ପମାନେ ଆସିଛନ୍ତି। ହଁ ଏହିପରି ଭିନ୍ନ ଭିନ୍ନ ପ୍ରଜାତି କଶ୍ୟପଙ୍କ 17ଟି ପତ୍ନୀ ମାନେ ଥିଲେ। ପ୍ରତ୍ୟେକ ପତ୍ନୀଙ୍କଠାରେ ଏକ ଏକ ପ୍ରଜାତି ସବୁ ଏ ଜଗତ ଭରି ଯାଇଛି। ହଁ ତ ସେଇ ହିରଣ୍ୟକଶ୍ୟପ ପିତା ହେଉଛନ୍ତି କିଏ? କଶ୍ୟପ ମୁନି। କଥା ବୁଝିପାରିଲେ? କ'ଣ ସାଧାରଣ ବ୍ୟକ୍ତି ନୁହନ୍ତି। ହଁ କେଡ଼େ ବଡ଼ ବୁଦ୍ଧିମାନ ଥିଲେ। ବ୍ରହ୍ମାଙ୍କ ଠକିକିରି ସେ ନିଜେ ଭାବୁছে ମୁଁ ଅମରତ୍ୱ ବର ପ୍ରାପ୍ତ ହେଇଯାଇଛି। ଏ ଜଗତେ ଯେତେ ଜୀବ କାହା ଦ୍ୱାରା ସୃଷ୍ଟ? ହଁ କ'ଣ ଭଗବାନ କିଛି ବୁଝୁନାହାନ୍ତି ରେ ଏମାନେ। କ'ଣ ଏମାନେ ବୁଝାଇବ? ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି। ହଁ ଏ ଜଗତରେ ଯେତେ ସବୁ ଜୀବ ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟ। ହିରଣ୍ୟ ସବୁ କିପରି ବୁଦ୍ଧିମାନ ଥିଲେ ଯେ ମୁଁ ଯଦି ଗୋଟେ କଥାରେ ଏ ବର ମାଗିନେବି, କେଉଁ ବର? ଆପଣଙ୍କ ଦ୍ୱାରା ସୃଷ୍ଟ କୌଣସି ଜୀବମାନଙ୍କର ହାତରେ ମୁଁ ମରିବି ନାହିଁ। ଗୋଟେ କଥାରେ ବ୍ରହ୍ମାଙ୍କ ବୁଦ୍ଧି ବିଭ୍ରାଟ କରିଦେଲା। ହଁ ବ୍ରହ୍ମାଜୀ ତଥାସ୍ତୁ କରିଦେଲା। ବୁଝିପାରିଲ? ପ୍ରଥମେ ମାଗିଥିଲେ ଅମର ବର, କିଏ? ହିରଣ୍ୟକଶ୍ୟପ। କିନ୍ତୁ ବ୍ରହ୍ମାଜୀ କହିଲେ ମୁଁ ତ ଅମର ନୁହେଁ, ତୁମକୁ କେମିତି ଅମର ବର ଦେବି? ଅମର ବର ଛାଡ଼ି ଆଉ ଯେତେ ପ୍ରକାର ବର ମାଗିବେ ମୁଁ ସବୁ ପ୍ରଦାନ କରିପାରିବି। ତ ଇଏ ଗୋଟେ ପରେ ଗୋଟେ ମାଗି ଯାଉଛି ତଥାସ୍ତୁ ତଥାସ୍ତୁ ତଥାସ୍ତୁ। ତଥାସ୍ତୁ ମାନେ କ'ଣ? ହଁ କ'ଣ? ହଁ ତାହା ହେବ। ହଁ ଯାହା ମାଗୁଛି ସେମିତି ତଥାସ୍ତୁ, ତାହା ହେବ। ହଁ ତଥାସ୍ତୁ। ଦେହ ହେଉଛି କେତେ ବୁଦ୍ଧିମାନ। ଲାଷ୍ଟରେ ସେ ମାଗିନେଲେ ଆପଣ ଦ୍ୱାରା ସୃଷ୍ଟ କୌଣସି ଜୀବମାନଙ୍କର ହାତରେ, ତା ବି ସେ ଦେଇଦେଲେ ଭଗବାନ ଇଏ ବ୍ରହ୍ମାଜୀ। କିନ୍ତୁ ଏଠାରେ ଦେଖାଯାଉଛି କି ସେଇ ହିରଣ୍ୟକଶ୍ୟପ ବ୍ରହ୍ମାଙ୍କ ଠାରୁ ଏହିପରି ବର ପ୍ରାପ୍ତ ହୋଇ ସମଗ୍ର ତାଙ୍କର ରାଜ୍ୟରେ ଘୋଷଣା କରିଦେଲେ ଈଶ୍ୱର କିଏ? ତେଣୁ ମୋ ରାଜ୍ୟରେ କେବଳ ଏକ ଈଶ୍ୱର, କିଏ? ହିରଣ୍ୟକଶ୍ୟପ। ପ୍ରତ୍ୟେକ ନିଜ ନିଜ ଘରକୁ ଘର କ'ଣ କରିବେ? ମୋର ପ୍ରତିମା ପୂଜା କରିବ, ଅନ୍ୟ କାହାରି ପ୍ରତିମା ପୂଜା କରି ପାରିବ ନାହିଁ। କିପରି ପାୱାରଫୁଲ୍ ଥିଲା! ମୁଁ ଈଶ୍ୱର। ହଁ କିନ୍ତୁ ସେଇ ବଂଶରେ ଆସିଲେ ତାଙ୍କ ନିଜ ପୁତ୍ର ରୂପରେ, କିଏ? ପ୍ରହ୍ଲାଦ। ପ୍ରହ୍ଲାଦ 5 ବର୍ଷର ପିଲା। ଚ୍ୟାଲେଞ୍ଜ ଦେଖାଉଛନ୍ତି, ହେ ଅସୁର ସମ୍ରାଟ, ଆପଣ ଈଶ୍ୱର ନୁହନ୍ତି। ଈଶ୍ୱର ହେଉଛନ୍ତି କୃଷ୍ଣ ବିଷ୍ଣୁ। ଏଇଠୁ ଆରମ୍ଭ ହେଇଗଲା ପିତା ପୁତ୍ରଙ୍କର ମଧ୍ୟରୁ କ'ଣ? ସଂଘର୍ଷ। ଏତେ ବଡ଼ ପାୱାରଫୁଲ୍ ହିରଣ୍ୟକଶ୍ୟପ 5 ବର୍ଷର ପିଲାକୁ ମାରିବା ପାଇଁ କେତେ ପ୍ରକାର ବ୍ୟବସ୍ଥା କଲେ। ହଁ ଗୋଟେ କଥା ଅଛି, ରଖେ ହରି ମାରେ ହରି ରଖେ। ହଁ ତ ଯେ ହରିଙ୍କର ଶରଣାପନ୍ନ ହେଲେ, ସେ 5 ବର୍ଷର ପିଲା ହୁଅନ୍ତୁ, 2 ବର୍ଷର ପିଲା ହୁଅନ୍ତୁ, 1 ବର୍ଷର ପିଲା ହୁଅନ୍ତୁ, ଯେତେ ବର୍ଷ ବୟସ ପିଲା ହୁଅନ୍ତୁ, ହଁ ତାକୁ କେହି ବଧ କରିପାରିବେ କି? ତାହେଲେ ପ୍ରକୃତ ଆମର ରକ୍ଷାକର୍ତ୍ତା କିଏ? ହଁ ଭଗବାନ କୃଷ୍ଣ। କଥା ବୁଝିପାରିଲେ? ଏଥିଲାଗି ଆମମାନଙ୍କର ଯଦି ବୁଦ୍ଧି ଥିବ, ଆମର କର୍ତ୍ତବ୍ୟ ହେଉଛି ସେଇ ଭଗବାନଙ୍କ ଚରଣ ଆଶ୍ରୟ କରିବା ଉଚିତ। କାରଣ ଭଗବାନ କୃଷ୍ଣଙ୍କର ଗୋଟେ ନାଁ ହେଉଛି କ'ଣ? ମୁକୁନ୍ଦ।
ମୁକୁନ୍ଦ ମାନେ କ'ଣ? ମୁକ୍ତିଦାତା। ଆମେ ଅନାଦି କାଳରୁ ଏ ଜଡ଼ ଦେହ ବନ୍ଧନରେ ଆବଦ୍ଧ ହେଇଯାଇଛୁ। ତେଣୁ ଆମର ଦୁଃଖ ଦୁର୍ଦ୍ଦଶା କେତେ ପ୍ରକାର ଆମେ କଷ୍ଟ ଭୋଗ କରୁଛେ। ଜନ୍ମତି ଚକ୍ର ପଡ଼ିଯାଉଛି। ବର୍ତ୍ତମାନ ମନୁଷ୍ୟ ଶରୀର ଅଛି, ପରବର୍ତ୍ତୀ ଜନ୍ମ ଗୋଟେ କୁକୁର ଶରୀର କିମ୍ବା ଗୋଟେ ଘୁଷୁରୀ ଶରୀର ମିଳିବ। ଯେମିତି କର୍ମ କରିବ କର୍ମ ଅନୁସାରେ ବିଚାର ହେଇ সেই ଅନୁସାରେ ପ୍ରକୃତି ନିୟମ ଅନୁସାରେ ଦେହ ଦିଆଯିବ। ଆଜି ମନୁଷ୍ୟ କାଲି ପଶୁ। ହଁ, ସେଇପରି ଦେହ ହେଉଛି ଆମର ପ୍ରକୃତି ଦ୍ୱାରା ଦଣ୍ଡ। તે ଦଣ୍ଡରୁ ମୁକ୍ତ ହେବାର ଏକମାତ୍ର ଉପାୟ ହେଉଛି 84 ଲକ୍ଷ ପ୍ରକାର ଜୀବଜନ୍তুରେ ଭ୍ରମଣ କରୁ କରୁ ଯେତେବେଳେ ମନୁଷ୍ୟ ଶରୀରକୁ ଆସିବ, সেই ମନୁଷ୍ୟ ଶରୀର ଦ୍ୱାରା କେବଳ ଯଦି କୃଷ୍ଣ ଭକ୍ତି କରିବ, ଆଉ କୃଷ୍ଣ ଭକ୍ତି କରି ସେ ଜନ୍ମମୃତ୍ୟୁ ଚକ୍ର ଉଦ୍ଧାର ହୋଇ କୃଷ୍ଣଙ୍କ ପାଖକୁ ଫେରି ଯାଇପାରିବ। ଆମେ ଅନାଦି କାଳରୁ ଆମର ଏ ଦୁରବସ୍ଥା କାହିଁକି? ଭିନ୍ନ ଭିନ୍ନ ଶରୀର ଆମେ କାହିଁକି ଭ୍ରମଣ କରୁଛେ? ଆମେ ସମସ୍ତେ କାମ କ୍ରୋଧର ଦାସତ୍ୱ କରୁଛେ। ହଁ, କାହାର ଦାସତ୍ୱ? କାମ କ୍ରୋଧର ଦାସତ୍ୱ। এই କାମ କ୍ରୋଧର ଦାସତ୍ୱ କରିବା ଯୋଗୁଁ ଆମର ଗତି କ'ଣ ହେଇଯାଉଛି? ଦୁର୍ଗତି ହେଇଯାଉଛି। ଆମର ଗତିଟା କ'ଣ ହେଇଗଲା? ଦୁର୍ଗତି। ଆଜି ମନୁଷ୍ୟ ଶରୀର, କାଲି ପଶୁ ଶରୀର। ଏମିତିକି ଦେବରାଜ ଇନ୍ଦ୍ର ହେଲେ ବି ଯଦି କୌଣସି ଗର୍ହିତ ଅପରାଧ କରିବେ, ଦୁଷ୍କର୍ମ କରିବେ, ତାହେଲେ সেই ଅପରାଧ সেই ଦୁଷ୍କର୍ମ ଯୋଗୁଁ ଇନ୍ଦ୍ର ଦେବରାଜ ଇନ୍ଦ୍ର ଦେହ ଛାଡ଼ି ସେ ସେତେବେଳେ କ'ଣ ହେବ? ପଶୁ ଦେହ ପ୍ରାପ୍ତ ହେଇଯିବ। ଏକ ସମୟ ହେଇଥିଲା। ବର୍ତ୍ତମାନ ଯେଉଁ ସ୍ୱର୍ଗରେ ଦେବରାଜ ଇନ୍ଦ୍ର ଅଛନ୍ତି ତାଙ୍କ ନାଁ କ'ଣ? ପୁରନ୍ଦର। ହଁ, ତା ପୁରନ୍ଦର ତାଙ୍କ ଗୁରୁଙ୍କର ଚରଣ, ବୃହସ୍ପତିଙ୍କ ଚରଣ ଗୋଟେ ପ୍ରକାର ଅପରାଧ କରିଥିଲେ। সেই ଅପରାଧ କରିବା ଯୋଗୁଁ সেই ଦେବ ଦେହ ଛାଡ଼ି ସେ ମର୍ତ୍ତ୍ୟ ଜଗତର ଘୁଷୁରୀ ହେଇ ଜନ୍ମ। ହଁ, କ'ଣ ହେଇ ଜନ୍ମଗ୍ରହଣ କରିଥିଲା? ଘୁଷୁରୀ। ହଁ, ସ୍ୱର୍ଗରେ ଦେବରାଜ ଇନ୍ଦ୍ର ଉପରେ ସେ କ'ଣ ପାନ କରୁଥିଲେ? ଅମୃତ। ହଁ, ସମରସ ପାନ କରୁଥିଲେ। ସମରସ ପାନ କଲେ ନବ ଯୁବକତ୍ୱ ରୂପ। সেটার ত্রিদশাকে যৌবনের উপরକୁ আর ଯିବେ ନାହିଁ, যৌবন দশাରେ ରହିବ। কিন্তু এଠାରେ যে জন্ম নেবে এই গতি অনুসারে যৌবন পরে কোনো পৌঢ় অবস্থা, বৃদ্ধ অবস্থা, তারপরে মৃত্যু। কিন্তু স্বর্গরে যৌবন দশাରେ ରହିବ, তার উপরକୁ আর ଯିବେ ନାହିଁ। ଆଉ କୌଣସି ଶାରୀରିକ ରୋଗ ନାହିଁ ସେଠାରେ। ଏ ସମରସ ପାନ କଲେ କ'ଣ ଶାରୀରିକ ରୋଗ ରହିବ ନାହିଁ। ଆଉ ମୁଣ୍ଡରେ ବାଳ କେବେ ପାଚିବ ନାହିଁ। ହଁ, ଚନ୍ଦା ହେବ ନାହିଁ। ହଁ, ନବ ଯୁବକତ୍ୱ ରୂପରେ। କିନ୍ତୁ ଆୟୁଷ ହେଉଛି ଏକ ମନ୍ୱନ୍ତର। ମୃତ୍ୟୁ ବି ରହିଛି, ଲାଷ୍ଟ ମୃତ୍ୟୁ ରହିଛି। କିନ୍ତୁ ମୃତ୍ୟୁ ଭିତରେ କେହି ବାର୍ଦ୍ଧକ୍ୟ ଦଶା ପ୍ରାପ୍ତ ହେବନି, କୌଣସି ରୋଗ ଦ୍ୱାରା, ଶାରୀରିକ ରୋଗ ଦ୍ୱାରା ଆକ୍ରାନ୍ତ ହେବନି। ଏ ହେଉଛି ସ୍ୱର୍ଗ। ଆଉ ସେଠାରେ ସବୁ ସୁନ୍ଦରୀ ସୁନ୍ଦରୀ ସବୁ ଅପ୍ସରାମାନେ ଅଛନ୍ତି, ମେନକା, ରମ୍ଭା, ଏସବୁ ଉର୍ବଶୀ ଆଦି। ସେଟା ନନ୍ଦନକାନନ ରହିଛି, ସବୁକିଛି ଅତି ସୁନ୍ଦର ପରିବେଶ। କିନ୍ତୁ ସେଇ ଇନ୍ଦ୍ର ଗୁରୁଙ୍କ ଚରଣ ଅପରାଧ କରିବା ଯୋଗୁଁ ସେ ଇନ୍ଦ୍ର ପଦରୁ ଖସିଯାଇ ଏ ମର୍ତ୍ତ୍ୟ ଜଗତ କ'ଣ ହେଇଯାଇଥିଲା? ଘୁଷୁରୀ। ଘୁଷୁରୀର ପ୍ରକୃତି ଅନୁସାରେ ତାର ପ୍ରିୟ କ'ଣ? ବିଷ୍ଠା। ହଁ, ବିଷ୍ଠା ଚୁମୁକ ଦେବେ। আর এই ସବୁ ସଭ୍ୟ ମନୁଷ୍ୟମାନେ ଚାରି ଚକରେ କ'ଣ କାରରେ ବସି ଯାଉଛି କେଉଁଠାରେ? ପଇସା ରୋଜଗାର କରିବା ପାଇଁ। ତା ସାମ୍ନାରେ ଯାଉଛନ୍ତି, ସେ ବିଷ୍ଠା ଚୁମୁକ କେଡ଼େ ସୁସ୍ୱାଦିଷ୍ଟ। ଲୋକ ଗୁଡ଼ିଏ କେଡ଼େ ବୋକା। ହଁ, ପାଖରେ ଏତେ ସୁସ୍ୱାଦିଷ୍ଟ ଖାଦ୍ୟ ରହିଛି, ଏହାକୁ ଛାଡ଼ି ସେ ଚାରି ଚକରେ ବସି ଯାଉଛି ପଇସା ରୋଜଗାର କରିବା ପାଇଁ, ଇଏ ଉଦର ପୂର୍ତ୍ତି କରିବା ପାଇଁ। ପଇସା ରୋଜଗାର କେଉଁଥିଲାଗି କରନ୍ତି? ହଁ, ପେଟ ପୂରିବା ପାଇଁ। ହଁ, ପାଖରେ ଏତେ ସୁସ୍ୱାଦିଷ୍ଟ, ତା ପାଖରେ ବିଷ୍ଠା ଅତି ସୁସ୍ୱାଦିଷ୍ଟ। ତାହାକୁ ଯଦି ଦେବେ ଏ ଅମୃତ ବା ଘିଅ ମିଶ୍ରିତ ଅନ୍ନ, ଭଲ ଲାଗିବ କି? ତା ପାଖେ କୁକୁର ବିଷ୍ଠା ଖାଇବ, କିନ୍ତୁ ତା ପାଖେ ଘିଅ ମିଶ୍ରିତ ଅନ୍ନ ଯିଏ ଦେବ, ସେ ଖାଇବ କି? ନାହିଁ। ଯେମିତି ଦେହ ପ୍ରାପ୍ତ ହେବେ ସେମିତି ସ୍ୱଭାବ ହେଇଯିବ, ସେମିତି ଆହାର ହେଇଯିବ।
ହଁ କଥା ବୁଝିପାରୁଛନ୍ତି? ଦେବ ଦେହରେ ଥିଲେ ସେତେବେଳେ ତାଙ୍କର ପ୍ରିୟ ହେଉଛି କ'ଣ? ଅମୃତ। ଆଉ ଘୁଷୁରୀ ଦେହ ପ୍ରାପ୍ତ ହେଇଗଲା, ତାର ପ୍ରିୟ ଆହାର ହେଇଗଲା କ'ଣ? ବିଷ୍ଟ। ଦେବ ଦେହରେ ଥିଲେ ଅମୃତ ନନ୍ଦନ କାନନରେ ସେ ବିହାର କରିଥିଲେ, ବର୍ତ୍ତମାନ କେଉଁ ଜାଗାରେ ସେ ବିହାର କରୁଛି? ଅତି ଦୁର୍ଗନ୍ଧମୟ ଜାଗା। ହଁ, ଦୁର୍ଗନ୍ଧମୟ ଜାଗା। ଆଉ ସେଠାରେ ତାଙ୍କର ସେ ଥିଲେ ସବୁ କ'ଣ? ଅପ୍ସରା ମାନଙ୍କ ସହିତ। ଆଉ ବର୍ତ୍ତମାନ ଏଠାରେ ଘୁଷୁରୀଙ୍କ ସହିତ ସେ ବିହାର କରୁଛି। ସବୁ ପରିବର୍ତ୍ତନ, ଯେମିତି ଦେହ ଚେଞ୍ଜ ହେଇଯିବ ସେମିତି ସ୍ୱଭାବ ହେବ, ସେମିତି ଆହାର ହେବ, ସେମିତି ବିହାର ହେବ। ବିହାର ମାନେ ବିଚରଣ। ହଁ, ସବୁ ପରିବର୍ତ୍ତିତ। ତେଇପରି ଆମେ ଅନାଦି କାଳରୁ କେତେ ଥର ମନୁଷ୍ୟ ଦେହକୁ ଆସିଥିଲେ, ମନୁଷ୍ୟ ଦେହ ଛାଡ଼ି ପୁଣି ମନୁଷ୍ୟ ଶରୀରକୁ ଚାଲି ଯାଇଛି। ୟାର କୌଣସି ଇତିହାସ ନାହିଁ। যে পর্যন্ত আমি মনুষ্য দেহ প্রাপ্তি ভগবত ভক্তি ন କରିଛେ ସେ ପର୍ଯ୍ୟନ୍ତ ଦୁର୍ଦ୍ଦଶାରୁ ଆମେ ମୁକ୍ତ ହେଇପାରିବା ନାହିଁ। କଥା ବୁଝିପାରୁଛନ୍ତି? ହଁ, ତେଣୁ ମନୁଷ୍ୟ ଦେହ ହେଉଛି ଦୁର୍ଲଭ। ବହୁ ବହୁ ଜନ୍ମ ପରେ ଏ ମନୁଷ୍ୟରେ ମିଳିଛି, ଉପରନ୍ତ କ୍ଷଣସ୍ଥାୟୀ, ଦୀର୍ଘକାଳ ପାଇଁ ନୁହେଁ। ଆମେ ତ ସବୁ କଲିଯୁଗରେ ମନୁଷ୍ୟ, ଆମର ଆୟୁଷ କେତେ ନିର୍ଦ୍ଧାରିତ କରାଯାଏ? 100 ବର୍ଷ। 100 ବର୍ଷ କେତେ ଜଣ ବଞ୍ଚୁଛନ୍ତି? ହଁ, ପାପ କର୍ମ କରିବା ଯୋଗୁଁ ଆୟୁଷ ତା ବି କ୍ଷୀଣ ହେଇଯାଇଛି। 70 ଯୁଗ ଲୋକମାନଙ୍କର ଆୟୁଷ 1 ଲକ୍ଷ ବର୍ଷ, ଆମଠାରୁ କେତେ ଗୁଣ ଅଧିକ। ସେମାନେ ସବୁବେଳେ ଯୁବକତ୍ୱ ଅବସ୍ଥାନ କରିଥିଲେ, କେହି ଶଯ୍ୟାଶାୟୀ ହେଇ ପଡ଼ିନଥିଲେ। ଆଉ କଲି ଯୁଗ ଅଳ୍ପ ଆୟୁଷ, କେତେ ପ୍ରକାର ରୋଗ ଦ୍ୱାରା ସେ ଆକ୍ରାନ୍ତ ହେଉଛି। ହଁ, ତେଣୁ ଏ ଯେଉଁ ଅଳ୍ପ ଆୟୁଷ ଆମେ ପ୍ରାପ୍ତ ହେଇଛେ, ଏଇ ଅଳ୍ପ ଆୟୁଷ ମଧ୍ୟରେ ଆମେ ଦୁର୍ଲଭ ବସ୍ତୁ ପ୍ରାପ୍ତ ହେଇପାରିବା ଯଦି ଆମେ କୃଷ୍ଣଙ୍କ ସହିତ ଯୁକ୍ତ ହେଇଯିବ ଏବଂ କୃଷ୍ଣ ଭକ୍ତି କରିବୁ। ତାହେଲେ ଆମେ ପରମ ବସ୍ତୁ କୃଷ୍ଣ ପ୍ରେମ ପ୍ରାପ୍ତ ହେଇପାରିବ। ଆଉ କୃଷ୍ଣ ପ୍ରେମ ପ୍ରାପ୍ତ ହେଲେ ଆମେ ସେତେବେଳେ ଜନ୍ମତି ଚକ୍ର ଉଦ୍ଧାର ହୋଇ ଭଗବାନଙ୍କ ପାଖକୁ ଫେରି ଯାଇପାରୁ। ସେଇ ସୁଯୋଗ ଦେବା ପାଇଁ ଭଗବାନ କୃଷ୍ଣ এইটি এক্সট্রা মাস। হ্যাঁ, এ হচ্ছে ত্রয়োদশ মাস। স্বাভাবিক ভাবে আমি জানুছে 12টি মাস। হ্যাঁ, কিন্তু 12টি মাস ছাড়ি আর গোটে এক্সট্রা মাস আসুଛି କେତେବେଳେ? 2 ବର୍ଷ 8 ମାସ 16 ଦିନ 4 ଘଣ୍ଟା ଥରେ। ହଁ, ତାର ମାନେ 3 ବର୍ଷ ଥରେ ଆସୁଛି। ହଁ, ଏ ଗୋଟେ ମାସ ଏକ୍ସଟ୍ରା, ୟାକୁ ବହିର୍ଜଗତ ଲୋକମାନେ କହୁଛନ୍ତି ମଳ ମାସ। କାହିଁକିନା ଏ ମାସରେ କୌଣସି ସଂକ୍ରାନ୍ତି ନାହିଁ, ଏ ମାସରେ କୌଣସି ଶୁଭ କର୍ମ ନାହିଁ। ତେଣୁ ବହିର୍ଜଗତ ଲୋକମାନେ ଏହାକୁ କହୁଛନ୍ତି କ'ଣ? ମଳ ମାସ। କିନ୍ତୁ ସେଇ ମାସ ଅନାଥ ହେବା, ୟାର কোনো ଅଧିପତି ଦେବତା ନାହାନ୍ତି। ପ୍ରତ୍ୟେକ ମାସର ଅଧିପତି ଦେବତା ଅଛନ୍ତି। ଯେମିତି ଆମେ ଗତକାଲି ଆଲୋଚନା କରିଥିଲୁ, 12 ମାସର ଅଧିପତି ଦେବତା କ'ଣ? ମାର୍ଗଶୀର୍ଷ। ମାର୍ଗଶୀର୍ଷ ମାସର ଅଧିପତି ଦେବତା କିଏ? କେଶବ। ସେମିତି ପୌଷ ମାସର ଅଧିପତି ଦେବତା କିଏ? ନାରାୟଣ। ମାଘ ମାସର ଅଧିପତି ଦେବତା ମାଧବ। ଠିକ୍ ସେହିପରି ଫାଲ୍ଗୁନ ମାସର ଅଧିପତି ଦେବତା ଗୋବିନ୍ଦ। ଚୈତ୍ର ମାସର ଅଧିପତି ଦେବତା ବିଷ୍ଣୁ। ସେହିପରି ବୈଶାଖ ମାସର ଅଧିପତି ଦେବତା ମଧୁସୂଦନ। ଜ୍ୟେଷ୍ଠ ମାସର ଅଧିପତି ଦେବତା ତ୍ରିବିକ୍ରମ। ଆଷାଢ଼ ମାସର ଅଧିପତି ଦେବତା ବାମନ। ଶ୍ରାବଣ ମାସର ଅଧିପତି ଦେବତା ହେଉଛନ୍ତି ଶ୍ରୀଧର। ଠିକ୍ ଭାଦ୍ର ମାସର ଅଧିପତି ଦେବତା ହେଉଛନ୍ତି ଋଷିକେଶ। ଆଶ୍ୱିନ ମାସର ଅଧିପତି ଦେବତା ହେଉଛନ୍ତି ପଦ୍ମନାଭ। আর এই কার্তিক মাসের অধিপতি দেবতা হচ্ছেন কে? দামোদর। এই যে ভগবানଙ୍କର এতে ସବୁ রূপের কথা କୁହାଗଲା, ଗୋବିନ୍ଦ, ତ୍ରିବିକ୍ରମ, ମାଧବ, ନାରାୟଣ, ଇଏ ସବୁ ହେଉଛନ୍ତି କ'ଣ? କୃଷ୍ଣଙ୍କର ବିଳାସ ବିଗ୍ରହ। ତାହେଲେ ଏଇ 12 ମାସ ମଧ୍ୟରୁ ଜଣକୁ ଆମେ ପ୍ରାପ୍ତ ହେଉଛି ସ୍ୱୟଂ ଭଗବାନ। କିଏ? ହଁ, ଏତେ ସବୁ ନାଁ କୁହାଗଲା। ହଁ, ଦାମୋଦର। ଆରେ ଏଇ କଥା ଏଇ ତ କହିବା ପାଇଁ କହୁଛି ନା। ଦାମୋଦର, ଦାମୋଦର ହେଉଛି ସ୍ୱୟଂ ଭଗବାନ। ହଁ, କୃଷ୍ଣ। ଦାମୋଦର ମାନେ ଦାମ ବନ୍ଧନ ହେଇଥିଲା। ହଁ, ଦୌଡ଼ି ଦ୍ୱାରା ବନ୍ଧନ ପ୍ରାପ୍ତ ହେଇଥିଲା। ଦୌଡ଼ିକର ପ୍ରେମ ରଜ୍ଜୁ ଦ୍ୱାରା, ମାତା ଯଶୋଦାଙ୍କ ଦ୍ୱାରା ପ୍ରେମ ରଜ୍ଜୁ ଦ୍ୱାରା ବନ୍ଧନ ପ୍ରାପ୍ତ ହେଉଛି ତାଙ୍କର ବାଲ୍ୟ ଲୀଳା। ଅଦ୍ଭୁତ ଲୀଳା, ମାନେ ଏକ ମାନବ ଶିଶୁ ପରି ଲୀଳା କରିଛନ୍ତି।
ଯେମିତି ମାତାଙ୍କର ହାତରେ ବାଡ଼ି ଦେଖି ଭୀତତ୍ରସ୍ତ ହେଉଛନ୍ତି, ସାଧାରଣ ଶିଶୁ ଭଳି କାନ୍ଦୁଛନ୍ତି, ଆଖି ମର୍ଦ୍ଦନ କରିଛନ୍ତି। ଆଖିରେ ଯେ କଜ୍ଜଳ ଲାଗିଥିଲା ସେ ଅଶ୍ରୁସିକ୍ତ ହୋଇ ତା ଗଣ୍ଡ ଦେଶ ଦେଇ ଗଡ଼ି ପଡ଼ୁଛି। ଏହା সেই ସମୟରେ କୃଷ୍ଣଙ୍କ ମୁଖମଣ୍ଡଳ ଏତେ ସୁନ୍ଦର ରୂପ ଧାରଣ କରିଛି। সেই যে ରାଇଟର ଯେ ଆମର ସତ୍ୟବ୍ରତ ମୁନି, ସେ ସେତେବେଳେ ଭଗବାନଙ୍କ ଚରଣ ପ୍ରାର୍ଥନା, ହେ ପ୍ରଭୁ, ଏଇ ଦାମ ବନ୍ଧନ ମିଳିଲା, ସେଇ এই ଫଟୋ ସାମ୍ନା ରହିଛି। ହଁ, ତ ସେ ସତ୍ୟବ୍ରତ ମୁନି ତାଙ୍କ ଚରଣ ପ୍ରାର୍ଥନା, ହେ ପ୍ରଭୁ, ତୁମର ସେଇ ରୂପ ସର୍ବଦା ମୋ ହୃଦୟରେ ପ୍ରକଟିତ ହବ। ସେ ଲେଖିଲ କେନ, ନମସ୍ତସ୍ତୁ ଦାମ୍ନେ ସ୍ଫୁରଦୀପ୍ତି ଧାମ୍ନେ ତଦୀୟତରାୟତ বিশ্বাস ধাম। এইপରି ସେ ଗୀତ ଲେଖୁଛି ନା ଦାମୋଦର ଅଷ୍ଟକ। ନମସ୍ତସ୍ତୁ ଦାମ୍ନେ ସ୍ଫୁରଦୀପ୍ତି ଧାମ୍ନେ ତଦୀୟ ଦରାୟତ বিশ্বাস ଧାମ। এইପରି ସେ ମାତାଙ୍କର ହାତରେ এইପରି ବାଡ଼ି ଦେଖି ସାଧାରଣ ହସ୍ତ ଦ୍ୱାରା ଆଖି ମର୍ଦ୍ଦନ କରିଛନ୍ତି। ଆଉ ସେ କାଜଳ ମଞ୍ଚ ଆଖିର ଅଶ୍ରୁ ସହିତ ମିଶ୍ରିତ ଏଇ ଗଣ୍ଡ ଦେଶ ଦେଇ ଗଡ଼ି ପଡ଼ୁଛି। ଆଉ କେଶ ଗୁଡ଼ିକ ବିକ୍ଷିପ୍ତ ଅବସ୍ଥା ଯାଇଛି। ସେହି ସମୟରେ କୃଷ୍ଣଙ୍କର ମୁଖମଣ୍ଡଳ ଏତେ ମାଧୁର୍ଯ୍ୟମୟ ରୂପ ଧାରଣ କରିଛନ୍ତି। ସେତେବେଳେ ସେହି ସତ୍ୟବ୍ରତ ମୁନି ସେହି ଭଗବାନଙ୍କ ଚରଣ ପ୍ରାର୍ଥନା କରିଛି, ହେ ପ୍ରଭୁ, ତୁମର ସେଇ ରୂପ ସର୍ବଦା ମୋ ହୃଦୟରେ ପ୍ରକଟିତ ରହୁ। ମୁଁ ଏଇ ରୂପ ସର୍ବଦା ଦର୍ଶନ କରିବା ପାଇଁ ଚାହୁଁଛି। ଏହା ହେଉଛି ଭଗବାନ କୃଷ୍ଣଙ୍କର ବାଲ୍ୟ ଲୀଳା। ତେଣୁ କୃଷ୍ଣ ହେଉଛନ୍ତି କ'ଣ, ଲୀଳା ପୁରୁଷୋତ୍ତମ। ଆମେ ଗତକାଲି 4 ପୁରୁଷୋତ୍ତମ ନାଁ କହିଥିଲୁ। ରାମଚନ୍ଦ୍ର ହେଉଛନ୍ତି କ'ଣ, ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀ ରାମଚନ୍ଦ୍ର। ଆଉ ଭଗବାନ କୃଷ୍ଣ ହେଉଛନ୍ତି ଲୀଳା ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣ ଚନ୍ଦ୍ର। ମହାପ୍ରଭୁ ହେଉଛନ୍ତି ପ୍ରେମ ପୁରୁଷୋତ୍ତମ ଭଗବାନ ଗୌରଚନ୍ଦ୍ର। আর ଏ ମାସକୁ କୁହାଯାଉଛି କ'ଣ, କୃପା ପୁରୁଷୋତ୍ତମ ଅଧିମାସ। ହଁ, 4 ଜଣ ପୁରୁଷୋତ୍ତମ। ତ ଏଠାରେ ରାମଚନ୍ଦ୍ର ସ୍ୱରୂପରେ ଆମମାନଙ୍କୁ ଶିକ୍ଷା ଦେଉଛନ୍ତି, ତୁମେ ଭଲ ମନୁଷ୍ୟ ହୁଅ। ହଁ, ତମେ ଧାର୍ମିକ ମନୁଷ୍ୟ ହୁଅ, ଧର୍ମ ଆଚରଣ କର, ବେଦ ବିହିତ ଧର୍ମ ଆଚରଣ କର। ହଁ, ଭଲ ମନୁଷ୍ୟ ହେବା ପାଇଁ ରାମଚନ୍ଦ୍ର ମର୍ଯ୍ୟାଦା ପୁରୁଷୋତ୍ତମ ରୂପରେ ଆମମାନଙ୍କୁ ଶିକ୍ଷା ଦେଲେ କ'ଣ, ଭଲ ମନୁଷ୍ୟ ହୁଅ। ଆଉ ଭଗବାନ ଯେତେ କୃଷ୍ଣ, ସେ ଆମମାନଙ୍କୁ ଶିକ୍ଷା ଦେବେ ଲୀଳା ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣ ଆମମାନଙ୍କୁ ଶିକ୍ଷା ଦେଉଛନ୍ତି କ'ଣ, ତୁମେ ମୋର ଭକ୍ତ ହୁଅ। ହଁ, କଥା ବୁଝିପାରୁଛନ୍ତି? ମନ୍ମନ ଭବ ମତ୍ ଭକ୍ତ ମଜ୍ଜାଜି ମାଂ ନମସ୍କାର। ଗୀତାରେ ଏଇ କଥା କହିଦେବେ। এই 4ଟି କାର୍ଯ୍ୟ କରିବା ପାଇଁ ଆମେ ମନୁଷ୍ୟରେ ପ୍ରାପ୍ତ ହେଇଛେ। ତ ସ୍ୱୟଂ ଭଗବାନ କହୁଛନ୍ତି, ତୁମେ ମୋର ଭକ୍ତ ହୁଅ। ତାଙ୍କର ଭକ୍ତ ହେଲେ କ'ଣ ହେବ, ଅହଂ ତାଙ୍ଗ ସର୍ବ ପାପେଭ୍ୟ ମୋକ୍ଷ ସ୍ୱାମୀ ମା ସୁଚ। ଡୋଣ୍ଟ ୱରି, ଏ ବି ସେ କହିଦେଉଛନ୍ତି। ହଁ, କୌଣସି ଚିନ୍ତା ନାହିଁ, କେବଳ ମୋ ଚରଣ ସର୍ବଧର୍ମ ପରିତ୍ୟଜ୍ୟ ମାମ୍ ଏକଂ ଶରଣଂ, ଜଷ୍ଟ ସରେଣ୍ଡର ଅନ୍ଟୁ ମି, ଦ୍ୟାଟ୍ସ ଅଲ୍। ହଁ, ସେହି ଅଭୟ ବାଣୀ ଦେଉଛନ୍ତି। ସମସ୍ତ ପାପର ପ୍ରତିକ୍ରିୟାରୁ ସେ ଆମ ମୁକ୍ତି ଦେବ। ତେଣୁ ସେ କହୁଛନ୍ତି ମୋର ଭକ୍ତ ହୁଅ। ଆଉ ସେଇ କୃଷ୍ଣ ଚୈତନ୍ୟ ମହାପ୍ରଭୁ ଆସିଛନ୍ତି, ସେ ଆମମାନଙ୍କୁ ଶିକ୍ଷା ଦେଉଛନ୍ତି କ'ଣ, ପ୍ରେମ ପୁରୁଷୋତ୍ତମ ଭଗବାନ ଗୌରଚନ୍ଦ୍ର ଶିକ୍ଷା ଦେଉଛନ୍ତି କ'ଣ, ପ୍ରେମିକ ଭକ୍ତ ହୁଅ। ହଁ, আর এই ମାସ ଆମମାନଙ୍କୁ ଶିକ୍ଷା ଦେଉଛନ୍ତି କ'ଣ, ତୁମେ ମୋର 30 ଦିନର ହୋଇଯାଅ, ମୁଁ ତୁମକୁ ସାର୍ଟିଫିକେଟ୍ ଦେଇଦେବି କ'ଣ, ରାଧା ଦାସ। ହଁ, ଏପ୍ରୁଭଡ୍ ହିସାବରେ। କଥା ବୁଝିପାରୁଛନ୍ତି? ତେଣୁ এই ମାସ ଏତେ ଗୁରୁତ୍ୱପୂର୍ଣ୍ଣ, ସେଇ କଥା ଆମେ ବର୍ତ୍ତମାନ ଆଲୋଚନା କରିବା। ତ ଆମେ କଥାଟା ଏ ଆଲୋଚନା କରିକରି ଅନ୍ୟ ବାଟକୁ ଚାଲି ଯାଇଥିଲୁ। ବର୍ତ୍ତମାନ ଆମେ ଲାଇନ୍କୁ ଆସିବା। ବର୍ତ୍ତମାନ ଏ ଦେଖାଯାଉଛି, ଇଏ 12 ମାସ ପ୍ଲସ୍ ଆଉ ଗୋଟେ 3 ବର୍ଷ ଥରେ ଗୋଟେ ମାସ ଆସୁଛି, ଯାହାକୁ ତ୍ରୟୋଦଶ ମାସ। ଏ ମାସକୁ କୁହାଯାଉଛି ଏକ୍ସଟ୍ରା ମାସ। ଏକ୍ସଟ୍ରା ମାସ ମାନେ ଅଧିମାସ। ଅଧିମାସ ବହିର୍ଜଗତ ଲୋକମାନେ ମଳ ମାସ କହନ୍ତି, ଆଉ ସେଇ ମାସ ବୈଷ୍ଣବମାନେ କହନ୍ତି ଅଧିମାସ। এই ଅଧିମାସ ଯେତେ ଭଗବାନ ଶ୍ରୀକୃଷ୍ଣଙ୍କ ଶରଣାପନ୍ନ ହେଇଗଲେ, ସେଇ ମାସକୁ ସର୍ବୋତ୍ତମ ମାସ ବନେଇଦେଲେ, ସମସ୍ତ ମାସମାନଙ୍କର ରାଜା ସମ୍ରାଟ ବନେଇଦେଲେ। ଯେ ସବୁଠାରୁ ନିମ୍ନ ହୀନ, ହଁ, ଭଗବାନଙ୍କ ଶରଣାପନ୍ନ ହେଇଯିବାକୁ ଯୋଉ କ'ଣ ହେଇଗଲା, ସର୍ବୋତ୍ତମରେ ପରିଣତ ହେଇଗଲା।
ତିଆକୁ ଏଇ କେଉଁ ପ୍ରସଙ୍ଗ ଆମେ ଏ କଥା କହୁଥିଲୁ? ଶରଣାଗତି। ହଁ, କେହି ଯଦି ଭଗବାନଙ୍କର ଶରଣାପନ୍ନ ହେଇଯିବ, ଭଗବାନଙ୍କ କୃପାରେ ସେ ସର୍ବୋତ୍ତମ। ଏଇ ପ୍ରସଙ୍ଗ ଆମେ ଗୀତାର ଏ ଶ୍ଲୋକ ନେଇ ଆଲୋଚନା କରିଥିଲୁ। କ'ଣ ଶ୍ଲୋକ? ମାଙ୍ଗି ପାର୍ଥ ବ୍ୟାପାଶ୍ରିତ ଯେ ଅପିଷୁ ପାପ ଜନ ସ୍ତ୍ରୀ ବୈଶ୍ୟ ଶୂଦ୍ର ତେ ଅପି ଜାନ୍ତି ପରାମ ଗତି। ଏ ସ୍ତ୍ରୀ ବୈଶ୍ୟ ଶୂଦ୍ର ଏମାନେ ସମସ୍ତେ ପାପଜନୀ ହେଲେ ବି ଏମାନଙ୍କର ଅଧିକାର ନାହିଁ, ବେଦ ପାଠର ଅଧିକାର ନାହିଁ, ଦିବ୍ୟ ଜ୍ଞାନ ପ୍ରାପ୍ତ ହେବାର ଏସବୁ ଅଧିକାର ନାହିଁ, ବେଦ ପାଠର ଅଧିକାର ନାହିଁ, ମାନେ ଦିବ୍ୟ ଜ୍ଞାନରୁ ବଞ୍ଚିତ। କିନ୍ତୁ ସେମାନେ ଯଦି କୃଷ୍ଣଙ୍କର ଶରଣାପନ୍ନ ହେଇଯିବ ତାହେଲେ ସେ ସମସ୍ତଙ୍କର ପୂଜ୍ୟ ହେଇଯିବ। ଯେମିତି ରାମଚନ୍ଦ୍ରଙ୍କ ଲୀଳାରେ ଆମେ ଉଦାହରଣ ଦେବୁ କ'ଣ? ଶବରୀ, ହଁ, ଚାରି ଆଶ୍ରମର ବହିର୍ଭୂତ, ଚାରି ବର୍ଣ୍ଣର ବହିର୍ଭୂତ, ହଁ, ଚାରି ବର୍ଣ୍ଣ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର। କିନ୍ତୁ ସେ ବ୍ରାହ୍ମଣ ବଂଶରେ ନଥିଲେ, କ୍ଷତ୍ରିୟ ବଂଶରେ ନଥିଲେ, ଶୂଦ୍ର ବଂଶରେ ନଥିଲେ କିମ୍ବା ବୈଶ୍ୟ ବଂଶରେ ନଥିଲେ। ହଁ, ସେ ଚାରି ବର୍ଣ୍ଣର ବହିର୍ଭୂତ, ମାନେ ଶୁକର ଘୁଷୁରୀ ମାଂସ ଯେଉଁମାନେ ଭକ୍ଷଣ କଲେ ସେଇ ବଂଶରେ ସେ ଜନ୍ମ ହେଇଥିଲେ। ଅତି ଫିଫ୍ଥ ସିକ୍ସ କାଷ୍ଟ, ଫୋର୍ଥ କାଷ୍ଟ ଭିତରେ ସେ ନଥିଲେ। କିନ୍ତୁ ସେ ଭଗବାନଙ୍କ ତାଙ୍କ ଗୁରୁ ଇଏ ମାତଙ୍ଗ ଋଷିଙ୍କ ନିର୍ଦ୍ଦେଶ ଅନୁସାରେ ଭଗବାନ ରାମଚନ୍ଦ୍ରଙ୍କ ଶରଣାପନ୍ନ, ଭଗବାନଙ୍କ ଶରଣାପନ୍ନ ହେବା ଯୋଗୁଁ, ଭଗବାନଙ୍କ ନାମକୁ ଆଶ୍ରୟ କରିବା ଯୋଗୁଁ ସାକ୍ଷାତ ଭଗବାନ ତାଙ୍କର ଆଶ୍ରମକୁ ଆସି ଉପସ୍ଥିତ ହେଇଗଲେ। ହଁ, ଆଉ ସେ ତାର ଉଚ୍ଛିଷ୍ଟ ଫଳ ଭଗବାନଙ୍କୁ ଦେଉଛନ୍ତି, ଭଗବାନ ଅତି ଆଦର ସହକାରେ ତା ଗ୍ରହଣ କରିଛନ୍ତି। ହଁ, ତେଣୁ ଏ ହେଉଛି ଏତେ ଉଚ୍ଚ ସ୍ଥିତିରେ ପହଞ୍ଚିଗଲେ ଯେଉଁଥିଲାଗି ସମସ୍ତଙ୍କର ସେ ପୂଜ୍ୟ ହେଇଗଲେ। ତ ସେଇ ଭଗବାନ କୃଷ୍ଣ ସେଥିଲାଗି ଏଇ ଶ୍ଲୋକରେ କହୁଛନ୍ତି, ଏଇ ଯଦି ପାପ ଯେମିତି ଏଇ ସ୍ତ୍ରୀ ବୈଶ୍ୟ ଶୂଦ୍ର ଯଦି ମୋର ଶରଣାଗତ ହେଇଯିବ, ମୋର ଭକ୍ତି କରିବେ, ତାହେଲେ ମୋ କୃପାରୁ ସେ ସର୍ବୋତ୍ତମରେ ପରିଣତ ହେଇଯିବ। ଯେମିତି ତା ପ୍ରତ୍ୟକ୍ଷ ପ୍ରମାଣ କ'ଣ? ଏଠାରେ ଏଇ ଅଧିମାସ ମଳ ମାସ, ୟାର କୌଣସି ନାଥ ନଥିଲେ, ଅନାଥ ହେଇଯାଇଥିଲେ, ଅନାଥିନୀ। କିନ୍ତୁ ସେ ଯେତେ ଭଗବାନଙ୍କୁ ଶରଣାପନ୍ନ ହେଇଗଲେ, ସେ ସର୍ବୋଚ୍ଚ କ'ଣ ହେଇଗଲା? ମାସର ରାଜା ହେଇଗଲା, ସବୁ ମାସର ରାଜା ହେଇଗଲା, ସମ୍ରାଟ ହେଇଗଲା। ତେହା ହେଉଛି ଭଗବାନଙ୍କ ଶରଣ। ତେଣୁ ଭଗବାନ କହୁଛନ୍ତି, ଆଶ୍ରୟ ଲଇଆ ଭଜେ ତାରେ କୃଷ୍ଣ ନାହିଁ ତେଜେ আর স ମରେ ଅକାରଣ। ହଁ, ଯିଏ ଭଗବାନଙ୍କର ରିପ୍ରେଜେଣ୍ଟେଟିଭ, ବୋନାଫାଇଡ୍ ରିପ୍ରେଜେଣ୍ଟେଟିଭ ଗୁରୁ। ଏ ଗୁରୁ ହେଉଛନ୍ତି ଭଗବାନଙ୍କର କୃପା ଶକ୍ତିର ମୂର୍ତ୍ତିମନ୍ତ ରୂପ। ଭଗବାନ ଡାଇରେକ୍ଟ କାହାକୁ କୃପା କରନ୍ତି ନାହିଁ। ହଁ, ଭଗବାନ କୃପା କାହା ମାଧ୍ୟମରେ କରନ୍ତି? ତାଙ୍କର କୃପା ଶକ୍ତିର ମୂର୍ତ୍ତିମନ୍ତ ବିଗ୍ରହ ଶ୍ରୀ ଗୁରୁଙ୍କର ମାଧ୍ୟମରେ। ହଁ, ତ ସେଥିଲାଗି ଆଶ୍ରୟ ଲଇଆ ଭଜେ ତାରେ କୃଷ୍ଣ ନାହିଁ ତେଜେ আর ସ ମରେ ଅକାରଣ। ଏଠାରେ କେହି ଯଦି ଭଗବାନଙ୍କର ଏକ ବୋନାଫାଇଡ୍ ଗୁରୁଙ୍କର ଚରଣ ଆଶ୍ରୟ କରି ତାଙ୍କ ନିର୍ଦ୍ଦେଶ ଅନୁସାରେ କେହି ଯଦି କୃଷ୍ଣ ଭକ୍ତି କରିବେ, ତାହେଲେ କୃଷ୍ଣ ତାକୁ ନିଜ ଜନ କରିନେବେ। ହଁ, ଆଉ କେହି ଯଦି ଭଗବାନଙ୍କ ପ୍ରତିନିଧି ଗୁରୁ ଚରଣାଶ୍ରୟ ନ କରି ସେ ନିଜେ ନିଜେ ଭକ୍ତି କରିବେ, ତାହେଲେ ସେ ଅକାରଣ କେବଳ ଜନ୍ମମୃତ୍ୟୁ ଚକ୍ରରେ ବୁଡ଼ିଥିବେ, କେବଳ ସେଥିରେ ସେ ଉଦ୍ଧାର ହେଇପାରିବନି। ତା ଭିତରେ ଗର୍ବ ଦମ୍ଭ ଅହଙ୍କାର ରହିଛି। ହଁ, ତେଣୁ ଇଏ ହେଉଛି ସୂତ୍ର। ତେଣୁ ଚୈତନ୍ୟ ଚରିତାମୃତ ପୋଷ୍ଟ ଗ୍ରାଜୁଏଟ୍ ଷ୍ଟଡି ଯାହାକୁ କୁହାଯାଉଛି। ଯେମିତି ଆମେ କହୁଥିଲୁ କିନ୍ତୁ ଗୀତା ହେଉଛି ପ୍ରିଲିମିନାରୀ ଷ୍ଟଡି। ହଁ, ତାର ଉପରେ ହେଉଛି ଭାଗବତ ଗ୍ରାଜୁଏଟ୍ ଷ୍ଟଡି, ମାନେ କଲେଜ ଷ୍ଟଡି। ଆଉ ତାର ଉପରେ ହେଉଛି ମାନେ ପିଜି। ହଁ, ये हूँ पोस्ट ग्रेजुएट स्टडी हूँ चैतन्य चरितामृत यूनिवर्सिटी स्टडी। हाँ, तो यूनिवर्सिटी स्टडी चैतन्य चरितामृत कृष्णदास कविराज गोस्वामी एक कथा कहते, काम क्रोधेर दास हइया तार लाथि खाए भ्रमित भ्रमित जदि साधु वैद्य पाए तार उपदेश मंत्रे पिशाची पालाय कृष्ण भक्ति करे तबे कृष्ण निकट जाए। ଏଠାରେ କୁହାଯାଉଛି କ'ଣ? ଅନାଦି କାଳରୁ ଆମେ ସମସ୍ତେ ଷଡ଼ ରିପୁର ଦାସତ୍ୱ କରି ଆସୁଛେ। କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଏ ଷଡ଼ ରିପୁର ଦାସତ୍ୱ କରି ଆସୁଛେ। ତେଣୁ ଆମେ ଜନ୍ମମୃତ୍ୟୁ ଚକ୍ରରେ ପଡ଼ିଯାଇ ଭିନ୍ନ ଭିନ୍ନ ଶରୀର ପ୍ରାପ୍ତ ହୋଇ କେବଳ ଦୁଃଖ ଦୁର୍ଦ୍ଦଶା ଭୋଗ କରୁଛେ।
ଜଡ଼ଦେହ ମାନେ କ'ଣ? ଜଡ଼ଦେହ ଚାରି ପ୍ରକାର ପ୍ରୋବ୍ଲେମ୍ସ। ହଁ, ଦେୟାର ଆର୍ ଫୋର୍ ପ୍ରୋବ୍ଲେମ୍ସ। ହଁ, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୁଃଖାନୁଦର୍ଶନ। ଭଗବାନ କୃଷ୍ଣ ଗୀତାରେ ଏ କଥା କହିଦେଲା। ଚାରି ପ୍ରକାର ସମସ୍ୟା। ଏ ଚାରି ପ୍ରକାର ସମସ୍ୟାରୁ ମୁକ୍ତ ହେବାର ଏକମାତ୍ର ଉପାୟ ହେଉଛି ଭଗବାନଙ୍କର ଏକ ବୋନାଫାଇଡ୍ ଗୁରୁ ରିପ୍ରେଜେଣ୍ଟେଟିଭ୍ ତାଙ୍କ ଚରଣ ଆଶ୍ରୟ କରି ତାଙ୍କ ନିର୍ଦ୍ଦେଶ ଅନୁସାରେ ଯେତେବେଳେ ଆମେ କୃଷ୍ଣ ଭକ୍ତି କରିବା, ସେତେବେଳେ ସେହି କୃଷ୍ଣ ଭକ୍ତି କରି ଆମେ ଏ ଜନ୍ମମୃତ୍ୟୁ ଚକ୍ରରୁ ଉଦ୍ଧାର ହୋଇ ଭଗବାନଙ୍କ ପାଖକୁ ଫେରି ଯାଇପାରିବା। ତେଣୁ ଏ କଳି ଯୁଗରେ ବର୍ତ୍ତମାନ ଆମର ଯୁଗାଚାର୍ଯ୍ୟ ହିସାବରେ ଆମର ଇସ୍କନର ଫାଉଣ୍ଡର ଆଚାର୍ଯ୍ୟ ଶ୍ରୀ A.C. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ ସେ ଆମମାନଙ୍କୁ ଏଇ ନିର୍ଦ୍ଦେଶ ଦେଉଛନ୍ତି କେମିତି କୃଷ୍ଣ ଭକ୍ତି କରିବାକୁ ହେବ। ତ କୃଷ୍ଣ ଭକ୍ତି କରିବା ପାଇଁ ସେ ପ୍ରଥମ ଏ ଇସ୍କନ ସଂସ୍ଥାରେ ଯୋଡ଼ି ଯାଉଛନ୍ତି, ଯେଉଁମାନେ ଭକ୍ତ ହେଉଛନ୍ତି ସେମାନଙ୍କର ପ୍ରଥମ ଏ ନିୟମ, କେହି ଆମିଷ ଆହାର କରିବ ନାହିଁ, କେହି ଅବୈଧ ସ୍ତ୍ରୀ ସଙ୍ଗ କରିବ ନାହିଁ, କେହି ମଦ ପିଇବ ନାହିଁ, କେହି ଜୁଆ ଖେଳିବ ନାହିଁ। ହଁ, এই ଚାରିଟା ବିଧି ପ୍ରଥମ ପାପର ସ୍ତମ୍ଭ ବନ୍ଦ କରି ଯଦି ଆମେ ଏହି କଳି ଯୁଗରେ ଏକମାତ୍ର ଯେଉଁ ଭକ୍ତି ଯୋଗ କୁହାଯାଉଛି, ଯେଉଁ ଭକ୍ତି ଯୋଗ ବିଷୟରେ ଏତେ କଥା ବ୍ୟକ୍ତ କରାଯାଉଛି ଯେ ସେଇ ବୃନ୍ଦାବନ ସେଇ ବ୍ୟାସଦେବ କଳି ଯୁଗରେ ଆସିଛନ୍ତି ବୃନ୍ଦାବନ ଦାସ ଠାକୁର ଉପରେ ସେଇ କଥା କହୁଛନ୍ତି କ'ଣ? ଭକ୍ତି ଯୋଗ ଧନ, ସେଇ ଭକ୍ତି ଯୋଗ ଏଇ କୃଷ୍ଣ ନାମ ସ୍ମରଣ କ୍ରନ୍ଦନ। ଭକ୍ତି ଯୋଗଟା ଅନ୍ୟ କିଛି ନୁହେଁ। ଭକ୍ତି ଯୋଗଟା କ'ଣ? ଭଗବାନଙ୍କର ନାମ କେବଳ ପାଟିରେ ଉଚ୍ଚାରଣ କରିବା, ସ୍ମରଣ ଆଉ କ୍ରନ୍ଦନ ସହକାରେ। କେମିତି? ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ୟାକୁ କଲିଯୁଗ ଧର୍ମ ବନେଇଦେଲେ ସ୍ୱୟଂ ଭଗବାନ चैतन्य महाप्रभु। এই নামের সর্বশক্তি সে অর্পণ করে দিল। নাম নামকারী বহুধা নিজ সর্বশক্তি স্তত্রার্পিত নিয়মিত স্মরণ কর। এ শিক্ষাশ্রমে এই কথা কয়ে দেয় সমস্ত শক্তি নামের সে অর্পণ করে দেলে। ভগবান রামচন্দ্র সে যেতবে ধনুষ তীর্থରୁ ଲଙ୍କାକୁ ଯାଉଥିଲେ ସେତୁ ବନ୍ଧନ କରି ସେତୁରୁ ତ ଚାଲି ଚାଲି ଯାଉଥିଲେ ନା କ'ଣ? ହଁ, ଆଉ ତାଙ୍କର ଭକ୍ତ ହନୁମାନ ସେ ସେତୁର ବୋଧେ ଚାଲି ଚାଲି ଯାଉନଥିଲେ, ସେ କ'ଣ କରିଥିଲେ? ଜୟ ଶ୍ରୀରାମ এই ମନ୍ତ୍ର ଉଚ୍ଚାରଣ କରି ଲମ୍ଫ ଦେଲେ ଧନୁଷ ତୀର୍ଥରେ ସାଗର ଲଙ୍ଘନ କରି କେଉଁଠାକୁ ଯାଇ ପହଞ୍ଚିଗଲେ? ଲଙ୍କାରେ। ହଁ, ହନୁମାନ ଯାଉଛନ୍ତି ଜୟ ଶ୍ରୀରାମ। ହଁ, ଏ ନାମ ପାଟିରେ ଉଚ୍ଚାରଣ କରି ସାଗର ଲଙ୍ଘନ କରି ଲଙ୍କାକୁ ପହଞ୍ଚିଗଲା। ସେଇ ଭଗବାନ ଯାହାର ନାମ ସେ ଗ୍ରହଣ କରି ଏଇ ଲଙ୍କାରେ ପହଞ୍ଚିଗଲେ, ଆଉ ସେଇ ନାମର ନାମୀ ଭଗବାନ ରାମଚନ୍ଦ୍ର ଯାଉଛନ୍ତି କ'ଣ? ସମୁଦ୍ର ଉପରେ ବ୍ରିଜ ବନେଇକିରି, ହଁ, ସେତୁ ବନେଇକିରି ତାର ଉପରେ ଚାଲି ଚାଲି ଯାଉଛନ୍ତି। ତାହେଲେ କିଏ ସବୁଠାରୁ ବଡ଼? ହଁ, আরে নাম বড় না ভগবান বড়? নামই বড়। কথা বুঝতে পারছেন? হ্যাঁ, এই নাম দেলে ভগবান, সেই ভগবান এই কলিযুগে চৈতন্য মহাপ্রভু আসে। ଆମେ ସବୁଠାରୁ ପତିତ, ସବୁଠାରୁ ପାପୀ, ତେଣୁ ଆମର আর অন্য କୌଣସି ପ୍ରେସକ୍ରିପସନ୍ କଲେ ନାହିଁ। ଆମର ଏକମାତ୍ର ସେଲାଇନ୍, আর অন্য କୌଣସି ମେଡ଼ିସିନ କାମ କରିବ ନାହିଁ। ସେଥିଲାଗି ଏକମାତ୍ର ସେଲାଇନ୍ ହିସାବରେ ସେ ଦେଲେ ନାମ। ହଁ, ସେ ଯେକୌଣସି ସମୟରେ ସେ ପାଟିର ନାମ ଉଚ୍ଚାରଣ କରିବ ଯଦି ସେ ଉଦ୍ଧାର ହେଇଯିବ। ଖାଇବା ସମୟରେ, ଚାଲିବା ସମୟରେ, ଝାଡ଼ା ଫେରିବା ସମୟରେ ହଉ, যে ଶୋଇବା ସମୟରେ ହଉ, ନାମ ସର୍ବ ଅବସ୍ଥା ପାଟିରେ ଉଚ୍ଚାରଣ କରିପାରିଲେ। ଆଉ ପାଟିରେ ଯଦି ଉଚ୍ଚାରଣ କରିପାରିଲେ ତାହେଲେ ସେ ସର୍ବୋତ୍ତମ ସିଦ୍ଧି ପ୍ରାପ୍ତ ହେଇଯିବ। ଅନ୍ୟାନ୍ୟ ଯୁଗରେ କଠୋର ତପସ୍ୟା କରି ଯେଉଁ ସିଦ୍ଧି ପ୍ରାପ୍ତ ହେଇପାରୁନଥିଲେ, କଲିଯୁଗ ପତିତ ଲୋକ କେବଳ ନାମ ଉଚ୍ଚାରଣ କରି ଜୀବନ ପରମ ସିଦ୍ଧି ପ୍ରାପ୍ତ ହେଇଗଲେ। ତେଣୁ ଲୋଚନ ଦାସ ଠାକୁରଙ୍କର କଥା ଏଇ ପ୍ରସଙ୍ଗ ଆସୁଥିଲା। সেই লোচন দাস ঠাকুর ତାକୁ ଚୈତନ୍ୟ ମଙ୍ଗଳ ଲେଖିଛନ୍ତି, ଏବେ ନାମ ସଂକୀର୍ତ୍ତନ ତୀକ୍ଷ୍ଣ ଖଡ଼ଗ ଲଇଆ ଅନ୍ତର ଅସୁରୀ ଜୀବେର ଫେଲିବ କାଟିଆ। ଚାରିଟା ଯୁଗ ରହିଛି, ସତ୍ୟ ଯୁଗ, ତ୍ରେତା ଯୁଗ, ଦ୍ୱାପର ଯୁଗ, କଳି ଯୁଗ। ସୃଷ୍ଟି ପ୍ରାରମ୍ଭରୁ ଦୁଇ ପ୍ରକାର ଲୋକ ଏ ଜଗତରେ ଅଛନ୍ତି। ଦୌ ଭୂତ ସ୍ୱର୍ଗ। ଏ ମାତାଜୀ ମାନେ ଶୋଇଯାଉଛି, କ'ଣ ଶୁଣ? ହଁ, କଥା ଶୁଣ। দৌ ভূত স্বর্গ লোকে অস্মিন দৈব আসুর এ বচ বিষ্ণু ভক্ত স্মৃত দৈব
आश्रय तद विपर्य ये सृष्टि प्रारंभ दुई प्रकार लोक ये जगत अच्छा क्यों दुई प्रकार हाँ असुर और देवता असुर क्यों माने जो माने भगवत विद्वेषी भक्त विद्वेषी से कह जाऊँगी असुर भक या देवता क्यों माने जो माने भगवान भक्त तेनी कह दो भूत स्वर्ग लोके अस्मि दैव आसुर ये वच दैव माने देवता असुर विष्णु भक्त जो माने भगवान के भक्त से माने दैव आसुर तद विपर्य अर्थात जो मैंने भक्त नुहति भगवत विद्वेषी से मैंने होती असुर तो असुर और देवता सृष्टि प्रारंभ अच्छा केतटा जुग अच्छी चारिटा जुग तो सत्य जुगरे असुर देवता सेम प्लानेट रे से मैंने बास करते हाँ कथा बुझीपार किंतु सत्य पर जो त्रेता जुग आसला असुर देवता अलग अलग प्लानेट रे बास करने कथा बुझीपारे प्लानेट अलग हो गला त्रेतारू जो दापर जुग आसला असुर देवता गोटे परिवार रे बास करने प्रथम सत्य जुगे असुर देवता सेम प्लानेट रे बास करते त्रेता जुगे अलग अलग प्लानेट रे दापर जुगे गोटे परिवार गोटे फैमिली रे बास करने कली जुगे से असुर देवता गोटे शरीर मध्य बास कथा बुझीपार हाँ जमी उदाहरण देले तो बुझीपार कहीं एठार जिते बस ना प्रम्प्ट नुहति कथा धरी पार ना असुर देवता सत्य जुगे गोटे ग्रह लोक बास करते हाँ बुझेगा कथा कहीं से माने जनकर पिता ठारू जात होती असुर देवता हाँ प्रथम सत्य जुगे सेम प्लानेट मैं गोटे ग्रह लोक बास कर त्रेता जुग आसला जमी धरतु उदाहरण देले बुझे अयोध्यावासी ये मैंने समस्त भगवान भक्त तेना देवता लंकावासी रावण फलोअर और असुर राक्षस दुईटा प्लानेट अलग हो गला हाँ दुईटा लोक अलग हो गला हाँ त्रेता जुगे तापर जुगे आसला कौन सेम पर पांडव और कौरव पांडव मान हूँ भगवान भक्त देवता आ कौरव माने असुर भगवत विद्वेषी भक्त विद्वेषी असुर के ऊपर गोटे परिवार कुरु परिवार हाँ कौरव कुरु परिवार हाँ कुरु महाराज परिवार सेम फैमिली किंतु दापर पर बर्तमान कलिजुग आसी कलिजुग असुर देवता गोटे देहरे बास कर कलिजुग प्रभाव में आमर जो दैवी गुण ता चली जामर क्यों गुण बढ़ी जाइए असुर गुण आम समस्त कौन असुर हाँ हाँ कि ना असुर कौन करती मद पियंती मांसाहार करती अवैध स्त्री संग करती जुआ खेलती हाँ इसकन भक्त हवा पूर्व करुले ना कि हाँ कर हाँ आमिषाहार के कर हाँ ठीक है हाँ कर तो चा ये सब खाऊल तो पीऊल तो हाँ ते सब शुणु कथा शुणु सेमती कहले हम कई विश्वास कर जे आम भक्त पूर्वर आमिषाहार करूँ ये सब कथा कहीं शुणवा ना हाँ कथा बुझे समस्ते यह करुला तो इस्कन तरफ प्रचार हवा जो आज ये चेतावन प्राप्त हवा छाड़ी बर्तमान ये भक्त भक्त होती ना कौन हाँ पूर्व ये सब पदाभ्यास समस्त शज्जार उठब के बर्तमान इस्कन भक्त तीन टार उठी तीन टा चार्टा भितर हाँ भक्त पूर्व छटा सातटार हाँ तेईपरी तो बर्तमान सकाल उठी प्रथम भागवत में अध्ययन कर कौन छः सातटार उठी प्रथम भागवत न्यूज पेपर आसी यह हूँ कलिजुगर भागवत हाँ तो न्यूज पेपर पढ़ तापर अमृत गिलास आसीज चा हाँ तापर कौन बंशी फुकाइब हाँ सफेद वाला बाँसुरी बजाइब हाथ में कौन नब सिगरेट हाँ ये सब बद अभ्यास कत बुझीपारा तो बर्तमान इसका भक्त हवा यही सब बद अभ्यास मुक्त हो जाए यह प्रभुपाद अपार कृपा प्रभुपाद जी प्रचार न करते केबे ये कर्म रू आम विरत हो पार न हाँ
ଚାରି ପ୍ରକାର ପାପର ସ୍ତମ୍ଭରେ ଆମେ ମୁକ୍ତ ହେଇ ପାରିନଥାନ୍ତେ। ଏଠାରେ ଏଇ କଥା କୁହାଯାଉଛି, ଏବେ ନାମ ସଂକୀର୍ତ୍ତନ ତୀକ୍ଷ୍ଣ ଖଡ଼ଗଲେ ସେଇ ଭଗବାନ এই কলিযুগରେ ଆସିଲେ ଚୈତନ୍ୟ ମହାପ୍ରଭୁ। ଚୈତନ୍ୟ ମହାପ୍ରଭୁ କିଏ? ଯିଏ ଗୌର, ସେଇ କୃଷ୍ଣ, ସେଇ ଜଗନ୍ନାଥ। ବାସୁଦେବ ଘୋଷ କହେ ଯୋଡ଼ କରି ହାତ। ଯିଏ ଚୈତନ୍ୟ ମହାପ୍ରଭୁ ସେଇ କୃଷ୍ଣ, ସେଇ ଜଗନ୍ନାଥ। ତ এই কলিযুগରେ ସେଇ ଜଗନ୍ନାଥ, ସେଇ କୃଷ୍ଣ ଆସନ୍ତି ଚୈତନ୍ୟ ମହାପ୍ରଭୁ ରୂପରେ। କିନ୍ତୁ ଆମମାନଙ୍କ ପାଇଁ ସେ ପ୍ରେସକ୍ରିପସନ୍ କଲେ। ଏମାନଙ୍କ ପାଇଁ ସତ୍ୟ ଯୁଗ ଯେ ପ୍ରେସକ୍ରିପସନ୍, ଗୃହ ତ୍ୟାଗ କରି ବନକୁ ଯିବେ, ଗୋଟେ ଜାଗାରେ ବସିବେ, ନିଶ୍ଚଳ ଭାବରେ ଭଗବାନଙ୍କ ଚରଣରେ ମନ ନିବିଷ୍ଟ କରିବେ, ଧ୍ୟାନରେ ରତ ହେବେ। କିଏ ହେବେ? କିଛି ଖାଇବେ ନାହିଁ, କିଛି ପିଇବେ ନାହିଁ, ବିଶ୍ରାମ ନେବେ ନାହିଁ। ନିରନ୍ତର ଗୋଟେ ଦିନ ପାଇଁ ନୁହେଁ, ଗୋଟେ ସପ୍ତାହ ପାଇଁ ନୁହେଁ, ଗୋଟେ ମାସ ପାଇଁ ନୁହେଁ, ଗୋଟେ ବର୍ଷ ପାଇଁ ନୁହେଁ, ଏଇପରି ବର୍ଷ ବର୍ଷ ଧରି, ହଜାର ହଜାର ବର୍ଷ ଧରି ତପସ୍ୟା କରିବେ। କଲିଯୁগে ଯଦି କୁହାଯିବ ଜନ୍ମାଷ୍ଟମୀ ଆସିଛି ରାତ୍ରି 12ଟା ପର୍ଯ୍ୟନ୍ତ ଉପବାସ, ଶୁଣି ତ ଆଖି ଭିତରକୁ ପଶିଯିବ ଆଉ କ'ଣ? ହଁ ହଁ କି ନା? ହଁ, ତା ଆଗ ଦିନ ରାତିରେ ଖାଇଦେବ, କିନ୍ତୁ ଦିନ ଉପବାସ ରହିବ। ରାତ୍ରି 12ଟା ପର୍ଯ୍ୟନ୍ତ ଶୁଣିଲା ମାନେ ଅଧେ ପରାନ ବାହାରିଯିବ। ହଁ, ଆଉ ସତ୍ୟ ଯୁଗ ଲୋକ ଦେଖନ୍ତି ଏଇପରି ଗୋଟେ ଜାଗାରେ ବସିବେ, କିଛି ଖାଇବେ ନାହିଁ, କିଛି ପିଇବେ ନାହିଁ, ବିଶ୍ରାମ ନେବେ ନାହିଁ। ଆଉ ଏଠାରେ ତ ଗୋଟେ ଘଣ୍ଟା କ୍ଲାସ୍ ହୁଏ, ତା ଭିତରେ କେତେ ଢୁଲି ଯାଉଛନ୍ତି, କେତେ ତା ମୁଣ୍ଡ ଇଏ ହେଇ ପଡ଼ିଯାଉଛି। କ'ଣ ଅବସ୍ଥା! ଦୋଷବିଧ ଅବସ୍ଥା ସବୁ ଏକା ସାଥିରେ ପ୍ରକଟ ହେଇଯାଉଛି। ଆଉ ସେମାନେ ନିଶ୍ଚଳ ଭାବେ ଗୋଟେ ଜାଗାରେ ବସିବେ, ଏହିପରି ଶୁଦ୍ଧ ଭାବରେ ଭଗବାନଙ୍କ ଚରଣ ନିବିଷ୍ଟ କରି ନିରନ୍ତର ଧ୍ୟାନ କରି ଜୀବନ ପରମ ସିଦ୍ଧି ପ୍ରାପ୍ତ ହୋଇ ଭଗବତ ଧାମକୁ ଫେରି ଯାଉଥିଲେ। ତେଣୁ ସତ୍ୟ ଯୁଗ କୁହାଯାଉଛି କ୍ରୀତ ଯୁଗ। କ୍ରୀତେ ଯଧ୍ୟାୟତେ ବିଷ୍ଣୁ। ସେମାନେ କେବଳ ଧ୍ୟାନ କରୁଥିଲେ, କରି ଜୀବନ ପରମ ସିଦ୍ଧି ପ୍ରାପ୍ତ ଭଗବାନଙ୍କ ପାଖକୁ ଫେରି ଯାଉଥିଲେ। ଆଉ ସେମାନଙ୍କ ଆୟୁଷ ଦେଲେ 1,00,000 ବର୍ଷ। 1,00,000 ବର୍ଷ କାହିଁକି? ସେ ଲକ୍ଷ ଲକ୍ଷ ବର୍ଷ ଜୀବିତ ରହୁଥିଲେ। କାହିଁକି? ସେମାନେ ଧର୍ମ ଆଚରଣ କରୁଥିଲେ। ଯେମିତି ପ୍ରିୟବ୍ରତ ରାଜା ଲକ୍ଷ ଲକ୍ଷ ବର୍ଷ ଜୀବିତ ଥିଲା। କେତେ ଲକ୍ଷ ବର୍ଷ ତାର ହିସାବ ନାହିଁ। କଥା ବୁଝିପାରୁଛନ୍ତି? ଉତ୍ତାନ ପାଦଙ୍କର ବଡ଼ ଭାଇ, ସ୍ୱାୟଂଭବମାନଙ୍କର ପୁତ୍ର। ସେହିପରି ମହତ ରାଜା ଧର୍ମ ଆଚରଣ କଲେ ଆୟୁ ବଢ଼ିଯିବ, ଅଧର୍ମ ଆଚରଣ କଲେ ଯାହା ଆୟୁଷ ନିର୍ଦ୍ଧାରିତ କରାଯାଏ ତାଠାରୁ କମିଯିବ। କଥା ବୁଝିପାରିଲେ? ଆମର କଲିଯୁଗ ଲୋକମାନଙ୍କ ଆୟୁଷ 100 ବର୍ଷ ନିର୍ଦ୍ଧାରିତ କରାଯାଉଛି, କିନ୍ତୁ କମିଯାଉଛି। କେଉଁଥିଲାଗି? ଅଧର୍ମ ଆଚରଣ କରିବା ଯୋଗୁଁ, ଅନ୍ୟ କୌଣସି କାରଣ ନାହିଁ। ଅଧର୍ମ। ଆଉ ତ୍ରେତା ଯୁଗ ଭଗବାନ ରାମଚନ୍ଦ୍ରଙ୍କ ସମୟରେ 10,000 ବର୍ଷ ଆୟୁଷ ଥିଲା ଜଣେ ମନୁଷ୍ୟର। ତ ସେତେବେଳେ ସେ ଧର୍ମ ଆଚରଣ କରିବା ଯୋଗୁଁ 10,000 ବର୍ଷ ଅତିକ୍ରମଣ କରି 11,000, 12,000, 13,000, 14,000, 15,000 ବର୍ଷ ହେଇଯାଉଥିଲା, ତଥାପି ଯୁବକ ବୋଲି ଅବସ୍ଥାନ କରୁଛି। ସେମାନେ ଇଚ୍ଛା ମୃତ୍ୟୁ ବରଦାନ ପ୍ରାପ୍ତ ହେଇଥିଲେ। ଯେତେବେଳେ ଇଚ୍ଛା କରିବେ ସେତେବେଳେ ଦେବତାକୁ। କଲିଯୁଗ ଲୋକ ଇଚ୍ଛା କଲେ ବି କିଛି କାମ ଦେବନି। ଯମଦୂତ ଆସି ଘାଡ଼ ମୁଟକିକିରି ନେଇଯିବ। ଏଠାରେ କୌଣସି କଥା ଶୁଣାଯିବ ନାହିଁ। ଯିବ କି? ସମସ୍ତ ପାପରେ ଲିପ୍ତ, କିନ୍ତୁ କାୟରେ ମନରେ ବାକ୍ୟ ଦ୍ୱାରା କେବଳ ପାପରେ ରତ। ତେଣୁ ଆମର ଆୟୁଷ ଦିନ ପ୍ରତିଦିନ କ୍ଷୀଣ ହେଇ ଆସେ। ଆଉ କଲିଯୁଗ ଶେଷରେ ନା ଆୟୁଷ ହେଇଯିବ କ'ଣ? ଏଭାରେଜ ହିସାବରେ 20-25 ବର୍ଷ। ବର୍ତ୍ତମାନ ଏଭାରେଜ ହିସାବରେ 70-80 ବର୍ଷ ଯାଉଛି। ଆଉ କଲିଯୁଗ ଶେଷରେ ସେ ଆସିବ 20-25 ବର୍ଷ। ଆଉ ବର୍ତ୍ତମାନ ଟିକେ ହାଇଟ୍ ରହିଛି। କଲିଯୁଗ ଶେଷରେ ସବୁ ମେଣ୍ଢା ଭଳି ଲୋକମାନଙ୍କ ଇଏ ହେଇଯିବ କ'ଣ? 1.5 ହାତ। ବର୍ତ୍ତମାନ କେତେ? 3.5 ହାତ ଟିକେ ରହିଛି। ନିଜ ହାତ ସେତେବେଳେ 1.5 ହାତ ହେଇଯିବ। ଏଇପରି କଲିଯୁଗ ଶେଷରେ। ତ ଯାହା ଏଠାରେ କୁହାଯାଉଛି କ'ଣ? ଏଠାରେ କୁହାଯାଉଛି ଏବେ ନାମ ସଂକୀର୍ତ୍ତନ ତୀକ୍ଷ୍ଣ ଖଡ଼ଗ ଲେଗେ। ଭଗବାନ ଚୈତନ୍ୟ ମହାପ୍ରଭୁ ଆସି ସେ ହାତରେ କେଉଁ ପ୍ରକାର ଅସ୍ତ୍ର ଧାରଣ କଲେ? ନାମ ରୂପୀ ଅସ୍ତ୍ର। ୟା ଦ୍ୱାରା କାହାକୁ ସେ ପ୍ରାଣରେ ବଧ କଲେ ନାହିଁ। କଲେ କି? ଏ ଅସ୍ତ୍ର ତ ପ୍ରାଣରେ ବଧ ହେଇପାରିବ ନାହିଁ। ଆମର ହୃଦୟରେ ଯେ ଆସୁରିକ ଗୁଣ ରହିଛି, ଆସୁରିକ ଗୁଣକୁ ସେ ନଷ୍ଟ କରିଦେବେ ଏଇ ନାମ ଦ୍ୱାରା। ସେତେବେଳେ ଆମକୁ ଭକ୍ତରେ ପରିଣତ କରିଦେବେ। ଏହା ହେଉଛି ଚୈତନ୍ୟ ମହାପ୍ରଭୁ। ତେଣୁ ଚୈତନ୍ୟ ମହାପ୍ରଭୁଙ୍କ ଭଳି କୃପା ଅବତାର ଆଉ କେହି ହେଇପାରିବ ନାହିଁ। ତେଣୁ ବୈଷ୍ଣବ ଆଚାର୍ଯ୍ୟ କହୁଛନ୍ତି, ରାମ ଆଦି ଅବତାରେ କ୍ରୋଧେ ନାନ ଅସ୍ତ୍ର ଧରେ ଅସୁରରେ କରିଲ ସଂହାର। ଏବେ ଅସ୍ତ୍ର ନା ଧରିଲ, ପ୍ରାଣେ ନା ବଧିଲ,
ଚିତ୍ତ ଶୁଧିଲ ସବା ଅର୍ଥାৎ ଆମର ଚିତ୍ତ ମାନେ ହୃଦୟ ଯାହା ଆସୁରିକ ଗୁଣ ରହିଛି ସେ ଆସୁରିକ ଗୁଣକୁ ନଷ୍ଟ କରି ଆମକୁ শোধন করলে পবিত্র করলে। হ্যাঁ, তার প্রত্যক্ষ প্রমাণ আমার ইস্কনের প্রতিষ্ঠাতা আচার্য ছিল এসি ভক্তিবেদান্ত স্বামী প্রভুপাদ। বৃদ্ধ অবস্থা 70 ବର୍ଷ ବୟସରେ ଇଏ ପ୍ରାଚ୍ୟ ସାରି ପାଶ୍ଚାତ୍ୟ ଦେଶକୁ ଯାଇଥିଲା। ସେଠାରେ ଲୋକମାନେ ସମସ୍ତେ ହିଁ ରଜଗୁଣ ଆଚ୍ଛନ୍ନ ଉଗ୍ର କର୍ମ ଉଗ୍ର ଖାନା ଗୋମାଂସ ଖାଉଥିଲେ, ଗୋ ରକ୍ତ ପାନ କରୁଥିଲେ, ଅବୈଧ ସ୍ତ୍ରୀ ସଙ୍ଗ କରୁଥିଲେ, ପର୍କରେ ସବୁ ନଙ୍ଗଲା ହୋଇ ଗଡ଼ୁଥିଲେ। সেই ଦେଶକୁ ଯାଇ ମହାପ୍ରଭୁ ଏ ସଂକୀର୍ତ୍ତନ ଆନ୍ଦୋଳନ ଦ୍ୱାରା ସମସ୍ତଙ୍କୁ ପରିବର୍ତ୍ତନ କରିଦେଲେ। ସେମାନେ ସମସ୍ତ ପ୍ରକାର ପାପ କର୍ମରେ ବିରତ ହୋଇ ହାତରେ ଜପମାଲା ନେଇ ଭଗବାନଙ୍କ ନାମ ଜପ କରିଛନ୍ତି। ଆଉ କୌଣସି ପ୍ରକାର ଆମିଷ ଆହାର ନାହିଁ, କୌଣସି ପ୍ରକାର ମାଦକ ଦ୍ରବ୍ୟ ସେବନ ନାହିଁ, କୌଣସି ପ୍ରକାର ଅବୈଧ ସ୍ତ୍ରୀ ସଙ୍ଗ ନାହିଁ, କୌଣସି ପ୍ରକାର ତାସ ପଇସା ଜୁଆ ଖେଳ ନାହିଁ। ଏସବୁ ଛାଡ଼ି ଭକ୍ତି କରିବା ଯୋଗୁଁ ସେମାନେ ଏତେ ଶୁଦ୍ଧ ହେଇଯାଇଛନ୍ତି, ଏତେ ଉଚ୍ଚସ୍ଥିତି ପ୍ରାପ୍ତ ହେଇଯାଇଛନ୍ତି। ବର୍ତ୍ତମାନ ସେମାନେ ଗୁରୁ ହୋଇ ସମଗ୍ର ଜଗତରେ ଶିଷ୍ୟ ଗ୍ରହଣ କରିଛନ୍ତି। ହଁ, କେମିତି ହେଲା? ନାମର ପ୍ରଭାବ। ଯେମିତି ଦସ୍ୟୁ ରତ୍ନାକର ନା ଶୁଣିଛନ୍ତି? ହଁ, ଦସ୍ୟୁ ରତ୍ନାକର ଥିଲେ। ବନ ରାସ୍ତା ଯେ କୌଣସି ଅତିଥି ଯିବ, ସେ ଯେଇ ହଉନା କାହିଁ, ମୁନି ଋଷି ଯେଇ ହଉନା କାହିଁ, ମାରିକିରି ତା ପାଖରେ ଅର୍ଥ ନେଇ ସଂସାର ଚଲାଉଥିଲା। ହଁ, ଆଉ ସେଇ ଦସ୍ୟୁ ରତ୍ନାକର ଯେତେବେଳେ ନାରଦମୁନି କୃପାରୁ ରାମ ନାମ ପାଟିରୁ ଉଚ୍ଚାରଣ କଲେ, ସେ ତ ହେଇଗଲା କ'ଣ? ଦସ୍ୟୁ ରତ୍ନାକରୁ ବାଲ୍ମୀକି ମହାମୁନି। ବାଲ୍ମୀକି ମହାମୁନିର ଭଗବାନ ରାମଚନ୍ଦ୍ର ଆସିବା 60,000 ବର୍ଷ ପୂର୍ବରୁ ରାମାୟଣ ଲେଖିଦେଲେ। ତା ହେଉଛି ଏ ଏଥେଣ୍ଟିକ୍ ସ୍କ୍ରିପ୍ଚର, ପ୍ରାମାଣିକ ଗ୍ରନ୍ଥ। ଏଇ ରାମାୟଣ ଯଦି ପଢ଼ିବେ ସେ ଉଦ୍ଧାର ହେଇ ମାନେ ଭଗବାନଙ୍କ ପାଖକୁ ଫେରି ଯାଇପାରେ। କାହିଁକି? ସେ ତ ଭଗବାନଙ୍କ ରାମଙ୍କର କଥା କେବଳ କୀର୍ତ୍ତନ କରାଯାଇଛି। ହଁ, ସେଥିରେ ଭଗବାନଙ୍କର ନାମ, ଭଗବାନଙ୍କ ରାମଙ୍କର ଲୀଳା କଥା ବ୍ୟକ୍ତ କରାଯାଇଛି। ଯେମିତି ଇଏ ଭାଗବତ, ଏଠାର ଦଶମ ସ୍କନ୍ଦ କେବଳ ଭଗବାନ କୃଷ୍ଣଙ୍କର ଲୀଳା କଥା, ଆଉ ଅନ୍ୟ ସବୁ ସ୍କନ୍ଦରେ ଭଗବାନଙ୍କର ଭିନ୍ନ ଭିନ୍ନ ସବୁ ଅବତାର ମାନଙ୍କର କଥା, ଭକ୍ତମାନଙ୍କର କଥା ଯେମିତି ବର୍ଣ୍ଣନା କରାଯାଇଛି। ତେଣୁ ଏହାକୁ କୁହାଯାଉଛି ଭାଗବତ। କଥା ବୁଝିପାରୁଛନ୍ତି? ସେଇ ହିସାବରେ ଆମେ ଦେଖିବା, ଏଠାରେ ଆମେ ଯେ କହୁଥିଲେ, ଏଇ ଲୋଚନ ଦାସ ଠାକୁର କହୁଛନ୍ତି ଚୈତନ୍ୟ ମହାପ୍ରଭୁ ଏ କଲିଯୁଗ ଲୋକମାନଙ୍କ ପାଇଁ একমাত্র ধর্ম হিসাবে স্থাপন କରିଦେଲେ। କ'ଣ? কলিযুগে নাম যজ্ঞ সার আর কোন ধর্ম କହିଲେ ନାଇଁ হয় পার। পার ମାନେ ଉଦ୍ଧାର ହେଇପାରିବନି। ଅନ୍ୟ କୌଣସି ଧର୍ମ ଆଚରଣ କରି ସେ ଜନ୍ମତି ଚକ୍ରରୁ ଉଦ୍ଧାର ହେଇପାରିବନି। କେବଳ ଭଗବାନଙ୍କ ନାମ, ହରେର ନାମ, ହରେର ନାମ, ହରେର ନାମୈବ କେବଳମ୍। କଲৌ ନାସ୍ତେବ 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 ଗତିର ଅନ୍ୟତା। 3 ଥର ନାସ୍ତେବ। କୌଣସି କର୍ମପନ୍ଥା ଦ୍ୱାରା, କୌଣସି ଜ୍ଞାନ ପନ୍ଥା ଦ୍ୱାରା, କୌଣସି ଯୋଗ ପନ୍ଥା ଦ୍ୱାରା କେହି ଉଦ୍ଧାର ହୋଇ ଭଗବାନଙ୍କ ପାଖକୁ ଫେରି ଯାଇପାରୁନି। କଲିଯୁଗ ଲୋକମାନଙ୍କ ପାଇଁ କେବଳ ନାମ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। এই নাম ইয়াକୁ ସଂକୀର୍ତ୍ତନ ଯଜ୍ଞ, ସଂକୀର୍ତ୍ତନ ଆନ୍ଦୋଳନ। এই ସଂକୀର୍ତ୍ତନ ଆନ୍ଦୋଳନକୁ ଛାଡ଼ି ଯେଉଁ ସମସ୍ତ ପାପୀ ତାପୀ ଦୂର ଦେଶରେ ରହୁଛନ୍ତି, ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏ ଭଗବାନ ଚୈତନ୍ୟ ମହାପ୍ରଭୁଙ୍କୁ କମାଣ୍ଡର ଇନ୍ ଚିଫ୍, ଏକ ସେନାପତି ଭକ୍ତ, ସେ ଦେଶକୁ ଯିବେ, ଯାଇକିରି ସେମାନଙ୍କୁ ଉଦ୍ଧାର କରିବେ। ସେ ହେଉଛନ୍ତି କିଏ? ନା ଆମର ଇସ୍କনের ପ୍ରତିଷ୍ଠାତା ଫାଉଣ୍ଡର ଆଚାର୍ଯ୍ୟ ছিল ଏସି ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ। ତେଣୁ ଲୋଚନ ଦାସ ଠାକୁର ସେ ଇଏ ଶ୍ଲୋକରେ କହୁଛନ୍ତି, କ'ଣ କହୁଛନ୍ତି? ଯଦି কোনো পাপী ধর্ম ছাড়ি, ধর্ম କହିଲେ সংকীর্তন আন্দোলন রূপী ধর্ম, ইয়াକୁ ছাড়ি দূর দেশে রহিব। যদি কোনো পাপী ধর্ম ছাড়ি দূর দেশে রয়, আমার সেনাপতি ভক্ত যাইবে তথা। এর দ্বারা প্রমাণিত ହେଉଛି সেই চৈতন্য মহাপ্রভুଙ୍କୁ সেনাপতি ভক্ত ହେଉଛନ୍ତି ଆମର ଇସ୍କନର ପ୍ରତିଷ୍ଠାତା ଆଚାର୍ଯ୍ୟ ছিল ଏସି ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ। এই ପ୍ରଭୁପାଦ ବୃଦ୍ଧ ଅବସ୍ଥାରେ ଇଏ ଜଳଦୂତ ଜାହାଜରେ ଯେତେ ଯାଉଥିଲେ ଦୁଇ ଥର ହାର୍ଟ ଆଟାକ୍ ହେଇଥିଲା। ତଥାପି କୃଷ୍ଣଙ୍କ ସମ୍ପୂର୍ଣ୍ଣ ଶରଣାଗତ ହେବା ଯୋଗୁଁ କୃଷ୍ଣଙ୍କ କୃପାରେ ବୃଦ୍ଧ ଅବସ୍ଥା ସେ ଦେଶକୁ ଯାଇ সেই ସବୁ ଗୋମାଂସ ଖାନେବାଲା, ଗୋ ରକ୍ତ ପାନେବାଲା
ପିନବାର ଏଇମାନଙ୍କୁ ସବୁ ପରିବର୍ତ୍ତନ କରି ଭକ୍ତରେ ପରିଣତ କରିପାରିବେ। ସେମାନେ ଆଜି ମହାନ ଭକ୍ତ ହେଇଛନ୍ତି, ହଁ, ଗୁରୁ ହେଇଛନ୍ତି। ଏହା ହେଉଛି ପ୍ରଭୁପାଦଙ୍କ ଅବଦାନ। କଥା ବୁଝିପାରିଲେ? ହଁ, ସେହିପରି ଆମେ ଦେଖିବା ଏଠାରେ କଳିଯୁଗ ଲୋକ କେବଳ ଯଦି ନାମକୁ ଆଶ୍ରୟ କରିବ ତାହେଲେ ସେ ପରମ ସିଦ୍ଧି ପ୍ରାପ୍ତ ହେଇଯିବ। କେଉଁଥିଲାଗି? ନାମରେ ଭଗବାନ ସର୍ବଶକ୍ତି ଅର୍ପଣ କରିଦେଇଛନ୍ତି। ଯେମିତି ଆମେ କହୁଥିଲୁ କ'ଣ, ହନୁମାନ କେବଳ ନାମ ଉଚ୍ଚାରଣ କରି ସମୁଦ୍ର ଲଙ୍ଘନ କରି ଲଙ୍କାକୁ ଗଲେ। ପୁଣି ଲକ୍ଷ୍ମଣ ଯେତେ ଅଚେତନ ହେଇ ପଡ଼ିଲେ ଲକ୍ଷ୍ମଣ ପାଇଁ ଔଷଧ ଆଣିବା ପାଇଁ ସେଇଠି ଜୟ ଶ୍ରୀରାମ କରି ଲମ୍ପଦେ ଚାଲିଗଲେ ହିମାଳୟ ସିଆଡ଼େ। ହଁ, ସେଇଠାରେ ପର୍ବତ ଟେକିକିରି ନେଇ ଆସିଲେ। ହଁ, ଇଏ ସଞ୍ଜୀବନୀ ଔଷଧ ଆଦି ଯାହା ସରେ ଚିହ୍ନି ପାରିଲେ ନାହିଁ। ପର୍ବତ ଟେକିକିରି ସେଇଠି ପୁଣି ଜୟ ଶ୍ରୀରାମ କରି ଲମ୍ଫ ଦେଇ ଆସିଲେ କେଉଁଠାରେ? ଲଙ୍କାକୁ। ପୁଣି ଇଏ ଲକ୍ଷ୍ମଣ ଯେତେବେଳେ ଚେତାବନ ଫେରି ଆସିଲେ ପୁଣି ସେଇ ପର୍ବତକୁ ପୁଣି ରଖିଦେବା ପାଇଁ ପୁଣି ସେଇଠିରୁ ଜୟ ଶ୍ରୀରାମ କରି ଲଙ୍କାରେ ଡିଙ୍ଗା ମାରି ଗଲେ କେଉଁଟାକୁ? ସେଇ ହିମାଳୟ ସେଟାକୁ ଯାଇ ରଖି ପୁଣି ସେ ଜୟ ଶ୍ରୀରାମ କରି ପଳେଇ ଆସିଲେ। ଏଟାକୁ କେବଳ ନାମ, ନାମର ଶକ୍ତି ହେଉଛି ଏହିପରି। ହଁ, ତେଣୁ ଏହିପରି ଯଦି ଆମର ନାମ ପ୍ରତି ଦୃଢ଼ ବିଶ୍ୱାସ ରହିବ ତାହେଲେ ଏଇ ନାମ କରି ଆମେ ଜୀବନରେ ପରମ ସିଦ୍ଧି ପ୍ରାପ୍ତ ହେଇପାରେ। ଆଉ ନାମ ଉଚ୍ଚାରଣ ସତ୍ତ୍ୱେ ଆମର ପୂର୍ବ ଜନ୍ମର ସମସ୍ତ ପାପର ପ୍ରତିକ୍ରିୟାରୁ ଆମେ ମୁକ୍ତ ହେଇପାରିବୁ। ଏହା ହେଉଛି ନାମ। ତେଣୁ କଳିଯୁଗ ଲୋକମାନଙ୍କ ପାଇଁ ଭଗବାନ ଚୈତନ୍ୟ ମହାପ୍ରଭୁ ଗୋଟିଏ ମାତ୍ର ପ୍ରେସକ୍ରିପସନ୍ କଲେ, କ'ଣ ନା ଇତି ଷୋଡ଼ଶକମ୍ ନାମ ନାମ କଲି କଲମୋଷ ନାଶନ ନା ତର ପରତର ଉପାୟ ସର୍ବ ବେଦେଷୁ ଦୃଶ୍ୟତେ। ବର୍ତ୍ତମାନ ଏଇ କଥାରେ ଆମେ ଆସିବା। ଏଇ ନାମ ଅନ୍ୟ ସମୟରେ କଲେ ଯାହା ଫଳ ଆମେ ପ୍ରାପ୍ତ ହେଇପାରିବା ଏହି ପୁରୁଷୋତ୍ତମ ମାସ ଅଧି ମାସରେ ଆମେ ଯଦି ସେଇ ନାମ କରିବା ତାଠାରୁ 1000 ଗୁଣ ଅଧିକ ଫଳ ଆମେ ପ୍ରାପ୍ତ ହେଇପାରିବା। ବର୍ତ୍ତମାନ ଆମେ କଥାରେ ଆସିବା ଏ ପୁରୁଷୋତ୍ତମ ମାସ ବିଷୟରେ। କଥା ବୁଝିପାରୁଛନ୍ତି? ଆମେ ବର୍ତ୍ତମାନ ଏତେ କଥା କହିଲେ ବୁଝାଇବା ପାଇଁ। ହଁ, ବର୍ତ୍ତମାନ ଆମେ ଆମର ଯେ ଟପିକ୍ ଅଛି ଟପିକ୍ରେ ଆସିବା। ହେଲେ ଆମେ ଦେଖିଲେ 12ଟା ମାସ ଭିତରେ କାର୍ତ୍ତିକ ମାସରେ ଅଧିପତି ଦେବତା ହେଉଛନ୍ତି କିଏ? ଦାମୋଦର। ଦାମୋଦର ମାନେ ସ୍ୱୟଂ ଭଗବାନ କୃଷ୍ଣ, ଲୀଳା ପୁରୁଷୋତ୍ତମ କୃଷ୍ଣ। ତେଣୁ ସେଇ କୃଷ୍ଣ ଏଇ ମାସକୁ କୁହାଯାଉଛି ପୁରୁଷୋତ୍ତମ ମାସ। କାର୍ତ୍ତିକ ମାସକୁ କ'ଣ କୁହାଯାଉଛି? ଆର ଗୋଟେ ପୁରୁଷୋତ୍ତମ ମାସ। କଥା ବୁଝିପାରୁଛନ୍ତି? ଦୁଇଟା ପୁରୁଷୋତ୍ତମ ମାସ କଥା କୁହାଯାଉଛି ନା? ହଁ, ଗୋଟେ ହେଉଛି ନିତ୍ୟ ପୁରୁଷୋତ୍ତମ ମାସ, ଆଉ ଗୋଟେ ହେଉଛି ନୈମିତ୍ତିକ ପୁରୁଷୋତ୍ତମ ମାସ। ଏଇ ବର୍ତ୍ତମାନ ଏଇ କଥାରେ ଆମେ ଆସିବା। ଏଠାରେ ଆମେ ଯେ 12 ମାସର ଅଧିପତି ଦେବତା ଯେତେ ସବୁ ଆମେ କହିଲେ କେଶବ, ନାରାୟଣ, ମାଧବ, ଗୋବିନ୍ଦ, ବିଷ୍ଣୁ, ମଧୁସୂଦନ, ତ୍ରିବିକ୍ରମ, ବାମନ, ଶ୍ରୀଧର, ଋଷିକେଶ, ପଦ୍ମନାଭ। ହଁ, ଏସବୁ ହେଉଛି ଭଗବାନଙ୍କର ଏକ୍ସପାନ୍ସନ୍। ସ୍ୱୟଂ ଭଗବାନଙ୍କର। ହଁ, ଡାଇରେକ୍ଟ ଏକ୍ସପାନ୍ସନ୍, ପର୍ସନାଲ ଏକ୍ସପାନ୍ସନ୍। ହଁ, ଦୁଇ ପ୍ରକାର, ଦେର୍ ଆର୍ ଟୁ କାଇଣ୍ଡସ୍ ଅଫ୍ ଏକ୍ସପାନ୍ସନ୍, ପର୍ସନାଲ ଏକ୍ସପାନ୍ସନ୍ ଆଉ ସେପାରେଟ୍ ଏକ୍ସପାନ୍ସନ୍। ହଁ, ଆମେ ସମସ୍ତେ ସେପାରେଟ୍ ଏକ୍ସପାନ୍ସନ୍। ହଁ, ଆଉ ଇଏ ହେଉଛନ୍ତି ସମସ୍ତେ ପର୍ସନାଲ ଏକ୍ସପାନ୍ସନ୍, ସାଂସ ପ୍ରକାର। ଯେମିତି ଆମେ 10 ଅବତାର ସ୍ତୋତ୍ରରେ ଏ କଥା କହୁଥିଲେ, କେଶବ ଧୃତ ମୀନ ଶରୀର, କେଶବ ଧୃତ କୁର୍ମ ଶରୀର, କେଶବ ଧୃତ ଶୁକର ରୂପ, କେଶବ ଧୃତ ନରହରି ରୂପ, କେଶବ ଧୃତ ବାମନ ରୂପ, କେଶବ ଧୃତ ଭୃଗୁପତି ରୂପ, କେଶବ ଧୃତ ରାମ ଶରୀର, କେଶବ ଧୃତ ହଳଧର ରୂପ, କେଶବ ଧୃତ ବୁଦ୍ଧ ଶରୀର, କେଶବ ଧୃତ କଲ୍କି ଶରୀର। ତାମାନେ ଏକ ହି ଗଡ୍ ଇଜ୍ ୱାନ୍। ଏକ ହି ଗଡ୍ ଅର୍ଥାତ୍ କେଶବ, କେଶବ କହିଲେ କୃଷ୍ଣ। ହଁ, ଏ ଭିନ୍ନ ଭିନ୍ନ ରୂପ ଧାରଣ କରି ଆସିଥିଲେ। ମୀନ ରୂପ ଧାରଣ କରି ଆସିଥିଲେ, କୁର୍ମ ରୂପ ଧାରଣ କରି ଆସିଥିଲେ, ଶୁକ ରୂପ ଧାରଣ କରି ଆସିଥିଲେ, ନରହରି ରୂପ ଧାରଣ କରି ଆସିଥିଲେ, ବାମନ ଅବତାର ରୂପ ଧାରଣ କରି ଆସିଥିଲେ, ପରଶୁରାମ ରୂପ ଧାରଣ କରି ଆସିଥିଲେ, ରାମ ଅବତାର ରୂପ ଧାରଣ କରି ଆସିଥିଲେ, ହଳଧର ରୂପ ଧାରଣ କରି ଆସିଥିଲେ, ବୁଦ୍ଧ ଅବତାର ରୂପ ଧାରଣ କରି ଆସିଥିଲେ। କଳିଯୁଗ ଶେଷରେ ଆସିବେ କଲ୍କି ଅବତାର ରୂପ ଧାରଣ କରି। ହଁ, ଆମେ ଏସବୁ କଥା କହିସାରିଛେ। ଗଡ୍ ଇଜ୍ ୱାନ୍ସ। କନକ୍ଲୁଜନ୍ କ'ଣ ହେଲା? ଏତେ ଏତେ ଭିନ୍ନ ଭିନ୍ନ ରୂପ ହେଲେ ବି ଏକ ହି ଭଗବାନ ଭିନ୍ନ ଭିନ୍ନ ରୂପ ଧାରଣ କରି ଆସିଛନ୍ତି। ଏଠାରେ ଯେ 12 ମାସରେ ଆମେ ଅଧିପତି ଦେବତାମାନଙ୍କର କହିଲୁ, ଏ ସବୁ କେବଳ ଦାମୋଦରକୁ ଛାଡ଼ିଦେଲେ ଆଉ ଯେ 11 ଯେ ଭଗବାନଙ୍କ ନାଁ କୁହାଗଲା, ଏ ସମସ୍ତେ ହେଉଛନ୍ତି ଭଗବାନଙ୍କର ବିଳାସ ବିଗ୍ରହ, ମାନେ ସାଂସ ପ୍ରକାଶ।
পার্সোনাল এক্সପାନ୍ସନ୍ କଥା ବୁଝିଗଲା। ଏ ପାର୍ସୋନାଲ ଏକ୍ସପାନ୍ସନ୍ ଦେନ୍ ଏଠାରେ ସ୍ୱୟଂ ଭଗବାନ କିଏ ହେଉଛନ୍ତି ଦାମୋଦର କାର୍ତ୍ତିକ ମାସ। ତ ଦାମୋଦର ଏଇ ମାସ ଅଧିପତି ଦେବତା ହେବା ଯୋଗୁଁ ତେଣୁ ଏଇ ମାସକୁ ଆଉ ଗୋଟେ କଥାରେ କୁହାଯାଉଛି ପୁରୁଷୋତ୍ତମ ମାସ, ଯେହେତୁ ଦାମୋଦର ହେଉଛନ୍ତି ପୁରୁଷୋତ୍ତମ। କଥା ବୁଝିପାରୁଛନ୍ତି? ସ୍ୱୟଂ ଭଗବାନ ପୁରୁଷୋତ୍ତମ ମାନେ କ'ଣ? ସ୍ୱୟଂ ଭଗବାନ ସୁପ୍ରିମ୍ ଏଞ୍ଜୟ ପୁରୁଷୋତ୍ତମ ପୁରୁଷମାନଙ୍କ ମଧ୍ୟରୁ ଉତ୍ତମ। ତ ପୁରୁଷମାନଙ୍କର ମଧ୍ୟରୁ ଉତ୍ତମ ଏକମାତ୍ର ପୁରୁଷ କିଏ? କୃଷ୍ଣ ଇଜ୍ ଦ ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡହେଡ୍। ତେଣୁ ତାଙ୍କ ଦେହଟା ହେଉଛି କ'ଣ? ସଚିତ୍ ଆନନ୍ଦମୟ, ଫୁଲ୍ ଅଫ୍ ଇଟର୍ନିଟି, ସତ୍ ଚିତ୍, ଫୁଲ୍ ଅଫ୍ ନଲେଜ୍, ଫୁଲ୍ ଅଫ୍ ବ୍ଲିସ୍, ସଚ୍ଚିଦାନନ୍ଦ। ତାହେଲେ କୃଷ୍ଣଙ୍କ ଦେହ କେମିତିଆ? କୃଷ୍ଣଙ୍କ ଦେହ ଫୁଲ୍ ଅଫ୍ ଇଟର୍ନିଟି, ନିତ୍ୟ, ଫୁଲ୍ ଅଫ୍ ନଲେଜ୍, ପୂର୍ଣ୍ଣ ଜ୍ଞାନମୟ, ଫୁଲ୍ ଅଫ୍ ବ୍ଲିସ୍, ପୂର୍ଣ୍ଣ ଆନନ୍ଦମୟ। ଆଉ ଠିକ୍ କୃଷ୍ଣଙ୍କର ଦେହ ଅପୋଜିଟ୍ ହେଉଛି ଆମର ଦେହ। ଆମର ଦେହ କ'ଣ? ସତ୍ ନା କ'ଣ? ଅସତ୍। ଆମର ଅଯୁକ୍ତ ହେଉଛି। 20ଟି ଉପସର୍ଗ ଅଛି, ପୁଣି ସେଇ ଗ୍ରାମରେ ଆସିବାକୁ ପଡ଼ୁଛି। ଗ୍ରାମାର, ବର୍ତ୍ତମାନ ଗ୍ରାମରେ ପାଠ। ଏଠାରେ 20ଟି ଉପସର୍ଗ, ପ୍ରୋ, ପରା, ଅପ ଆଦି ଏସବୁ 20ଟି ଉପସର୍ଗ ରହିଛି। ଏଠାରେ ସତ୍, ସତ୍ ମାନେ କ'ଣ କହିଗଲା? ଇଟର୍ନିଟି, ଇଟର୍ନାଲ ଯେଉଁ କୁହାଯାଏ ସତ୍, ନିତ୍ୟ। କଥା ବୁଝିପାରୁଛନ୍ତି? ତ ସତ୍ ମାନେ ନିତ୍ୟ। ଏଠାରେ ଆମେ କହିଲେ କୃଷ୍ଣଙ୍କର କଥା, କୃଷ୍ଣଙ୍କ ଦେହ କେମିତିଆ? ଫୁଲ୍ ଅଫ୍ ଇଟର୍ନିଟି ମାନେ ପୂର୍ଣ୍ଣ ନିତ୍ୟ। କିନ୍ତୁ କୃଷ୍ଣଙ୍କର ଶରୀର ଅପୋଜିଟ୍ ହେଉଛି ଆମର କ'ଣ ହେବ? ସେଟା ଅଯୁକ୍ତ ହେଉଛି। ସତ ପୂର୍ବରେ ଗୋଟେ ଅଯୁକ୍ତ ହେଇଗଲେ କ'ଣ ହେବ? ଅସତ୍। ଫୁଲ୍ ଅଫ୍ କ'ଣ? ଟେମ୍ପୋରାରୀ। ଇଟର୍ନିଟି ଅପୋଜିଟ୍ କ'ଣ? ଟେମ୍ପୋରାରୀ। ହଁ କି ନା? ଆମର ଅନିତ୍ୟ, ଆମର ନିତ୍ୟ କିଆ ନାଇଁ, ଅନିତ୍ୟ, ଟେମ୍ପୋରାରୀ। କୃଷ୍ଣଙ୍କର ଏଇଟା କ'ଣ ହେଉଛି? ଫୁଲ୍ ଅଫ୍ ନଲେଜ୍। ଆମର ଦେହଟା ତାହେଲେ କ'ଣ ହେଲା? ଫୁଲ୍ ଅଫ୍ ଇଗ୍ନୋରାନ୍ସ। ଆମେ ହচ্ছে କୃଷ୍ଣଙ୍କ ସତ୍, ତାର ଆମର ଦେହ ହେଉଛି ଅସତ୍। କୃଷ୍ଣଙ୍କ ଦେହ ହେଉଛି ସଚିତ୍, ଚିତ୍ ମାନେ ଜ୍ଞାନମୟ। ଆମର କ'ଣ ହେଉଛି? ଅଚିତ୍, ଅର୍ଥାତ୍ କ'ଣ କୁହାଯାଉଛି? ଅଜ୍ଞାନମୟ। କଥା ଗୁଡ଼ା ବୁଝନ୍ତୁ, ଅପୋଜିଟ୍ କୁହାଯାଉଛି ଏଠାରେ, ବିପରୀତ ଶବ୍ଦ। ତାହେଲେ ସତର ବିପରୀତ ହେଇଗଲା ଅସତ୍, ଆଉ ହେଉଛି ଚିତ୍ ବିପରୀତ ହେଇଗଲା କ'ଣ? ଅଚିତ୍ ମାନେ ଅଜ୍ଞାନ। ଆଉ ତାପରେ ତୃତୀୟ ପୂର୍ଣ୍ଣ ଆନନ୍ଦମୟ। ଆମର ଦେହଟା କ'ଣ? ପୂର୍ଣ୍ଣ ନିରାନନ୍ଦମୟ। ଆମେ କୃଷ୍ଣଙ୍କ ଭଳି ଆନନ୍ଦିତ ସ୍ଥିତିରେ ଅଛୁକୁ? ଆମେ ସବୁବେଳେ ନିରାନନ୍ଦ ଅବସ୍ଥାରେ ଅଛୁ। ତେଣୁ ଆମର ଇଏ ହେଉଛି ଯେ ଜଡ଼ ଦେହ। ଜଡ଼ ଦେହରେ ଏଥିଲାଗି କୁହାଯାଇଛି ଅନିତ୍ୟ, ଅଜ୍ଞାନ ଆଉ ନିରାନନ୍ଦ। ବୁଝିଗଲା କଥା? ଆଉ ଭଗବାନଙ୍କ ଦେହ ସତ୍, ଚିତ୍, ଆନନ୍ଦମୟ। ତେଣୁ କିଏ କହୁଛନ୍ତି? ଏ ବ୍ରହ୍ମାଣ୍ଡର ପ୍ରଥମ ଶ୍ରେଷ୍ଠ ଜୀବ ବ୍ରହ୍ମାଜୀ। ସେଇ କଥା କହୁଛନ୍ତି ଈଶ୍ୱର ପରମ କୃଷ୍ଣ ସଚ୍ଚିତ୍ ଆନନ୍ଦମୟ ବିଗ୍ରହ, ଅନାଦିର ଆଦିର ଗୋବିନ୍ଦ ସର୍ବ କାରଣ କାରଣ। ଅନାଦିର ଆଦିର ଗୋବିନ୍ଦ, ତାର ମାନେ ସମସ୍ତଙ୍କର ଆଦି ହେଉଛନ୍ତି କୃଷ୍ଣ। ତାମାନେ କୃଷ୍ଣ ଇଜ୍ ଦ ସୋର୍ସ ଅଫ୍ ଏଭ୍ରିଥିଙ୍ଗ। ଏଭ୍ରିଥିଙ୍ଗ ଇଜ୍ ଏମାନେଟେଡ୍ ଫ୍ରମ୍ କୃଷ୍ଣ। ବ୍ରହ୍ମାଜୀ କହିବା ତାତ୍ପର୍ଯ୍ୟ ହେଉଛି ଏହା। ପୁଣି ସେ କହୁଛନ୍ତି କ'ଣ? ମାନେ ସର୍ବ କାରଣର କାରଣ। କୃଷ୍ଣ ଇଜ୍ ଦ ଅରିଜିନାଲ କଜ୍ ଅଫ୍ ଅଲ୍ କଜେସ୍। ସମସ୍ତ କାରଣର ମୂଳ କାରଣ ହେଉଛନ୍ତି କିଏ? ଭଗବାନ କୃଷ୍ଣ। କଥା ବୁଝିପାରିଲେ? ଗୋଟେ କଥାରେ ଯଦି ବୁଝିପାରିବେ ସବୁ ସମସ୍ୟା ଦୂର ହେଇଯିବ। ଇଏ ବ୍ରହ୍ମାଜୀ କହୁଛନ୍ତି, ଆଦି କବି। ସେ କହେ ଅନାଦିର ଆଦି। ସମସ୍ତଙ୍କର ଆଦି ଅଛି, ଆମର ସମସ୍ତଙ୍କ ଆଦି ରହିଛି, କିନ୍ତୁ ଭଗବାନଙ୍କର କୌଣସି ଆଦି ନାହିଁ। ବିଗିନିଂ ଲେସ୍। ଭଗବାନ କ'ଣ ହେଉଛନ୍ତି? କ'ଣ? ବିଗିନିଂ ଲେସ୍, ଯାହାର କ'ଣ ଆଦି ନାହିଁ। ହି ଇଜ୍ ଦ ଅରିଜିନାଲ କଜ୍ ଅଫ୍ ଅଲ୍ କଜେସ୍। ସେ ସମସ୍ତଙ୍କର ମୂଳ କାରଣ। ଶୋଉଛୁ କାହିଁକି?
ଶୁଣ କଥା ତ ଏଠାରେ ଇଏ ଭଗବାନ ଏଇ କଥା ଭଗବାନ ସମ୍ବନ୍ଧରେ ଏଇ କଥା କହିଦେଲେ କିଏ ये ब्रह्मा जी कहला आदि कवि हाँ प्रथम कवि ये ब्रह्मांडर तो से यही हिसाब से आम देखिए बर्तमान आम कथार आसवा एटार दुईटा पुरुषोत्तम मास कथा कह जाए 12 मासर मध्य गोटे कार्तिक मास को पुरुषोत्तम मास कह जाए स्वयं भगवान कृष्ण लीला पुरुषोत्तम हिसाब से हाँ और ये अधि मासर अधिष्ठाता देवता होचंदी किए पुरुषोत्तम भगवान स्वयं हाँ तो दुईटा तो बर्तमान आम कथा आसुचे गोटे नित्य पुरुषोत्तम मास और गोटे नैमित्तिक पुरुषोत्तम मास बर्तमान प्रश्न होची नैमित्तिक पुरुषोत्तम मास कौन और नित्य पुरुषोत्तम मास कौन हाँ हाँ नित्य पुरुषोत्तम दामोदर प्रति वर्ष आसुचे दामोदर मास प्रति वर्ष मतलब कार्तिक मास प्रति वर्ष आसुचे किंतु ये जो अधि मास ये सब वर्ष रे आसुना ये आसु 3 वर्ष थरे तेणु या नैमित्तिक कह बुझेगा एपन तो हाँ बर्तमान आम ये कथा पर्यंत आसिलु दुई प्रकार पुरुषोत्तम कथा एक हूँ नित्य पुरुषोत्तम हूँ कार्तिक मास और गोटे हूँ नैमित्तिक पुरुषोत्तम मान अधि मास बुझेगा बर्तमान आम कंपेयर करवा दुईटा मध्य सर्वोत्तम किए हाँ यही कहतु मोर प्रश्न एत सब बुझुंट ना कौन शोचंती ना अन्नमनस्क होचंती तार परीक्षा बर्तमान हाँ ना कथा ये भेद कर पारना बुझे कौन एठारे ये पुरुषोत्तम मास अधि मास सर्वोत्तम कार्तिक मास यही जे आमे नाम जदि करिबा हाँ हरे कृष्ण महामंत्र थरे जो उच्चारण कलु जहाँ फल मिल यही पुरुषोत्तम मासरे से मंत्र थरे उच्चारण कले 1000 गुण अधिक फल प्राप्त हो पार कथा बुझीपार हाँ 12 वर्ष तपस्या कर जहाँ फल प्राप्त हे ये गोटे मास पुरुषोत्तम मास पालन कर से फल प्राप्त हो ये भगवान स्पेशलिस्ट बनईदे यही मास हाँ तेणु ये प्रति वर्ष ट्रेन चली हाँ तार दामोदर मास आसूची किंतु ये थरे फेल मारले कौन हम ये ट्रेन जब न चढ़े 3 वर्ष अपेक्षा कर हाँ 3 वर्ष थरे आस हाँ यही आम बर्तमान आसबे यही कथा प्रसंग टाइम तो हो जाए तो आम टिके कथा शुणु आम बर्तमान गोटे कथार आसवा यही पुरुषोत्तम मास सम्बन्ध भिन्न भिन्न शास्त्र कौन कहा जाए हाँ पुरुषोत्तम मासर महात्मा सम्बन्ध प्रथम एक कथा श्रवण करंतु अच्छा एठार कह जाउची पद्म पुराण में पुरुषोत्तम मासर महात्मा सम्बन्ध कौन कहते ये मास हूँ कृष्णकर हृदय हाँ पद्म पुराण कौन कहगला ये पुरुषोत्तम मास हूँ भगवान कृष्णकर हार्ट हाँ हृदय हाँ तापर नारदीय पुराण रे कह जाउची मासर राजा 12टी मास तार ऊपर राजा होचंदी ये पुरुषोत्तम मास बुझेला तापर कह जाए स्कंद पुराण कौन कह जाउची ये मास यदि नियम पालन न करिवे ताला नरक गति कौन हो नरक गति यही मासर मनुष्य देह प्राप्त हो अन्य प्राणी मान के छेड़ी मेंढा मारिकी खाइब हाँ ये सब नियम व्यतिक्रम यही अपराध जो सब नरक गति है हाँ तेने विशेषकर ये मासर कई मांसाहार करिब नहीं हाँ मद पीब नहीं हाँ ये सब विधान एटार कह जाए नरक गति शास्त्र कथा तापर गरुड़ पुराण कह जाउची यही मास जदि कहीं निष्ठा सहकार पालन कर परम गति से प्राप्त हो बृहद नारदीय पुराण कौन कह जाए ये मासरे यदि भगवान के चरण गोटे तुलसी अर्पण कर 1000 गुण अधिक फल से प्राप्त है अन्न मासरे गोटे तुलसी अन्न मासरे 1000 थर तुलसी अर्पण करवा जहाँ ये मासरे गोटे तुलसी अर्पण कर से फल
ପ୍ରାପ୍ତ ହେଇଯିବ। କଥା ବୁଝିପାରୁଛନ୍ତି? ତ ବର୍ତ୍ତମାନ ଆମେ ଦେଖିବା ଯେ ଏ ମାସ ଯେ କାହିଁକି ଆସୁଛି 3 ବର୍ଷ ଥରେ। ଏଟାର ଦୁଇଟା ଗଣନା ରହିଛି, ଗୋଟେ ହେଉଛି ସୌର ଗଣନା আর ଗୋଟେ ହେଉଛି ଚାନ୍ଦ୍ର ଗଣନା। କଥା ବୁଝିପାରୁଛନ୍ତି? ସୌର ଗଣନା ଅନୁସାରେ, ସୌର ଗଣନା ମାନେ କ'ଣ? ସୂର୍ଯ୍ୟ ଗଣନା। ଗୋଟେ ସୂର୍ଯ୍ୟ ସିଦ୍ଧାନ୍ତ ଅନୁସାରେ ଗଣନା, ଆଉ ଗୋଟେ ଚନ୍ଦ୍ର ସିଦ୍ଧାନ୍ତ ଅନୁସାରେ ଗଣନା। এই ସମୟରେ ଆମେ ଦେଖିବାକୁ ପାଉଛେ ମାନେ ସୌର ଗଣନା ଅନୁସାରେ, ସୂର୍ଯ୍ୟ ଗଣନା ଅନୁସାରେ ଏକ ବର୍ଷ ହେଉଛି କେତେ ଦିନ? 365 ଦିନ। ଆଉ ଚାନ୍ଦ୍ର ଗଣନା ଅନୁସାରେ ଗୋଟେ ବର୍ଷ ହେଉଛି କେତେ? 354। କେତେ ଦିନ ଫରକ ହେଇଯାଉଛି? ହଁ, 11 ଦିନ। ହଁ, 11 ଦିନ, ଗୋଟେ ବର୍ଷ 11 ଦିନ ପାର୍ଥକ୍ୟ ହେଇଯାଉଛି। ହଁ, କଥା ବୁଝିପାରୁଛନ୍ତି? ଏହାକୁ ବ୍ୟାଲେନ୍ସ କରିବାକୁ ହେବ ନା କ'ଣ? ତେଣୁ ଏ 2 ବର୍ଷ ହେଲେ କେତେ ଦିନ ହେଇଯିବ? 22 ଦିନ। ଗୋଟେ ବର୍ଷ 11 ଦିନ ଫରକ ହେଉଛି, 2 ବର୍ଷ ହେଇଗଲା କେତେ? 22 ଦିନ। 8 ମାସ ହେଲେ କେତେ ହେବ? ଆଉ 8 ମାସ, ତାମାନେ ଆଉ 6 ଦିନ ଧରାଯାଉ। ହଁ, ତାହେଲେ 6 ଆଉ 24 କେତେ ହେଲା? ହଁ, 24 আর 11 11 22, 22 আর 8, 8 ଦିନ। ହଁ, କେତେ ହେବ? ହଁ, 30 ହେଲା। ମାନେ 8 ମାସ 16 ଦିନ। ହଁ, ଆଉ 4 ଘଣ୍ଟା, ତାର ମାନେ କ'ଣ? 8.5 ଦିନ ଭଳି ଅଛି। ହଁ, ୟାକୁ କୁହାଯାଉଛି 8 ଦିନ। ତାହେଲେ 2 ବର୍ଷରେ ଆସୁଛି 22 ଦିନ, 8 ମାସ 16 ଦିନ, 4 ଘଣ୍ଟା ଆସୁଛି 8 ଦିନ। ଟୋଟାଲ ହେଇଗଲା କେତେ? 30 ଦିନ। ତ 30 ଦିନ ଏକ୍ସଟ୍ରା ହେଇଗଲା। 2 ବର୍ଷ 8 ମାସ 16 ଦିନ 4 ଘଣ୍ଟା ଥରେ ଇଏ ଗୋଟେ ମାସ ଏକ୍ସଟ୍ରା ହେଇଗଲା। ହଁ, ଏହାକୁ ବ୍ୟାଲେନ୍ସ କରିବାକୁ ହେବ। କେମିତି ବ୍ୟାଲେନ୍ସ କରିବା? ତେଣୁ ଏହାକୁ ତ୍ରୟୋଦଶ ମାସ ହିସାବରେ 2ଟା ଜ୍ୟେଷ୍ଠ ମାସ ହେଇଯାଉଛି। ହଁ, 2ଟା। ଗୋଟେ ଜ୍ୟେଷ୍ଠ ମାସ ଯାହାକୁ ବହିର୍ଜଗତ ଲୋକମାନେ କହୁଛନ୍ତି ମଳ ମାସ। ହଁ, যেটা ବର୍ତ୍ତମାନ ସରିବାକୁ ଯାଉଛି। ହଁ, ମଳ ମାସ ଏକ୍ସଟ୍ରା ମାସ ଆସିଗଲା। ଏ ପରେ ଅରିଜିନାଲ এটা আসিব জ্যৈষ্ঠ মাস। হ্যাঁ, বৈশাখ পরে জ্যৈষ্ঠ, কিন্তু বৈশাখ পরে আসিগেল কেন? ইয়ে অধিমাস। কথা বুঝিপারলে? হ্যাঁ, আরে বল, কথা বুঝিপারছেন? কথা পর্যন্ত হ্যাঁ এক্সট্রা আসিগেল। তখন জ্যৈষ্ঠ মাসে 2টা হয়ে যাবে। 3 বছর থরে 2টা জ্যৈষ্ঠ মাস। হ্যাঁ, তাই জ্যৈষ্ঠ মাসে গোটে হচ্ছে অধিমাস হিসাবে, আর গোটে জ্যৈষ্ঠ মাস। এটা এটা সরিবা কেবে? 15 তারিখ। হ্যাঁ, এটা আরম্ভ হয়েছে 17 তারিখ। গলা মাসের 17 তারিখ আরম্ভ হয়েছে। হ্যাঁ, আর বর্তমান সরিব 15 তারিখ। আজ কেতে তারিখ? হ্যাঁ, 13। কালি 14, পরদিন এই মাস পরদিন পর্যন্ত। ইয়া ভিতরে যে যেতে ভক্তি করিপারিবে তাহা 100,000 গুণ ଅଧିକ ବଢ଼ି ଚାଲିବ। ତେଣୁ ଶାସ୍ତ୍ର ହିସାବରେ ଆମେ ବର୍ତ୍ତମାନ ପ୍ରମାଣ କରିବା। ଶାସ୍ତ୍ର ହିସାବରେ କୁହାଯାଉଛି, এଠାରେ শুনন্তু, কার্তিকে মাঘে বৈশাখে ফলং লভতে নর। মানে 12টি মাসের মধ্যରୁ 3টা মাস হচ্ছে মানে উত্তম। কোন? বৈশাখ মাস, মাঘ মাস আর কার্তিক মাস। কথা বুঝতে পারলে? এই 3টা মাস উত্তম। আর ইয়ে পুরুষোত্তম মাস সর্বোত্তম কাজ হচ্ছে। হ্যাঁ, বর্তমান শুনুন, কার্তিকে মাঘে বৈশাখে ফলং লভতে নর। অর্থাৎ কার্তিক মাস, মাঘ মাস, বৈশাখ মাস মনুষ্য ধর্ম আচরণ করে যে ফল প্রাপ্ত হবে। হ্যাঁ, এ পর্যন্ত বুঝতে পারলে? তারপরে কোন তৎফলং কোটি গুণিতং পুরুষোত্তম লভতে। এ পদ্ম পুরাণে এই কথা কওয়া যাচ্ছে, পাতাল খণ্ডরে। কোন কথা? কোটি গুণিতং মানে বৈশাখ মাস, মাঘ মাস, কার্তিক মাস মানে ধর্ম আচরণ করে যে ফল প্রাপ্ত হবে, সেই ধর্ম এই পুরুষোত্তম মাসে আচরণ কলে কেতে গুণ ଅଧିକ ହେଇଯିବ? କୋଟି ଗୁଣ। ମୁଁ ତ କହୁଥିଲି ହଜାର ହଜାର ନୁହେଁ। ହଁ, ଏଠାରେ କୋଟି ଗୁଣ ବଢ଼ିଯିବ। ହଁ, ତାମାନେ
অন্য মাসের থরে হরে কৃষ্ণ মহামন্ত্র উচ্চারণ করলে যা হব এ মাসের সেই মহামন্ত্র থরে উচ্চারণ করলে কেতে গুণ বড়িଯିବ কোটি গুণ। হ্যাঁ, তাহলে আনন্দের কহতু হরে কৃষ্ণ হরে কৃষ্ণ 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 হরে 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 রাম 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 হরে হরে। ଏହା ହଉଛି ଶାସ୍ତ୍ର ପ୍ରମାଣ ନା। ବର୍ତ୍ତମାନ ଆମେ ଦେଖିବା এই পুরুষোত্তম মাস সংজ্ঞা দেওয়া যাচ্ছে। হ্যাঁ, বর্তমান শুনନ୍ତୁ পুরুষোত্তম সঙ্গ কো অধিক অধিমাস শ্রীকৃষ্ণ শ্রীকৃষ্ণস্য অত্যন্ত প্রিয় অতএব সর্বমাস উত্তম। বর্তমান সংজ্ঞা দেওয়া গেল কাহার পুরুষোত্তম মাসের সংজ্ঞা। হ্যাঁ, সংজ্ঞাটা কোন দেওয়া গেল পুরুষোত্তম সঙ্গক অধিমাস শ্রীকৃষ্ণস্য অত্যন্ত প্রিয়। তাহলে এই মাস হচ্ছে ভগবান কৃষ্ণଙ୍କର অত্যন্ত প্রিয়। হ্যাঁ, অত্যন্ত প্রিয় মানে অতি প্রিয়। হ্যাঁ, কথা বুঝিগলা। তারপরে অতএব সর্বমাস উত্তম, তার মানে সর্বোত্তম। হ্যাঁ, আমি যে তিনটা মাস উত্তম কହୁଥିଲି কোন মাঘ মাস, হ্যাঁ কার্তিক মাস, বৈশাখ মাস, এই তিনটা উত্তম। মানে ଏ ମାସରେ କେହି ଯଦି କୌଣସି ପୁଣ୍ୟ କର୍ମ କରିବେ ଅନ୍ୟ ମାସ ଯାହା ସବୁ ରହିଛି ସେଇ ମାସରେ ଯାହା କରେ ତାଠାରୁ 1000 ଗୁଣ ଅଧିକ ପ୍ରାପ୍ତ ହେବ ଏ 3 ମାସ। আর এই পুরুষোত্তম মাস সেই মানে পুণ্য কর্ম করলে কোটি গুণ বଢ଼ିଯିବ। কথা ବୁଝିଗଲା, କମ୍ପେୟାର ହେଇଗଲା। ତ ଏ ହେଉଛି ଭଗବାନଙ୍କର ଅତି ପ୍ରିୟ ମାସ, ଅତ୍ୟନ୍ତ ପ୍ରିୟ। ତେଣୁ ଏଇ ମାସ ସର୍ବୋତ୍ତମ। ଏଇଟା ହେଉଛି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଟୀକାରେ ଏଇ କଥା ସେ ଦେଇଛନ୍ତି। তাহলে বর্তমানে আমি আসিবা যে এই পুরুষোত্তম মাস। আচ্ছা, আজ কথা রাখবি না কালি সন্ধ্যারে রাখি আপনি পুরুষোত্তম মাস? হ্যাঁ হ্যাঁ, সময় হয়ে যাଉଛି। হ্যাঁ, ଆସନ୍ତାକାଲି ଆସନ୍ତାକାଲି ସନ୍ଧ୍ୟାରେ ଆମେ ତାହେଲେ ଆଲୋଚନା କରିବା। ଆମେ ସେତେବେଳେ ଆଲୋଚନା କରିବା ଯେ ଏଇ ପୁରୁଷୋତ୍ତମ ମାସ ଅପେକ୍ଷା କରିବା ଯୋଗୁଁ କେଉଁ ପ୍ରକାର ସବୁ ଦୁର୍ଘଟଣା ଘଟିଥିଲା ସେଇ କଥା ଦ୍ରୌପଦୀଙ୍କର ବିଷୟ ନେଇ ଆମେ ଆଲୋଚନା କରିବା ଆସନ୍ତାକାଲି ଏକ ବଡ଼ ଟପିକ୍ ହିସାବରେ। ହଁ, କାଲି ସମସ୍ତେ ଆସନ୍ତୁ, ଆମେ 7ଟାରେ ଆରମ୍ଭ କରିବା। କାରଣ ଆମର ଶାରୀରିକ ପ୍ରୋବ୍ଲେମ୍ ଅଛି, ଆସିବା ସମୟରେ ପେନ୍ ହେଉଥିଲା ହେଉଥିଲା। ତେଣୁ ଏଇ ହିସାବରେ ଆମେ ଚେଷ୍ଟା କରିବା ଯଦି ଠିକ୍ ରହିବି ତାହେଲେ 7ଟାରେ ପଳେଇ ଆସିବି। ହଁ, ସମସ୍ତେ 7ଟା ପୂର୍ବରୁ ଆସି ଉପସ୍ଥିତ ରହିବେ। ଯଦି ଶୁଣିବେ ସେତେବେଳେ ଏ ମାସ ନିୟମ ଅନୁସାରେ ପାଳନ କରିବା ପାଇଁ ପ୍ରସ୍ତୁତ ହେଇଯିବେ। କଥା ବୁଝିପାରିଲ? ଏଇ ଦ୍ରୌପଦୀ ପୂର୍ବ ଜନ୍ମରେ ଏକ ମୁନିଙ୍କର ଆଦେଶ ଲଙ୍ଘନ କରି ଏ ମାସକୁ ସେ ପାଳନ କଲେ ନାହିଁ। ସେଇ ପାଳନ ନ କରିବା ଯୋଗୁଁ ଏଇ ଦ୍ରୌପଦୀ ଯେତେବେଳେ ଜନ୍ମ ଲାଭ କଲେ ମାନେ ଦ୍ରୁପଦ ରାଜାଙ୍କ ଯଜ୍ଞସେନୀ ରୂପରେ ପାଣ୍ଡବମାନଙ୍କ 5 ମହାରଥୀ ପତି ହିସାବରେ ପ୍ରାପ୍ତ ହେଲେ। ତଥାପି କେତେ ଦୁଃଖ ଦୁର୍ଦ୍ଦଶା ଭୋଗ କରିବାକୁ ହେଲେ, କେତେ ଲାଞ୍ଛିତ ହେବାକୁ ହେଲେ, ପୁରୁଷ ଭାବରେ ତାକୁ ବିବସ୍ଥା କରାଯାଉଥିଲା। ପୁଣି ବନବାସରେ କେତେ କଷ୍ଟ ସ୍ୱୀକାର କରିବାକୁ ହେଉଥିଲା। କେଉଁଥିଲାଗି ହେଲା ଆଉ କାହାର ନିର୍ଦ୍ଦେଶରେ ପୁଣି ହିତ ରାଜ୍ୟ ପୁଣି ପ୍ରାପ୍ତ ହେଲେ ସେଇ କଥା ଆମେ କାଲି ଆଲୋଚନା କରିବା। ତ କାଲି ସମସ୍ତେ ଶୀଘ୍ର ପଳେଇ ଆସନ୍ତୁ। ଇଏ ଏକ ବିଶାଳ ବଡ଼ ଟପିକ୍ ହିସାବରେ ଆମେ ଆଲୋଚନା ମାନେ କାହାର ଦ୍ରୌପଦୀଙ୍କ ବିଷୟରେ। ହଁ, ଦ୍ରୌପଦୀ ପୂର୍ବ ଜନ୍ମରେ କାହାର କନ୍ୟା ଥିଲେ, ହଁ କେଉଁ ପ୍ରକାର ଦୁର୍ଦ୍ଦଶା ସେ ମାନେ ଭୋଗୁଥିଲେ, ଆଉ କେଉଁ ମୁନି ତାକୁ ଉପଦେଶ ଦେଲେ ସମସ୍ତ ଦୁର୍ଦ୍ଦଶାରେ ମୁକ୍ତ ହେବା ପାଇଁ, ଆଉ ଏଇ ପୁରୁଷୋତ୍ତମ ମାସ ପାଳନ କରିବା ପାଇଁ କହିଲେ। କିନ୍ତୁ ସେ ତା ପାଳନ ନ କରିବା ଯୋଗୁଁ, ସେଇ ମୁନିଙ୍କର ଆଦେଶ ନ ପାଳନ କରିବା ଯୋଗୁଁ ପରବର୍ତ୍ତୀ ଜନ୍ମରେ ମହାସତୀ ହେଲେ ବି 5 ମହାରଥୀରୁ ପତି ରୂପେ ପ୍ରାପ୍ତ ହେଲେ ବି କେତେ ପ୍ରକାର ଦୁଃଖ କଷ୍ଟ ଲାଞ୍ଛନା ସବୁ ସହିବାକୁ ପଡ଼ିଲା। ଅଥଚ ଭଗବାନ କୃଷ୍ଣଙ୍କର ସଖୀ ହେଲେ ବି ହଁ କେତେ ପ୍ରକାର ଦୁଃଖ ତାଙ୍କୁ ସହିବାକୁ ପଡ଼ିଲା। ତ ଏଇ କଥା ଆମେ ଆସନ୍ତାକାଲି, କାହିଁକିନା ସେ କଥା ଆଲୋଚନା କଲେ ଆଉ ମାନେ ଦେଢ଼ ଘଣ୍ଟା ଲାଗିଯିବ। ତ ଆମର ସମୟ ଆସେ 9ଟା ବାଜିବାକୁ ଯାଉଛି। ତେଣୁ ସେ ଟପିକ୍ ଭିତରେ ବର୍ତ୍ତମାନ ପଶିବା ନାହିଁ। ଯଦି ଆମେ 5-7 ମିନିଟ୍ ଆଜି ଆମେ ଅନ୍ୟ ବିଷୟ ନେଇ ଟିକେ ଆଲୋଚନା କରିବା। ଏଠାରେ କୁହାଯାଉଛି ଆମେ ଏତିକି ଆଲୋଚନା କରିଦେଲୁ, ତ 16 ବର୍ଷ ସମ୍ବନ୍ଧରେ କୁହାଗଲା। ଏଇନେ ଆମେ ଲାଷ୍ଟ କଥାଟା ଆରମ୍ଭ କରିବା
ଯେ ଏଇ ଯେଉଁ ପୁରୁଷୋତ୍ତମ ମାସ, ଏଇ ଯେଉଁ ଆମେ କହୁଥିଲେ 12 ମାସ, 12 ମାସକୁ ଦୁଇ ଭାଗ ବିଭାଗ କରାଯାଉଛି। ଏକ ହେଉଛି ଆୟନ ହିସାବରେ, ଉତ୍ତରାୟଣ ଆଉ ଦକ୍ଷିଣାୟନ। 6 ମାସ ଗୋଟେ ଆୟନ, ଗୋଟେ ହେଉଛି ଉତ୍ତରାୟଣ ଆଉ ଗୋଟେ ଦକ୍ଷିଣାୟନ। ଆୟନ ମାନେ କ'ଣ କୁହାଯାଇଥିଲା? ଆୟନ ମାନେ ହୁଁ ହଁ ଗମନ। ହଁ ହଁ, ଯେମିତି ସୂର୍ଯ୍ୟ, ହଁ ସୂର୍ଯ୍ୟ ଦକ୍ଷିଣାୟନ ଗତି କରିଛନ୍ତି, ପୁଣି ଉତ୍ତରାୟଣ ଗତି କରିଛନ୍ତି। ହଁ, ତ ବର୍ତ୍ତମାନ ସୂର୍ଯ୍ୟ କେଉଁ ଆୟନରେ ଅଛନ୍ତି? ହଁ କ'ଣ? ଉତ୍ତରାୟଣ। ହଁ, ତ ଉତ୍ତରାୟଣ କେଉଁ କେଉଁ ମାସ? 6 ମାସ। କେଉଁ କେଉଁ ମାସ ସେଇଟା ଶୁଣ। ବର୍ତ୍ତମାନ ଆମେ ଶାସ୍ତ୍ର ସିଦ୍ଧାନ୍ତ ଅନୁସାରେ କହିବା, ବୁଝିପାରିଲ? ତ ଶୁଣନ୍ତୁ, ବର୍ତ୍ତମାନ ଉତ୍ତରାୟଣ ହେଉଛି ମକର ସଂକ୍ରାନ୍ତିରୁ ମିଥୁନ ସଂକ୍ରାନ୍ତି, 6ଟି ସଂକ୍ରାନ୍ତି। ହଁ, କେଉଁ କଥା କହିଗଲା? ମକର ସଂକ୍ରାନ୍ତି ମାନେ କେଉଁ ମାସ? ମାଘ ମାସ। ମକର ସଂକ୍ରାନ୍ତିରୁ ମିଥୁନ ସଂକ୍ରାନ୍ତି, এই ମକର ସଂକ୍ରାନ୍ତି ମିଥୁନ ସଂକ୍ରାନ୍ତି ପର୍ଯ୍ୟନ୍ତ 6 ମାସ। এই 6 ମାସକୁ କୁହାଯାଉଛି କ'ଣ? ଉତ୍ତରାୟଣ। କେଉଁ କେଉଁ ମାସ? ମାଘ ମାସ, ହଁ, ତାପରେ ଫାଲ୍ଗୁନ ମାସ, ତାପରେ ଚୈତ୍ର ମାସ, ବୈଶାଖ ମାସ, ଜ୍ୟେଷ୍ଠ ମାସ, ଆଷାଢ଼ ମାସ। ତ ବର୍ତ୍ତମାନ ଯେଉଁ ମାସ ଚାଲିଛି ଏ କେଉଁ ମାସ? ଉତ୍ତରାୟଣ ପଡ଼ିଯାଉଛି, ଜ୍ୟେଷ୍ଠ ମାସ। କଥା ବୁଝିପାରିଲେ? ତାହେଲେ କ୍ଲିଅର ହେଇଗଲା। ବର୍ତ୍ତମାନ ଆସୁଛି ଦକ୍ଷିଣାୟନ। ହଁ, ଦକ୍ଷିଣା ହେଉଛି କର୍କଟ ସଂକ୍ରାନ୍ତିରୁ ଧନୁ ସଂକ୍ରାନ୍ତି, 6ଟି ସଂକ୍ରାନ୍ତି, 6 ମାସ। କେଉଁ କେଉଁ ମାସ? ଶ୍ରାବଣ ମାସ, ଆଷାଢ଼ ପରେ ଶ୍ରାବଣ, ଶ୍ରାବଣ ମାନେ କର୍କଟ ସଂକ୍ରାନ୍ତି। ତ ଶ୍ରାବଣ ପରେ ଭାଦ୍ର, ଭାଦ୍ର ପରେ ଅଶ୍ୱିନ, ତାପରେ କାର୍ତ୍ତିକ, ତାପରେ ଯେ ମାର୍ଗଶୀର୍ଷ, ତାପରେ ପୌଷ। ବର୍ତ୍ତମାନ ଆମେ এই କଥାରେ ଆସିବା। ଗୀତା ଜୟନ୍ତୀ, ଯେଉଁ କଥା କାଲି ଅପୂର୍ଣ୍ଣ ଥିଲା। ହଁ, ଗୀତାର ଜନ୍ମଦିନ। କୁରୁକ୍ଷେତ୍ର ଯୁଦ୍ଧ କେଉଁ ମାସରେ ଆରମ୍ଭ ହେଇଥିଲା? ହଁ, ବଡ଼ ପାଟିରେ କହନ୍ତି, କ'ଣ କହୁଛି କେଉଁ ବୁଝି? ହଁ, କ'ଣ କହୁଛନ୍ତି? ମାର୍ଗଶୀର୍ଷ। ହଁ, ମାର୍ଗଶୀର୍ଷ ମାସ। ଡରୁଛନ୍ତି, ମାନେ ପାଟିରେ କଥା ଆସୁନି। କେଉଁଠି ମହାରାଜ କହିଦେବେ କ'ଣ କଟା କଥା, ସେଥିଲାଗି ଡରିକିରି ସେ ପାଟିରେ ବାହାରୁନି। ବଡ଼ ପାଟିରେ କହିବେ ନା, ଯେତେ ସାହସ ଦିଆଯାଉଛି ବଡ଼ ପାଟିରେ କହିବେ। ହଁ, ଏଇଟା ହେଉଛି ମାନେ କେଉଁ କଥା କହିଗଲା? ମାର୍ଗଶୀର୍ଷ ମାସ। ଭଗବାନ କୃଷ୍ଣ ଗୀତାରେ କ'ଣ କହିଲେ? ମାର୍ଗଶୀର୍ଷ ମାସକୁ ମାସାନାଂ ଅହଂ ମାର୍ଗଶୀର୍ଷ, ମାସମାନଙ୍କର ମଧ୍ୟରେ ମୁଁ ହେଉଛି ମାର୍ଗଶୀର୍ଷ। ତାକୁ ଇଏ ଆହୁରି ଗୋଟେ କଥା। ହଁ, ଭଗବାନ ଗୀତାର ବିଭୂତି ଯୋଗରେ ଏ କଥା କହିଲେ, ମାସମାନଙ୍କର ମଧ୍ୟରେ ମୁଁ ହେଉଛି ମାର୍ଗଶୀର୍ଷ। କାହିଁକି? ଏ ମାସରେ ସବୁ କିଛି ମିଳୁଛି। ହଁ, ନୂଆ ଧାନ ନା କ'ଣ? ଚାଷର ପ୍ରଥମ ଧାନ ମିଳୁଛି। ହଁ, ଚାଷ ନା କ'ଣ? ମାର୍ଗଶୀର୍ଷ ମାସରେ। ହଁ, ଏ ସବୁ ପ୍ରକାର ମାନେ ମନୁଷ୍ୟ ଦୈନନ୍ଦିନ ଜୀବନରେ ଯାହା କିଛି ସବୁ ଏଇ ମାସରେ ମିଳିଯାଉଛି। ତେଣୁ ମାର୍ଗଶୀର୍ଷ ଇଏ ଭଗବାନଙ୍କ ବିଭୂତି। ଏଠାରେ କୁହାଯାଉଛି ଭଗବାନ କୃଷ୍ଣ ନିଜ ଇଚ୍ଛା ପ୍ରଭାବରେ ଭାଇମାନଙ୍କର ମଧ୍ୟ ସଂଘର୍ଷ ଲଗେଇଦେଲେ। ଦେ ତାର ପରିଣାମ ସ୍ୱରୂପ କେଉଁଠାରେ ଆଣି ଉପସ୍ଥିତ କରାଇଲେ? କୁରୁକ୍ଷେତ୍ର, କୁରୁ ମହାରାଜଙ୍କର କ୍ଷେତ୍ର। ଏ ହେଉଛି ଧର୍ମକ୍ଷେତ୍ର। ଧର୍ମକ୍ଷେତ୍ର କୁରୁକ୍ଷେତ୍ରେ ସମବେତା ଯୁଜୁତ୍ସବ ମାମକା ପାଣ୍ଡବଶୈବ କିମ୍ ଅକୁରୁବତ ସଞ୍ଜୟ। ଏଇ କଥା କିଏ କହିଲେ? ଧୃତରାଷ୍ଟ୍ର। ତାଙ୍କର ବୁକୁଟା ଧୁକୁ ଧୁକୁ ହେଉଥିଲା। ଯଦି ଯୁଦ୍ଧଟା ଅନ୍ୟ କୌଣସି ଜାଗାରେ ହେଇଥାନ୍ତା ତାହେଲେ ମୋର ପୁତ୍ରମାନେ ବିଜେତା ପ୍ରାପ୍ତ ହେଇଥାନ୍ତେ। ବର୍ତ୍ତମାନ କେଉଁ ଜାଗାରେ ଯୁଦ୍ଧ ହେଉଛି? ଧର୍ମକ୍ଷେତ୍ର। ଧର୍ମକ୍ଷେତ୍ରରେ ଗୋଟେ ପ୍ରଭାବ ରହିଛି, ଯେଉଁମାନେ ଧାର୍ମିକ ସେମାନଙ୍କୁ ସେ ବିଜେତା ଦେବେ। ମୋର ପୁତ୍ରମାନେ ସମସ୍ତେ ଅଧାର୍ମିକ। ହଁ, କଥା ବୁଝିପାରୁଛନ୍ତି? ହଁ, ବୁଝନ୍ତୁ କଥା। ମୋର ପୁତ୍ରମାନେ, ସେଥିଲାଗି ତାଙ୍କର ବୁକୁଟା କ'ଣ ହେଉଥିଲା? ଧୁକୁ ଧୁକୁ ହେଉଥିଲା। ଆରେ ସେମାନେ ଯୁଦ୍ଧ କରିବା ପାଇଁ ଆସନ୍ତି, ଯୁଦ୍ଧ କରିବା, ପଚାରିବା କ'ଣ ଦରକାର? ଆସନ୍ତେ ଯୁଦ୍ଧ କରିବା ପାଇଁ ନା କ'ଣ? ଯୁଦ୍ଧ କରିବେ, ହଁ କି ନା? ତ ପଚାରିବା କ'ଣ ଦରକାର? ତାଙ୍କ ବୁକୁଟା ଧୁକୁ ଧୁକୁ ହେଉଥିଲା। ହଁ, ଯଦିଓ କୌରବ ପକ୍ଷରେ ସମସ୍ତ ମହାରଥୀ ପିତାମହ ଭୀଷ୍ମ ଯେ ପର୍ଯ୍ୟନ୍ତ ତାଙ୍କର ହାତରେ ଅସ୍ତ୍ର ରହିବେ କେହି ତାହାକୁ ପରାସ୍ତ କରିପାରିବେ ନା, ଆଉ କେହି ତାହାକୁ ବଧ କରିପାରିବେ ନା। କାହିଁକି? ସେ ଇଚ୍ଛା ମୃତ୍ୟୁ
ବରଦାନ ପ୍ରାପ୍ତ ହେଇଥିଲେ ତାଙ୍କର ପିତା ମହାରାଜ ଶାନ୍ତନୁଙ୍କ ଠାରୁ। ହଁ, ଯେଉଁ ପର୍ଯ୍ୟନ୍ତ ପିତାମହ ଭୀଷ୍ମ ଇଚ୍ଛା ନ କରିଛନ୍ତି କେହି ତାହାକୁ ବଧ କରି ପାରିବନି। ଯେଉଁ ପର୍ଯ୍ୟନ୍ତ ତାଙ୍କର ହାତରେ ଅସ୍ତ୍ର ଥିବ କେହି ତାହାକୁ ପରାସ୍ତ କରି ପାରିବନି। ସେହିପରି ପାଣ୍ଡବ କୌରବ ଉଭୟମାନଙ୍କର ଗୁରୁ ହେଉଛନ୍ତି କି ଅସ୍ତ୍ରବିଦ୍ୟାର ଗୁରୁ ଦ୍ରୋଣାଚାର୍ଯ୍ୟ। ଦ୍ରୋଣାଚାର୍ଯ୍ୟଙ୍କ ହାତରେ ଯେଉଁ ପର୍ଯ୍ୟନ୍ତ ଅସ୍ତ୍ର ଥିବ କେହି ତାହାକୁ ପରାସ୍ତ କରି ପାରିବନି। ପୁଣି ମହାବୀର କର୍ଣ୍ଣ, କର୍ଣ୍ଣଙ୍କର ହାତରେ ଯେଉଁ ପର୍ଯ୍ୟନ୍ତ ଅସ୍ତ୍ର ଥିବେ କେହି ତାହାକୁ ବଧ କରି ପାରିବ ନାହିଁ, ପରାସ୍ତ କରି ପାରିବ। ଏଇସବୁ ରଥୀ ମହାରଥୀ ଅଶ୍ୱତ୍ଥାମା ତାହାକୁ କେହି ବଧ କରି ପାରିବ ନାହିଁ, ସେ ଶିବଙ୍କର ଅଂଶଜାତ। ସେହିପରି ଏସବୁ ରଥୀ ମହାରଥୀ, କିନ୍ତୁ ପାଣ୍ଡବ ପାଖରେ ସେହିପରି କେହି ନଥିଲେ, କେବଳ ଅର୍ଜୁନ ବ୍ୟତୀତ। ଅର୍ଜୁନ ସେ ପିତାମହ ଭୀଷ୍ମଙ୍କ ପାଖେ କିଛି ନୁହେଁ, ଦ୍ରୋଣାଚାର୍ଯ୍ୟଙ୍କ ପାଖେ କିଛି ନୁହେଁ, ମହାବୀର କର୍ଣ୍ଣଙ୍କର ପାଖେ କିଛି। ଏମାନଙ୍କ ହାତରେ ଯେତେ ଅସ୍ତ୍ର ନଥିଲେ ଭଗବାନଙ୍କ ନିର୍ଦ୍ଦେଶ ସେତେବେଳେ ଇଏ ବଧ କରିଛନ୍ତି। କିଏ? ଅର୍ଜୁନ। ମହାବୀର କର୍ଣ୍ଣଙ୍କର ହାତରେ ଯଦି ଅସ୍ତ୍ର ଥାନ୍ତା ତାହେଲେ ଅର୍ଜୁନ କେବଳ ତାକୁ ବଧ କରି ପାରିନଥାନ୍ତେ। ଆଉ ପିତାମହ ଭୀଷ୍ମ ସେ ତ ଅସ୍ତ୍ର ତ୍ୟାଗ କରି ତାପରେ ସେ ଗୋଟେ ପରେ ଗୋଟେ ବାଣ ପ୍ରୟୋଗ କରି ସରସଜ୍ଜାର ସାହିତ୍ୟ କରିଛନ୍ତି। ହଁ, କିନ୍ତୁ ଯୁଦ୍ଧରେ ପାରିବନି। ପାରିବେ କି? କେତେ ଅର୍ଜୁନକୁ ଉଡ଼େଇ ଦେବ ନା କ'ଣ? ଯାହାର ଯୁଦ୍ଧରେ ଭଗବାନ ସ୍ୱୟଂ ରଥ ଚକ ନେଇ ଆସିଥିଲେ ପିତାମହ ଭୀଷ୍ମକୁ ବଧ କରିବା। ହଁ, ତ ଇଏ ହେଉଛି କଥା। ଏସବୁ ରଥୀ ମହାରଥୀ ତାମାନେ ଏମାନେ ସବୁ ତିମିଙ୍ଗିଲ। ତିମିଙ୍ଗିଲ କ'ଣ? ତିମି ମାଛକୁ ଯିଏ ଭକ୍ଷଣ କରୁଛି, ଗିଳୁଛି। ହଁ, ଗିଲି ପକା ତାକୁ କୁହାଯାଉଛି ତିମିଙ୍ଗିଲ। ଗିଲ ମାନେ ଗିଲି ପକାଉଛି। ହଁ, ତ ତିମି ମାଛ ଆକାର କେତେ କେତେ କିଲୋମିଟର? ହଁ, ତିମିର ଆକାର ହଁ 100 ଯୋଜନ। ତିମି ବଡ଼ ବଡ଼ ଜାହାଜ ଗିଳି ଦେବା। ହଁ, ତିମି ମାଛ। ତିମି ମାଛ ହେଉଛି ମାନେ 100 ଯୋଜନ। ହଁ, 100 ଯୋଜନ। ହଁ, 100 ଯୋଜନା 1 ଯୋଜନ। ତିମି ମାଛ ଆକାର ହେଉଛି 1 ଯୋଜନ। ତ 1 ଯୋଜନ ମାନେ କେତେ କିଲୋମିଟର? ହଁ, 12 କିଲୋମିଟର। 1 ଯୋଜନ ମାନେ 8 ମାଇଲ। 8 ମାଇଲ ମାନେ 12 କିଲୋମିଟର। ତ ଏକ ତିମି ମାଛର ଶରୀରଟା କେମିତିଆ? 12 କିଲୋମିଟର ବ୍ୟାପୀ। ହଁ, କଥା ବୁଝିଗଲା? ମାନେ 1 ଯୋଜନା ମାନେ 12 କିଲୋମିଟର। 12 କିଲୋମିଟର ଦେହ ଧରି ଏଇପରି ଏକ ମାଛ, କ'ଣ? ତିମି ମାଛ, ଯିଏକି ବଡ଼ ବଡ଼ ଜାହାଜ ସବୁ ଗିଲି ପକାଉଛି। ହଁ, ଆଉ ସେଇ ତିମି ମାଛକୁ ଯିଏ ଗିଲି ପକାଉଛି ତାର ଦେହ କେମିତି ହେବ? ନିଶ୍ଚିତ ଏହାଠାରୁ 4-5 ଗୁଣ ଅଧିକ ହେବ। ହଁ, ତ ସେଇପରି ତିମିଙ୍ଗିଲ ସଦୃଶ ଏ ପିତାମହ ଭୀଷ୍ମ, ଗୁରୁ ଦ୍ରୋଣାଚାର୍ଯ୍ୟ, ମହାବୀର କର୍ଣ୍ଣ ଏମାନେ। ସେମାନଙ୍କ ତୁଳନା ପାଣ୍ଡବମାନେ ଅତି ତୁଚ୍ଛ। ଇଏମାନେ ମାଛ ବୋଲି, ସାଧାରଣ ମାଛ ବୋଲି। ହଁ, ସବୁ ଗିଲି ପକାଇଥାନ୍ତେ, କିନ୍ତୁ କାହା ମାଧ୍ୟମରେ ସେମାନେ ବିଜେତା ପ୍ରାପ୍ତ ହେଲେ? କୃଷ୍ଣଙ୍କର। କଥା ବୁଝିପାରିଲ? ଏମାନେ କିଛି ନୁହେଁ। ପାଣ୍ଡବମାନେ ଇଏ କୌରବମାନଙ୍କ ପାଖରେ କିଛି ନୁହେଁ। ହଁ, କିନ୍ତୁ ସେମାନେ ବିଜେତା କେମିତି ପ୍ରାପ୍ତ ହେଲେ? କୃଷ୍ଣଙ୍କର କୃପା। କୃଷ୍ଣ ଅସ୍ତ୍ର ବି ଧରି ନଥିଲେ, ସାରଥୀ କେବଳ। ହଁ, କିନ୍ତୁ ସେଇ ସବୁ କରିଛନ୍ତି। ହଁ, ନା କ'ଣ? ହଁ, ତ ତାହେଲେ ଇଏ ପ୍ରମାଣ କିଏ ଦେଲେ? 18 ଦିନ ଯୁଦ୍ଧ ସମାପ୍ତ ଯେତେବେଳେ ହେଲା ସେତେବେଳେ ଭୀମ କହିଲେ ମୁଁ ଏତେ ଜଣଙ୍କୁ ବଧ କରିଛି। ଅର୍ଜୁନକୁ ମୁଁ ଏତେ ଜଣଙ୍କୁ ବଧ କରିଛି। ପ୍ରକୃତ ବଧ କିଏ କରିଛନ୍ତି? କୃଷ୍ଣ ଏମାନଙ୍କୁ ନେଇ କାହା ପାଖକୁ ଆସି ଉପସ୍ଥିତ କରାଇଲେ? ହଁ, ବେଲାଳସେନ। ହଁ, ବେଲାଳସେନ ସେ ଦ୍ରଷ୍ଟା, ତାକୁ ମସ୍ତକ କାଟି ଭଗବାନ ରଖି ଦେଇଥିଲେ। ହଁ, ସେ କେବଳ କୁରୁକ୍ଷେତ୍ର ଯୁଦ୍ଧ ଦେଖିବା ପାଇଁ ତା ପାଖକୁ ଆସି ଉପସ୍ଥିତ ହେଇଗଲେ। ପଚାରିଲେ ପ୍ରକୃତ ପକ୍ଷେ କିଏ କାହାକୁ ବଧ କରିଛନ୍ତି? ହଁ, ତ ସେ ତ ବେଳାସେନ ପ୍ରମାଣ ଦେଉଛନ୍ତି ମୁଁ ଦେଖୁଛି କେବଳ ଗୋଟେ ଚକ୍ର ଆସି ସମସ୍ତଙ୍କୁ ମସ୍ତକ ଛେଦନ କରିଛନ୍ତି। କେହି କାହାରି ବଧ କରିନାହାନ୍ତି, କେବଳ କୃଷ୍ଣ ହିଁ କରିଛନ୍ତି ଏ ଚକ୍ର, ତାଙ୍କ ଚକ୍ର। ତାହେଲେ କିଏ କୃତିତ୍ୱ କିଏ ପ୍ରାପ୍ତ ହେଲେ? ଭଗବାନ କୃଷ୍ଣ। କୃଷ୍ଣଙ୍କର ଇଚ୍ଛାରେ ହେଉଛି ନା। ହଁ, ଏଠାରେ ଭୀମ ବି କରିନାହାନ୍ତି କିମ୍ବା ଅର୍ଜୁନ କରିନାହାନ୍ତି। ସେ ପ୍ରମାଣ ଦେଲେ କେବଳ ଚକ୍ର ଆସି ସମସ୍ତଙ୍କ ମସ୍ତକ ଛେଦ, ଏ ପ୍ରମାଣ। ହଁ, କଥା ବୁଝିପାରିଲେ?
ଏଠାରେ ଏଇ କଥା କୁହାଯାଉଛି କୃଷ୍ଣଙ୍କର ଚରଣାଶ୍ରୟ କରିବା ଯୋଗୁଁ ସେଇ ମହାସମୁଦ୍ର ସେ ଅର୍ଜୁନ ପାଖେ ହେଇଗଲା କ'ଣ ଗୋଷ୍ପଦ ମହାସମୁଦ୍ରଟା ହେଇଗଲା ଗୋଷ୍ପଦ ଗୋଷ୍ପଦ ମାନେ କ'ଣ ଗୋଖୁରରୁ ଯେତିକି ପାଣି ତ ଗୋଖୁର ପାଣି କାହା ପାଖରେ ଇଏ ହେବ କିଏ ହଁ ମାନେ ଅତିକ୍ରମ କରିବା କଷ୍ଟସାଧ୍ୟ ହେବ କି ଅନାୟାସରେ ଅତିକ୍ରମ କରିଯିବ ହଁ ସମୁଦ୍ର କେବେ ଅତିକ୍ରମ କରିପାରିବ କି ନାହିଁ ତ ସମୁଦ୍ର ଇଏମାନଙ୍କ ପାଖେ ହେଇଗଲା ଗୋଷ୍ପଦ ହଁ ଭଗବାନ ରହିବା ଯୋଗୁଁ ଏଇ ପ୍ରସଙ୍ଗେ ଆମେ ବର୍ତ୍ତମାନ କହିବା ପିତାମହ ଏଇ ଦୁଇ ପକ୍ଷ ଅଛି ଗୋଟେ ହେଉଛି ପାଣ୍ଡବ ପକ୍ଷ ଆଉ ଗୋଟେ ହେଉଛି କୌରବ ପକ୍ଷ କେତେ ଦିନ ଧରି ଯୁଦ୍ଧ ହେଇଥିଲା 18 ଦିନ ଯୁଦ୍ଧ ହେଇଥିଲା ତ ପ୍ରଥମ କୌରବ ପକ୍ଷରେ ସେନାପତି କିଏ ଥିଲେ ପିତାମହ ଭୀଷ୍ମ ପାଣ୍ଡବ ପକ୍ଷରେ ସେନାପତି କିଏ ଥିଲେ ଧୃଷ୍ଟଦ୍ୟୁମ୍ନ ହଁ ଧୃଷ୍ଟଦ୍ୟୁମ୍ନ ପାଣ୍ଡବ ପକ୍ଷରେ ଯେ ସେନାପତି ମୂଳରୁ ଯେ ମାନେ ସେନାପତି ପଦରେ ଅଭିଷିକ୍ତ ହେଇଥିଲେ ଲାଷ୍ଟ ପର୍ଯ୍ୟନ୍ତ ଥିଲେ 18 ଦିନ ପର୍ଯ୍ୟନ୍ତ ୟା ପାଣ୍ଡବମାନଙ୍କ ସେନାପତି କେବେ ହେଲେ ଚେଞ୍ଜ ହେଇନଥିଲା ହଁ କିନ୍ତୁ କୌରବ ପକ୍ଷରେ ସେନାପତି ବାରମ୍ବାର ଚେଞ୍ଜ ହେଇଛି ପ୍ରଥମ 10 ଦିନ ନେତୃତ୍ୱ ଦେଲେ ସେନାପତି ପଦରେ ନେତୃତ୍ୱ ଦେଲେ କିଏ ପିତାମହ ଭୀଷ୍ମ ତାପରେ ପିତାମହ ଭୀଷ୍ମ ଶସ୍ତ୍ରଚାର ସାହିତ୍ୟ ହେଇଗଲା ତାପରେ କିଏ ସେନାପତି ହେଲେ ଗୁରୁ ଦ୍ରୋଣାଚାର୍ଯ୍ୟ କେତେ ଦିନ 5 ଦିନ ପାଇଁ ତାହେଲେ 15 ଦିନ ହେଇଗଲା ତାପରେ ଗୁରୁ ଦ୍ରୋଣାଚାର୍ଯ୍ୟ ଯେତେବେଳେ ନିହତ ହେଇଗଲେ ତାପରେ ସେନାପତି କିଏ ହେଲେ ମହାବୀର କର୍ଣ୍ଣ 2 ଦିନ ପାଇଁ ତାହେଲେ 15 ଆଉ 2 କେତେ ଦିନ ହେଲା 17 ଦିନ ଆଉ ଗୋଟେ ଦିନ ବାକି ରହିଛି ମହାବୀର କର୍ଣ୍ଣ ଯେତେବେଳେ ବଧ ହେଇଗଲା ତାପରେ ସେନାପତି ପଦରେ କାହାକୁ ଅଭିଷିକ୍ତ କରାଗଲା ଶଲ୍ୟକୁ ହଁ କର୍ଣ୍ଣର ରଥରେ ଯେ ସାରଥୀ ଥିଲେ ସେଇ ଶଲ୍ୟରାଜ ତାକୁ ସେନାପତି 18 ଦିନ ତ ଏମାନଙ୍କର ବାରମ୍ବାର ସେନାପତି ଚେଞ୍ଜ ହେଇଛି କିନ୍ତୁ ପାଣ୍ଡବମାନଙ୍କର ମଧ୍ୟରେ କୌଣସି ସେନାପତି ଚେଞ୍ଜ ହୋଇନଥିଲେ ତେତିକି ପର୍ଯ୍ୟନ୍ତ ବର୍ତ୍ତମାନ ଆମେ କଥାରେ ଆସିବା କାହିଁକି ଏ କଥାଟା କୁହାଯାଉଛି ଏଠାରେ ଏ ପିତାମହ ଭୀଷ୍ମ 10 ଦିନ ଯେ ନେତୃତ୍ୱ ଦେଇଥିଲେ ସେନାପତି ପଦେ ଶସ୍ତ୍ରଚାର ସାହିତ୍ୟ ହେଇଥିଲେ ସେଇ ସମୟରେ ଦକ୍ଷିଣାୟନ ଚାଲିଥିଲା କାହିଁକିନା ଦକ୍ଷିଣାୟନ କୁହାଗଲା କେଉଁ ମାନେ କେଉଁ ମାସ ଏ ତ ମାର୍ଗଶୀର୍ଷ ମାସ ସେତେବେଳେ କେଉଁ ଆୟନ ଦକ୍ଷିଣାୟନ କଥା ବୁଝିପାରିଲେ କାରଣ ମାଘ ମାସରୁ ଉତ୍ତରାୟନ ଆରମ୍ଭ ହେଉଛି ହଁ ତ ମାଘ ମାସ ପୂର୍ବରୁ ହେଉଛି କ'ଣ ମାର୍ଗଶୀର୍ଷ ମାସରେ ଯୁଦ୍ଧ ଆରମ୍ଭ ହେଲା କେବେ ହେଇଥିଲା ଏ ମାର୍ଗଶୀର୍ଷ ମାସ କେଉଁ ତିଥିରେ ଏ ଯୁଦ୍ଧ ହେଇଥିଲା ତା ବି ଜାଣନ୍ତି ନା ମୋକ୍ଷଦା ଏକାଦଶୀ ଦିନ ହଁ এই ଏକାଦଶୀ ଦିନରେ ଗୀତା ଜନ୍ମଦିନ ହଁ ମୋକ୍ଷଦା ଏକାଦଶୀ କୁହାଯାଉଛି ଗୀତା ଜୟନ୍ତୀ ଗୀତାର ଜନ୍ମଦିନ କାହିଁକିନା ଭଗବାନ କୃଷ୍ଣ ଧର୍ମ ସାକ୍ଷାତ ଧର୍ମ ସେଠାରେ ଉପସ୍ଥିତ ଅଛନ୍ତି ଧର୍ମ ଯୁଦ୍ଧ କରୁଛନ୍ତି ହଁ ସେଇ ଯୁଦ୍ଧରେ ଯିଏ ମରିବେ ତାର ଗତି କ'ଣ ହେବ ବୈକୁଣ୍ଠ ସ୍ୱର୍ଗ ନୁହେଁ ବୈକୁଣ୍ଠ ସାକ୍ଷାତ ଭଗବାନ ସେଠାରେ ବିରାଜ ଯିଏ ଯୁଦ୍ଧ କରି କରି ମୃତ୍ୟୁବରଣ ସେଟା ଭଗବାନଙ୍କୁ ଦେଖିଥିବେ ନା ଆଉ ଭଗବାନଙ୍କୁ ଦର୍ଶନ କଲା ମାନେ ଭଗବତ ଧାମ ବୈକୁଣ୍ଠ ତେଣୁ କୁରୁକ୍ଷେତ୍ର ଯୁଦ୍ଧରେ ସେ ଶତ୍ରୁ ପକ୍ଷରେ ହଉ ମିତ୍ର ପକ୍ଷରେ ହଉ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସମସ୍ତେ ହିଁ ବୈକୁଣ୍ଠ ଧାମ ପ୍ରାପ୍ତ ହେଇଛନ୍ତି କଥା ବୁଝିପାରିଲେ ଏଠାରେ ପିତାମହ ଭୀଷ୍ମ 10 ଦିନ ଯୁଦ୍ଧ କରି ଅର୍ଜୁନଙ୍କ ଦ୍ୱାରା ଶସ୍ତ୍ରଚାର ସାହିତ୍ୟ ହେଲା କିନ୍ତୁ ପିତାମହ ଭୀଷ୍ମ ପିତାଙ୍କ ଠାରୁ ବର ପ୍ରାପ୍ତ ହେଇଥିଲେ ଇଚ୍ଛା ମୃତ୍ୟୁ ବରଦାନ ଯେ ପର୍ଯ୍ୟନ୍ତ ସେ ଇଚ୍ଛା ନ କରିବେ ସେ ପର୍ଯ୍ୟନ୍ତ ମୃତ୍ୟୁ ତାଙ୍କ ପାଖକୁ ଆସିପାରିବ ନାହିଁ ତା ପିତାମହ ଭୀଷ୍ମଙ୍କର ଇଚ୍ଛା କ'ଣ ଥିଲା ସେ ତ ଭଗବାନଙ୍କ ମହାନ ଭକ୍ତ ତେଣୁ ତାଙ୍କର ଇଚ୍ଛା ଥିଲା ଯେତେବେଳେ ଉତ୍ତରାୟଣ ଆସିବ ଏବଂ ମୋର ପ୍ରଭୁ ପାର୍ଥ ସାରଥୀ ମୋ ସାମ୍ନାରେ ଉପସ୍ଥିତ ହେଇଥିବେ ଆଉ ତାଙ୍କର କୋଟି କନ୍ଦର୍ପ ବିନିନ୍ଦିତ ସେ ମାଧୁର୍ଯ୍ୟମୟ ରୂପ ମୁଁ ଆଖି ସାହାଯ୍ୟରେ ଲେହନ କରିଥିବି ଆଉ ପାଟିରେ ସେଇ ଭଗବାନଙ୍କର ନାମ ଉଚ୍ଚାରଣ କରି ଦେହ ରାଖିବି ଏହା ହେଉଛି ପିତାମହ ଭୀଷ୍ମଙ୍କର ଇଚ୍ଛା ଅନ୍ତର ଇଚ୍ଛା କିଏ ଜାଣିଛନ୍ତି ନା ଭଗବାନ କୃଷ୍ଣ ତେଣୁ ପିତାମହ ଭୀଷ୍ମ କୌଣସି ସାଧାରଣ ବ୍ୟକ୍ତି ନଥିଲେ 12 ଜଣ ମହାଜନମାନଙ୍କର ମଧ୍ୟରୁ ସେ ହେଉଛନ୍ତି ଅନ୍ୟତମ କାହିଁକି ସେ ପାଣ୍ଡବମାନଙ୍କ ବିରୁଦ୍ଧ ଯୁଦ୍ଧ କଲେ କୃଷ୍ଣଙ୍କର ଇଚ୍ଛା ପିତାମହ ଭୀଷ୍ମ ଯଦି କୌରବ ପକ୍ଷରେ ଯଦି ନଥାନ୍ତେ ତାହେଲେ ଯୁଦ୍ଧ ହେଇନଥାନ୍ତେ ହଁ ତେଣୁ ଭଗବାନଙ୍କର ଇଚ୍ଛାରେ ପିତାମହ ଭୀଷ୍ମ ଭଗବାନଙ୍କ ପ୍ରସନ୍ନ ବିଧାନ ପାଇଁ ଏ କୌରବ ପକ୍ଷ ଅବଲମ୍ବନ କରି ପାଣ୍ଡବମାନଙ୍କ ବିରୁଦ୍ଧରେ
ଯୁଦ୍ଧ କରିଛନ୍ତି। କଥା ବୁଝିଲେ, କୃଷ୍ଣଙ୍କର ଇଚ୍ଛା। ହଁ, ତେଣୁ ଏ ହେଉଛି ମହାଜନ। ମହାଜନ ନିଜର ଇଚ୍ଛାରେ ଚାଲିବ ନାହିଁ। ମହାଜନ ତାକୁ କୁହାଯାଉଛି ଯେ କୃଷ୍ଣଙ୍କର ଇଚ୍ଛା ଅନୁସାରେ ଚାଲିବ, ସେ ହେଉଛନ୍ତି ମହାଜନ। ତା ପିତାମହ ଭୀଷ୍ମ ଭଗବାନଙ୍କ ମହାନ ଭକ୍ତ ହୋଇ ଭକ୍ତମାନଙ୍କ ବିରୁଦ୍ଧରେ ସେ ଯୁଦ୍ଧ କଲେ, କାହିଁକି ଏହା ହେଉଛି କୃଷ୍ଣଙ୍କର ଇଚ୍ଛା। କଥା ବୁଝିପାରିଲେ? ତେଣୁ ସେଇ ପିତାମହ ଭୀଷ୍ମ ଯେତେବେଳେ ଶସ୍ୟଜ୍ୟରେ ସାହିତ୍ୟ ହେଲେ, ତାଙ୍କର ଏ ଇଚ୍ଛା ହେଲା ଯେ ମୁଁ ଯେତେବେଳେ ଉତ୍ତରାୟଣ ଆସିବ, ଉତ୍ତରାୟଣ ଦେହତ୍ୟାଗ କରିବ, ସେଇ ସମୟରେ ମୋର ଇଷ୍ଟ ଦେବ ପାର୍ଥ ସାରଥୀ, ତାର ମାନେ ଭଗବାନ କୃଷ୍ଣ। ହଁ, ପାର୍ଥ ସାରଥୀ କାହିଁ କୁହାଯାଉଛି? ପାର୍ଥ କହିଲେ ଅର୍ଜୁନ, ହଁ, ପୃଥାଙ୍କର ପୁତ୍ର। ଅର୍ଜୁନଙ୍କ ରଥର ସାରଥୀ ହେଇଛନ୍ତି ଭଗବାନ ହୋଇ, ଅର୍ଜୁନ ରଥ ଡ୍ରାଇଭର, ହଁ, ଡ୍ରାଇଭିଂ କରୁଛନ୍ତି। ହଁ, କିନ୍ତୁ ସେଇ ପ୍ରଭୁ ହେଉଛନ୍ତି ମୋର ଇଷ୍ଟ ଦେବ। କିଏ? ପିତାମହ ଭୀଷ୍ମ। ତେଣୁ ସେଇ ପ୍ରଭୁଙ୍କର ଏ ଅନନ୍ୟ ଦିବ୍ୟ ସୁନ୍ଦର ମାଧୁର୍ଯ୍ୟମୟ ରୂପ ମୁଁ ଆଖି ସାହାଯ୍ୟରେ ଲେୟନ କରିବି, ମାନେ କ'ଣ ଦେଖିଥିବ। ଆଉ ତାଙ୍କର ନାମ ପାଟିରେ ଉଚ୍ଚାରଣ କରି ଓମ୍, ସେତେବେଳେ ମହାମନ୍ତ୍ର, ସେ ଯୁଗରେ ମହାମନ୍ତ୍ର ହେଉଛି ଓମ୍। ହଁ, ଏ ମହାମନ୍ତ୍ର ଉଚ୍ଚାରଣ କରି ମୁଁ ଦେହ ରାଖିବି ଭଗବାନଙ୍କ ନାମ। ତ ସେ ଭଗବାନ ତାଙ୍କ ଇଚ୍ଛା ପୂରଣ କରିବା ପାଇଁ ଏତେ ଦିନ ଧରି ଶସ୍ୟଜ୍ୟାରେ ସାହିତ୍ୟ ଥିଲେ। କେତେ ଦିନ? ହଁ, କିଏ କିଏ କହୁଛନ୍ତି? ହାତ ଟେକନ୍ତି। କିଏ କହୁଛନ୍ତି ଟିକେ? ହଁ, କିଏ କହୁଛନ୍ତି? କେହି ନାହାନ୍ତି? ହଁ, 58 ଦିନ, 58 days। ହଁ, এই 58 days ମାନେ ଇଏ ମାର୍ଗଶୀର୍ଷ ମାସ, ମାର୍ଗଶୀର୍ଷ ମାସ ସରିଲା ପରେ ତାପରେ ଆସିଲା କ'ଣ? ପୌଷ ମାସ। ମାର୍ଗଶୀର୍ଷ ମାସ ପରେ ପୌଷ ମାସ, ପୌଷ ମାସ ସରିଲା ପରେ ତାପରେ ମାଘ ମାସ। ହଁ, କଥା ବୁଝିପାରିଲ? ମୁଖ୍ୟତଃ ଏକାଦଶୀ ଦିନର ଇଏ କୁରୁକ୍ଷେତ୍ର ଯୁଦ୍ଧର ଆୟୋଜନ ହେଇଥିଲା। ସେଇ ଦିନରେ ଭଗବାନ କୃଷ୍ଣ এই ରଣଭୂମିରେ ଅର୍ଜୁନକୁ ଲକ୍ଷ୍ୟ କରି ଆମମାନଙ୍କ ପାଇଁ ଏ ଗୀତା ଉପଦେଶ ଦେଲେ। ତେଣୁ ଏହାକୁ ଗୀତାର ଜନ୍ମଦିନ କୁହାଯାଉଛି। କଥା ବୁଝିଗଲା? ଏହା ଗୀତା ଜୟନ୍ତୀ କହେ। ମୁଖ୍ୟତଃ ଏକାଦଶୀ ହେଉଛି ଗୀତାର ଜନ୍ମଦିନ। ତେଣୁ ଏଇ ଦିନ ଭଗବାନ କୃଷ୍ଣ ଗୀତା ଉପଦେଶ ଦେଲେ ଯୁଦ୍ଧ ପୂର୍ବରୁ। ହଁ, ସେଇ ଦିନ। କଥା ବୁଝିଗଲା? ଏଇ ହିସାବରେ ସେଇ ଦିନରୁ ଇଏ ଦକ୍ଷିଣାୟନ ଚାଲିଥିଲା। ତ ଦକ୍ଷିଣାୟନ ପରେ ଉତ୍ତରାୟନ ଆସିଲା ମାଘ ମାସ। ହଁ, সেই ମାଘ ମାସ ମକର ସଂକ୍ରାନ୍ତି। ହଁ, ମକର ସଂକ୍ରାନ୍ତି ପରେ ଶୁକ୍ଳ ଅଷ୍ଟମୀ ତିଥିରେ ଭଗବାନ କୃଷ୍ଣ ତାଙ୍କ ପାଖକୁ ଆସିଲେ ପଞ୍ଚ ପାଣ୍ଡବଙ୍କ ସହ। ପିତାମହ ଭୀଷ୍ମ ଇଏ ରାଜବିଦ୍ୟା, ସ୍ତ୍ରୀ ବିଦ୍ୟା, ସ୍ତ୍ରୀ ଧର୍ମ, ରାଜଧର୍ମ, ସ୍ତ୍ରୀ ଧର୍ମ, ବର୍ଣ୍ଣାଶ୍ରମ ଧର୍ମ ଆଦି ସବୁ ଉପଦେଶ ଦେଲେ। ଯେତେବେଳେ ଏଇପରି ସବୁ ସଂଯୋଗ ଆସିଗଲା, ଉତ୍ତରାୟଣ ଆସିଗଲା, ହଁ, ଭଗବାନ କୃଷ୍ଣ ସେଠି ଉପସ୍ଥିତ ଅଛନ୍ତି। ଆଉ ସେତେବେଳେ ପିତାମହ ଭୀଷ୍ମ ନୀରବ ହେଇଗଲେ। ଆଉ ଭଗବାନ କୃଷ୍ଣ ତାଙ୍କ ସାମ୍ନାରେ ଆସି ଉପସ୍ଥିତ ହେଇଗଲେ। ଆଉ ସେତେବେଳେ ଭଗବାନ ପିତାମହ ଭୀଷ୍ମ ଭଗବାନଙ୍କର ସେ ମାଧୁର୍ଯ୍ୟମୟ କୋଟି କନ୍ଦର୍ପ ବିନିନ୍ଦିତ ସେ ମାଧୁର୍ଯ୍ୟମୟ ରୂପ ଆଖି ସାହାଯ୍ୟରେ ଲେହନ କରିଛନ୍ତି। আর শেষে উচ্চারণ করলে ওম করে দেওয়া রাখে এ পিতামহ ভীষ্ম। কেউ গতি হব তাহলে? নরক গতি। হ্যাঁ, হ্যাঁ, কেউ গতি হব ভগবত ধাম। কথা বুঝিপারলে? এ হচ্ছে মৃত্যুর রহস্য। আমি যে মনুষ্য দেহ প্রাপ্ত হয়েছে, এই মৃত্যুর সময় এইপরি যদি ভগবানଙ୍କ নাম যদি পাটিରେ উচ্চারণ କରିବୁ, ଆଉ ଏଇପରି ଭଗବାନଙ୍କୁ ଯଦି ସ୍ମରଣ କରିବୁ, ଭଗବାନଙ୍କ ରୂପର କଥା ଧ୍ୟାନ କରିଥିବୁ, ଏଇ ଅବସ୍ଥାରେ ଯଦି ଦେହ ରଖି, ତ ଆମେ ସିଧା ଏଇ ଜନ୍ମରେ ଭଗବାନଙ୍କ ପାଖକୁ ଫେରି ଯାଇପାରିବୁ। ହଁ, ତେଣୁ ସେଥିଲାଗି ସେଇ ଭଗବାନ କୃଷ୍ଣ ଏ କଳିଯୁଗରେ ଚୈତନ୍ୟ ମହାପ୍ରଭୁ ରୂପେ ଆସି କଳିଯୁଗରେ ଆମର ଏକମାତ୍ର ଧର୍ମ ଦେଲେ ଭଗବାନଙ୍କର ନାମ। ଆଉ ଭଗବାନଙ୍କ ନାମ ଭଗବାନଠାରୁ ଅଭିନ୍ନ ହେବା ଯୋଗୁଁ ଆମେ ଯେ ନାମକୁ ଆଶ୍ରୟ କରିବା, ସେତେବେଳେ ଭଗବାନ ସେଇ ଭଗବାନ ଆମ ହୃଦୟରେ ଅବସ୍ଥାନ କରିଛନ୍ତି। ସର୍ବସ୍ୱ ଚାହଂ ହୃଦୟ ସନ୍ନିବିଷ୍ଟ ମତ ସ୍ମୃତି ଜ୍ଞାନ ଅପହନଞ୍ଚ। ତାଙ୍କଠାରୁ ସ୍ମୃତି ବିସ୍ମୃତି ଜ୍ଞାନ ଆସୁଛି। ଆମେ ଯଦି ଫାଙ୍କି ଦେଇ ଚାଲିବା ଯେ ମୃତ୍ୟୁ ସମୟରେ ଆମେ ଏଇ ନାମ ଉଚ୍ଚାରଣ, ସେ ତ କମା ଦଶା, ଆଉ କିଛି ମନରେ ପାଟିରେ କିଛି ଆସିବନି, ମଲା ପରେ ସିଧା ନରକକୁ। ହଁ, ତେଣୁ ବର୍ତ୍ତମାନ ସୁଦ୍ଧା ଯଦି ଆମେ ଅଭ୍ୟାସ କରିବା, ତାହେଲେ ମୃତ୍ୟୁ ସମୟରେ ସେଇ ଭଗବାନ ହୃଦୟରେ ବସିଛନ୍ତି। ସେ ଆମକୁ ସ୍ମରଣ କରିଦେବେ। ହଁ, ସେ ଆମର ସବୁ ବ୍ୟବସ୍ଥା କରିଦେବେ। ସେତେବେଳେ ଆମେ କୃଷ୍ଣଙ୍କୁ ସ୍ମରଣ କରିପାରିବୁ, ସେଇ କୃଷ୍ଣଙ୍କର ନାମ ପାଟିରେ ଉଚ୍ଚାରଣ କରିପାରିବୁ। ଆଉ ସେତେବେଳେ କୃଷ୍ଣଙ୍କ ଚିନ୍ତନ କରି ଆମେ ଦେହରେ ଯଦି ରଖିବୁ, ସିଧା ଆମର ଗତି ହେବ ଭଗବତ ଧାମ। ତେଣୁ ସେଇ କୃଷ୍ଣ ବର୍ତ୍ତମାନ ଚୈତନ୍ୟ ମହାପ୍ରଭୁ, ଯିଏକି ହେଉଛି ଶ୍ରୀକୃଷ୍ଣ ଚୈତନ୍ୟ। ହଁ,
ତ ଶ୍ରୀକୃଷ୍ଣ ଚୈତନ୍ୟ କଲିହତ ଜୀବ ଆମମାନଙ୍କ ପ୍ରତି କୃପା କରି ଏ ନାମ ଦେଲେ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ଏ ନାମ ଦେ ଭଗବାନ ଚୈତନ୍ୟ ମହାପ୍ରଭୁ କହୁଛନ୍ତି ଇତି ଷୋଡ଼ଶକମ ନାମ ନାମ କଲି କଲମୋଷ ନାଶନମ না তর পরতর উপায় সর্ববেদেশু দৃশ্যতে সমস্ত বেদ বেদান্ত উপনিষদের জিষ্ট অর্থাৎ মন্থন করে ଏ ଭଗବାନଙ୍କର ନାମ ଯେଉଁଠି ଥିଲା ସେଇ ନାମ ଆମମାନଙ୍କୁ ଦେଲେ ତେଣୁ ଏଇ ନାମ ଦେ କହୁଛନ୍ତି ପ୍ରଭୁ କହିଲାମ এই মহামন্ত্র কেউ মহামন্ত্র হরে কৃষ্ণ 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 হরে 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 রাম 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 হরে হরে महाप्रभु এই नाम दे कहले कहते प्रभु कहिलाम এই মহামন্ত্র ইহা জপ গিয়া সবে করিয়া নির্বন্ধ ইয়া হইতে সর্বসিদ্ধি হইবে সবার সর্বক্ষণ বলইতে বিধি নাহি মহাপ্রভু ये सिद्धांत दे देले ये नाम सर्व अवस्था पार्टी आम उच्चारण करा यहीपर जी कहीं सर्व अवस्था नाम उच्चारण करेंगे ये नाम द्वारा से परम सिद्धि प्राप्त हो पारे से यही देह रखी भगवान के पाखक फेरी जाई पारे जमी पितामह भीष्म ये देह रखी भगवान के पाखक फेरी जाइछन्ति महाजन सूत्र महाजन जेन गतस्व पंथा तो बर्तमान समस्त तो ये तो जो सब ब्रह्मचारिणी बसते ना कौन हाँ एठारे अपन मैंने समस्त ब्रह्मचारिणी ना ब्रह्मचारी हाँ तो आम के ब्रह्मचारी नुहे बा ब्रह्मचारिणी नुहे हाँ आम समस्त गृहस्थ तो आम कौन कहले भगवान चैतन्य महाप्रभु जे गृह रही सकाल सन्धार गोटे जगार बसी जदि ताली दे नाम करेंगे भवसागर उत्तीर्ण हो भगवान के पाखक फेरी जाए से कौन कहले 10-5 मिले निजे डारेते बसिया कीर्तन कर सबे हाथ ताली दिया अरे प्रथम नाम देले पुनि आर गोटे जिनिस चपई दे ताली दे करवा कहीं आम एत पापी जे केवल नाम कले हेनी हाँ तेनी नामे सहित ताली दे कहीं आम जन्म जन्म धरी एत सब पाप कर आसीलु से पाप सब पुंजीवित हो पक्षी रूप धारण कर शरीर रूप वृक्ष ये वृक्ष से बसी हाँ तेणु केवल आम जदि हरे कृष्ण कैसे पाखी आम देह छाड़ी जीव ना गचर जदि पक्षी बसी थी कहीं जदि से गच तल को जाए जोश से ताली देव ताले कौन हम पक्षी उड़ी जाव उड़ी कड़े जीव हाँ दूर को आउ गोटे गचर बस हाँ कथा बुझीपार तो आम समस्ते एठारे आसीचे हाँ जन्म जन्म धरी सब केते पाप करेছে সেই पाप सब पुंजीवित पक्षी रूप धारण करी आमर देह रूपी वृक्ष से बसी हाँ तो जदि आम ताली दे नाम करवा तार कौन पक्षी पाप पक्षी उड़ी जा इे सब विचरण कर जो मैंने नाम करूना से देह भीतर पशिज हाँ एटारे साधु संग करने आसती कई लज्जार हो कई अत्यंत शिक्षित लोक अभिमानी है से ताली दौना नाम करना कि शुणुना आ जो मैंने ताली नाम कर देहर पाप रूपी पक्षी छाड़ीज एठार बसी नाम करूना हाँ ताली दौना से देहरे जा पशि समस्त पाप रूपी पक्षी यदि पशिज कल्प कल्प धरी से केवल नरदंड भोग करे एठारे कहीं चुपचाप बसवा ना ये स्वयं भगवान चैतन्य महाप्रभु शिक्षा देते समस्त जदि ताली दे नाम करेंगे समस्त देहरु पाप रूपी पक्षी छाड़ी बाहर को चली जाए बाहर जो सब लोग नाम करना कथा शुणुना हाँ ये हे कौन ताली दौना से देहरे जा पशि जाए कथा बुझीपार जमी गचर पक्षी बसे ताली देले से गच छाड़ी दूर को गच जा बसी ठीक से ही समस्ते कई माने चुपचाप बसवा ना कई शुवा ना
ସମସ୍ତେ ସଜାଗ ହେଇଯାଆନ୍ତୁ। ଯେଉଁମାନେ ଶୋଇ ଯାଇଛନ୍ତି ସେମାନେ ଜଗେଇ ଦିଅନ୍ତୁ। ଶୋଇଲେ ଆହୁରି ବିପଦ। ଯେଉଁମାନେ କରୁଛନ୍ତି ସେମାନଙ୍କର ପାପର ବିପତ୍ତି ସେମାନଙ୍କ ଦେହରେ ପଶିଯିବ। କିନ୍ତୁ ଏ ସଭାରେ ବସି ଶୋଇଥିବେ ତାହେଲେ ମହା ବିପଦ ହେଇଯିବ। ସମସ୍ତଙ୍କୁ ଜଗେଇ ଦିଅନ୍ତୁ ଆଉ ସମସ୍ତେ ତାଳି ଦେଇ ନାମ କରନ୍ତୁ। ତାହେଲେ ସମସ୍ତଙ୍କ ଦେହରୁ ପାପର ବିପତ୍ତି ଛାଡ଼ି ବାହାରକୁ ପଡ଼ିଯିବ, ଏଠାରେ ରହିବ ନାହିଁ। ହରେ କୃଷ୍ଣ ହରେ କୃଷ୍ଣ কৃষ্ণ কৃষ্ণ হরে 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 রাম 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 হরে হরে। ଏ ମହାପ୍ରଭୁ ଆମମାନଙ୍କୁ ଶିକ୍ଷା ଦେଲେ, ବୁଝିପାରିଲେ? এই ଶିକ୍ଷା ଅନୁସାରେ ଆମେ କ'ଣ କରିବା? ଆମେ ଗୋଟେ ପରିବାର କି 5 ଜଣ ହୁଅନ୍ତୁ, 7 ଜଣ ହୁଅନ୍ତୁ, 10 ଜଣ ହୁଅନ୍ତୁ, ସକାଳ ସନ୍ଧ୍ୟାରେ ଏକା ସାଥିରେ ବସିବେ। ଏମିତି ତାଳି ଦେଇ ଯଦି ଏ ପାଟିରେ ନାମ ଉଚ୍ଚାରଣ କରିବେ, ଏଇ ନାମ କରି କରି ଭବସାଗର ଉତ୍ତୀର୍ଣ୍ଣ ହୋଇ ଭଗବାନଙ୍କ ପାଖକୁ ପହଞ୍ଚି ଯିବେ। ହଁ, जय कलिजुग जुग धर्म नाम संकीर्तन की, नाम संकीर्तन जनक सचिनंदन गौर हरि की जय। श्री श्री गौर निताई की जय। श्री श्री कृष्ण बलराम की जय। श्री श्री जगन्नाथ बलदेव सुभद्रा महारानी की जय। श्री श्री राधा गोपीनाथ गौर सुंदर की जय। श्री श्री राधा गोविंद गौर सुंदर की जय। जगत गुरु शिल प्रभुपाद की जय। पतित पावन शिल गुरुदेव की जय। कृपा पुरुषोत्तम अधिमास की जय। समवेत भक्त वृंद की निताई गौर प्रेमानंदे।